ଆଜିର ବିଷୟ ଭାଷା ସାହିତ୍ୟ ଓ ଲିପି ପ୍ରକରଣ। ପ୍ରଥମେ ଜାଣିବା ଭାଷା। ମାନବ ଯାହାଦ୍ୱାରା ନିଜ ମନର ଭାବ ଅନ୍ୟର ବୋଧଗମ୍ୟ କରିପାରେ ତାହା ହିଁ ଭାଷା। ଭାଷା ଦ୍ୱାରା ମନର ଭାବ ପ୍ରକାଶ କରାଯାଏ। ଭାବନା ବିନା ଭାଷା ନାହିଁ। ଏଠାରେ ଉଲ୍ଲେଖନୀୟ ଯେ ମାନବ ଶବ୍ଦ ମନୁ ଶବ୍ଦରୁ ଅପ୍ରତ୍ୟୟ ହୋଇ ନିଷ୍ପନ୍ନ ହୋଇଅଛି। ପୁନଶ୍ଚ ମନୁ ଶବ୍ଦ ମନ୍ ଧାତୁରୁ ଉ ପ୍ରତ୍ୟୟ ହୋଇ ନିଷ୍ପନ୍ନ ହୋଇଅଛି। ମନ୍ ଧାତୁର ଅର୍ଥ ଚିନ୍ତା କରିବା। ଅତଏବ ଯିଏ ଚିନ୍ତା କରିପାରେ ସେ ମନୁ ଏବଂ ମନୁଙ୍କର ବଂଶଧରମାନେ ହେଲେ ମାନବ। ତେଣୁ ମାନବ ହେଲା ଚିନ୍ତାଶୀଳ ପ୍ରାଣୀ। ମନୁଷ୍ୟର ଭାବନା ଶକ୍ତିର ବିକାଶ ଫଳରେ ତାର ବାକ୍ଯନ୍ତ୍ର ବିକଶିତ ହୋଇଅଛି। ଫଳରେ ତାର ବାକ୍ଶକ୍ତି ବୃଦ୍ଧି ପାଇଛି। ମନୁଷ୍ୟର ବାକ୍ଶକ୍ତି ହିଁ ଭାଷାର ଉଦ୍ଭାବକ। ଈଶ୍ୱର ମନୁଷ୍ୟର ସ୍ରଷ୍ଟା, କିନ୍ତୁ ମନୁଷ୍ୟ ଭାଷାର ସ୍ରଷ୍ଟା। ଅବଶ୍ୟ ଈଶ୍ୱର ପ୍ରଦତ୍ତ ବାକ୍ଶକ୍ତି ଦ୍ୱାରା ଭାଷାର ସୃଷ୍ଟି ହୋଇଛି, ତଥାପି ମନୁଷ୍ୟକୁ ଭାଷାର ସ୍ରଷ୍ଟା ବୋଲି ସ୍ୱୀକାର କରିବାକୁ ହେବ। ବାକ୍ଶକ୍ତି ଯୋଗୁଁ ମନୁଷ୍ୟ ଇତର ଜୀବଙ୍କଠାରୁ ପୃଥକ ତଥା ଉନ୍ନତ। ଅନେକ ପଶୁପକ୍ଷୀ ବିଭିନ୍ନ ଧ୍ୱନି କରିଥାନ୍ତି। ସେହି ଧ୍ୱନି ମାଧ୍ୟମରେ ସେମାନେ କ୍ଷୁଧା, ତୃଷ୍ଣା, ଭୟ, କାମେଚ୍ଛା ପ୍ରଭୃତି କେତେକ ସୀମିତ ବିଷୟର ସୂଚନା ଦେଇଥାନ୍ତି। ସେମାନଙ୍କର ଏହି ଧ୍ୱନିକୁ ସେହି ଜାତିର ତଥା ଅନ୍ୟ ଜାତିର ଜନ୍ତୁମାନେ ମଧ୍ୟ ବୁଝିପାରନ୍ତି। ଜଙ୍ଗଲ ମଧ୍ୟରେ ବ୍ୟାଘ୍ରର ଉପସ୍ଥିତିର ସୂଚନା ଦେବାକୁ ଯାଇ ମର୍କଟଟିଏ ଯେଉଁ ଧ୍ୱନି କରିଥାଏ, ତାକୁ ଅନ୍ୟ ମର୍କଟମାନଙ୍କ ସହିତ ମୃଗ ପ୍ରଭୃତି ମଧ୍ୟ ବୁଝି ସତର୍କ ହୋଇଯାନ୍ତି। ଜିମ୍ କାର୍ବେଟ୍ କହିଛନ୍ତି, ଯେଉଁ ଶିକାରୀ ଜଙ୍ଗଲ ମଧ୍ୟରେ ପଶୁପକ୍ଷୀଙ୍କର ଭାଷା ବୁଝିପାରେନା, ସେ ନିଜେ ଶିକାରରେ ପରିଣତ ହୋଇଯାଏ। ଏହା ସତ୍ତ୍ୱେ ପଶୁପକ୍ଷୀମାନେ ଭାଷା ବ୍ୟବହାରକାରୀ ବୋଲି କୁହାଯାଇ ପାରିବ ନାହିଁ, କାରଣ ସେମାନଙ୍କର ଧ୍ୱନି କେବଳ ପ୍ରବୃତ୍ତିରୁ ଉତ୍ପନ୍ନ ହୋଇଥାଏ। ତା ପଛରେ ବୌଦ୍ଧିକ ପ୍ରେରଣା ଇଣ୍ଟେଲିଜେଣ୍ଟ ଇନ୍ସପିରେସନ୍ ନଥାଏ। ପୋଷା ଶୁଆସାରି ମନୁଷ୍ୟର କଥାକୁ ଅନୁକରଣ କରି କଥା କହିଥାନ୍ତି। ପ୍ରକୃତରେ ଏହି କଥା ପଛରେ କୌଣସି ଭାବନା ନଥାଏ। ସେମାନେ ମନୁଷ୍ୟର କଥାର ଧ୍ୱନି ସମୂହ ହିଁ ଅନୁକରଣ କରି ତଦନୁରୂପ ଧ୍ୱନି କରିବାର ପ୍ରୟାସ କରିଥାନ୍ତି। ପଶୁପକ୍ଷୀଙ୍କର ଧ୍ୱନିଗୁଡ଼ିକ ପରସ୍ପର ନିରପେକ୍ଷ ହେବା ସ୍ଥଳେ ମନୁଷ୍ୟର ଭାଷାର ଧ୍ୱନିମାନ ପରସ୍ପର ସପେକ୍ଷ ଅଟନ୍ତି। ସେମାନେ ନିର୍ଦ୍ଦିଷ୍ଟ ଅର୍ଥବିଶିଷ୍ଟ ଧ୍ୱନିକୁ ଶବ୍ଦ କହୁ। ଶବ୍ଦମାନଙ୍କର ସମ୍ବନ୍ଧ ବାକ୍ୟ ସୃଷ୍ଟି କରିଥାଏ। ଶବ୍ଦଟିଏ ଏକକ ଅର୍ଥ ପ୍ରକାଶ କରୁଥିବା ବେଳେ ଅନ୍ୟ ବାକ୍ୟଟି ପୂର୍ଣ୍ଣ ଅର୍ଥରେ ପ୍ରକାଶ କରିଥାଏ। ତେଣୁ ବାକ୍ୟ ହେଉଛି ଭାଷାର ସର୍ବନିମ୍ନ ଏକକ। ବୈଜ୍ଞାନିକ ଭାବରେ ବାକ୍ୟକୁ ପଦାର୍ଥ ମେଟର, ଶବ୍ଦକୁ ଅଣୁ ମଲିକ୍ୟୁଲ ଓ ଧ୍ୱନିକୁ ପରମାଣୁ ଆଟମ ସହ ତୁଳନା କରାଯାଇପାରେ। ଗ୍ରୀକମାନେ ମନୁଷ୍ୟର ବାକ୍ଶକ୍ତିକୁ ଲଗୋସ୍ ଶବ୍ଦ ଦ୍ୱାରା ପ୍ରକାଶ କରୁଥିଲେ। ଏହି ଶବ୍ଦର ଅନ୍ୟ ଅର୍ଥ ହେଲା ଚିନ୍ତାଶକ୍ତି। ଏତଦ୍ଦ୍ୱାରା ମନୁଷ୍ୟ ବାକ୍ଶକ୍ତିଯୁକ୍ତ ଓ ଚିନ୍ତାଶକ୍ତିଯୁକ୍ତ ବୋଲି ବୁଝାଯାଇଥାଏ। ପଶୁପକ୍ଷୀଙ୍କୁ ଏଲ୍ଗା ବୋଲି କୁହାଯାଇଥିଲା, ଯଦ୍ୱାରା ସେମାନେ ବାକ୍ଶକ୍ତିହୀନ ବା ଚିନ୍ତାଶକ୍ତିହୀନ ବୋଲି ପ୍ରତିପାଦିତ ହେଉଥିଲା। ବାକ୍ର ଚମତ୍କାରିତା ହେଉଛି ଏହାକୁ ଜଣେ ଉଚ୍ଚାରଣ କରେ, ଅନ୍ୟ ଜଣେ ଶୁଣେ। ଶ୍ରୋତା ମନରେ ବକ୍ତାର ମନର ଅନୁରୂପ ଭାବ ଭଦ୍ରେକ ହୁଏ। ଫଳରେ ବକ୍ତାର ମନୋଭାବକୁ ଶ୍ରୋତା ହୃଦୟଙ୍ଗମ କରିପାରେ। କଥା କହିବା ଭଙ୍ଗୀ ଜଣେ ବ୍ୟକ୍ତିଠାରୁ ଆଉ ଜଣଙ୍କର ଭିନ୍ନ ହେଲେ ମଧ୍ୟ ଭାବର ଅବରୋଧରେ ଏହା କୌଣସି ବାଧା ସୃଷ୍ଟି କରେ ନାହିଁ। ତାହାର କାରଣ ହେଲା, ଏକ ଭାଷାଭାଷୀ ଲୋକ ଗୋଟିଏ ବସ୍ତୁ ବିଶେଷକୁ ଭିନ୍ନ ଭିନ୍ନ ନାମ ନ ଦେଇ ଏକ ନିର୍ଦ୍ଦିଷ୍ଟ ନାମ ଦେଇଥାନ୍ତି। ତେଣୁ ଗାଈ କହିଲେ ରାମ ଯାହା ବୁଝେ, ଶ୍ୟାମ ବି ତାହା ବୁଝେ, ସୀତା ବି ତାହା ବୁଝେ। ଯଦି ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ବସ୍ତୁକୁ ନିଜର ଇଚ୍ଛା ଅନୁସାରେ ନାମ ଦେବ, ତେବେ କେହି କାହା କଥା ବୁଝିପାରିବେ ନାହିଁ। ଗୋଟିଏ ଅଞ୍ଚଳର ଭାଷା ସେହି ଅଞ୍ଚଳର ଅଧିବାସୀମାନଙ୍କର ଭୌଗୋଳିକ ସ୍ଥିତି ତଥା ସଂସ୍କୃତି ଦ୍ୱାରା ବିଶେଷ ରୂପରେ ପ୍ରଭାବିତ ହୋଇଥାଏ। ଏପରି ହେଉନଥିଲେ ପୃଥିବୀର ସମସ୍ତ ଏକ ପ୍ରକାର ଭାଷା କହୁନଥାନ୍ତେ। ଏହାଛଡ଼ା କୌଣସି ଭାଷାର ଗୋଟିଏ ଶବ୍ଦ କେଉଁ ଅର୍ଥ ବହନ କରିବ, ତାହା ନିର୍ଦ୍ଦିଷ୍ଟ ଭାଷାଭାଷୀ ଲୋକଙ୍କର ନିଜସ୍ୱ। ଏହି ଶବ୍ଦାର୍ଥ ପରମ୍ପରାକ୍ରମେ ପ୍ରାପ୍ତ ହୋଇଥାଏ। ସ୍ଥଳ ବିଶେଷରେ ଯୁଗର ଆବଶ୍ୟକତା ଅନୁସାରେ ନୂତନ ଶବ୍ଦ ଗଠିତ ହୋଇଥାଏ ଏବଂ ଅନ୍ୟ ଭାଷାରୁ ଶବ୍ଦଟିଏ ଆହୃତ ହୋଇଥାଏ। ଏହିପରି ଭାବରେ ଗୋଟିଏ ଭାଷାର ଅର୍ଥ ସାମର୍ଥ୍ୟ ବଢ଼ିଥାଏ। କେବଳ ଶବ୍ଦାର୍ଥ ନୁହେଁ, ଭାଷାର ଶୈଳୀ ମଧ୍ୟ ପରମ୍ପରାକ୍ରମେ ପ୍ରଚଳିତ ହୋଇଥାଏ। ବ୍ୟକ୍ତି ଭାଷାକୁ ପରମ୍ପରା ଓ ସମାଜରୁ ଲାଭ କରେ। ବ୍ୟକ୍ତି ନିଜେ ଭାଷା ସୃଷ୍ଟି କରେ ନାହିଁ, ସେହି ଭାଷାରେ କିଛି ପରିବର୍ତ୍ତନ ମାତ୍ର ଘଟାଇପାରେ। ଏଣୁ ଭାଷା ନିମନ୍ତେ ବ୍ୟକ୍ତି ପରମ୍ପରା ତଥା ସମାଜ ନିକଟରେ ଋଣୀ। ଧ୍ୱନି ନିର୍ଦ୍ଦିଷ୍ଟ ଅର୍ଥର ବାହକ ହେଲେ ଶବ୍ଦ ନାମରେ ଅଭିହିତ ହୁଏ। ଶବ୍ଦାର୍ଥର ବିଶେଷ ଗୁଣ ହେଉଛି ଏହା ଗୋଟିଏକୁ ବୁଝାଇବା ସଙ୍ଗେ ସଙ୍ଗେ ସେହି ପ୍ରକାରର ଅନ୍ୟ ସମସ୍ତଙ୍କୁ ମଧ୍ୟ ବୁଝାଇଥାଏ। ଯଥା ଗାଈ ଘାସ ଖାଏ କହିଲେ କେବଳ ରାମ ନୁହେଁ,
ହରିର ଗାଈ, ଶ୍ୟାମର ଗାଈ, ନିଧିଆର ଗୌଡ଼ର ଗାଈ, ଗାଁର ସବୁ ଗାଈ ଓ ପୃଥିବୀର ସବୁ ଗାଈ ଘାସ ଖାଆନ୍ତି ବୋଲି ବୁଝାଇଥାଏ। ଶବ୍ଦ ସମ୍ବନ୍ଧ ବ୍ୟକ୍ତିଗତ ନୁହେଁ, ଆକୃତିଗତ। ଶଙ୍କରାଚାର୍ଯ୍ୟ ବେଦାନ୍ତ ଭାଷାରେ ଉଲ୍ଲେଖ କରିଛନ୍ତି, ଆକୃତି ଭିନ୍ନଶ୍ଚ ଶବ୍ଦାନାଂ ସମ୍ବନ୍ଧା ନ ବିଭକ୍ତିଂ ବ୍ୟକ୍ତିନାଂ ଅନନ୍ତ୍ୟାତ୍। ସମ୍ବନ୍ଧ ଗ୍ରହଣାନୁପତ୍ତେଃ। ଶବ୍ଦ ମାନେ ଆକୃତିମାନଙ୍କ ସମ୍ବନ୍ଧିତ, ବ୍ୟକ୍ତିମାନଙ୍କ ସହ ନୁହେଁ, କାରଣ ବ୍ୟକ୍ତି ସଂଖ୍ୟା ଅନନ୍ତ ହୋଇଥିବାରୁ ସମ୍ବନ୍ଧ ଗ୍ରହଣ ସମ୍ଭବ ନୁହେଁ। ବ୍ରହ୍ମସୂତ୍ର ଶଙ୍କର ଭାଷ୍ୟ 1:3-28। ବାକ୍ର ଅବରୋଧ ନିମନ୍ତେ ଶବ୍ଦମାନଙ୍କର ମଧ୍ୟ ସମ୍ବନ୍ଧ ପରିହାର୍ଯ୍ୟ। କେବଳ ଗୁଡ଼ାଏ ନିରପେକ୍ଷ ନାମ ଉଚ୍ଚାରଣ କଲେ ଶ୍ରୋତା ମନରେ କୌଣସି ପୂର୍ଣ୍ଣ ଧାରଣା ସୃଷ୍ଟି ହୁଏ ନାହିଁ, ଯଥା ହାତୀ, ମଣିଷ, ଗଛ ଓ ଆଖୁ। ଉଚ୍ଚାରିତ ଶବ୍ଦମାନଙ୍କ ମଧ୍ୟରେ ସାପେକ୍ଷତା ତଥା ଅର୍ଥର ସାମଞ୍ଜସ୍ୟ ରହିବା ଆବଶ୍ୟକ, ନହେଲେ ଅର୍ଥବୋଧ ବ୍ୟାହତ ହୋଇଥାଏ। ଯଥା ମଣିଷଟିଏ ଗଛ ମୂଳରେ ହାତୀକୁ ଆଖୁ ଖୁଆଉଛି, ଏହା ବାକ୍ୟ ଅଟେ, କିନ୍ତୁ ଆଖୁଟିଏ ମଣିଷ ମୂଳରେ ଗଛକୁ ହାତୀ ଖୁଆଉଛି, ଏହା ବାକ୍ୟ ନୁହେଁ। ଅର୍ଥ ପ୍ରତୀତ ଯେ କେବଳ ଶବ୍ଦ ବିନ୍ୟାସ ଦ୍ୱାରା ସମ୍ଭବ, ତାହା ନୁହେଁ। ପାରିପାର୍ଶ୍ୱିକ ଅବସ୍ଥା ଦ୍ୱାରା ମଧ୍ୟ ଅର୍ଥ ପ୍ରତୀତ ଜନ୍ମିପାରେ। ଯଥା ସ୍ୱାମୀ ସ୍ତ୍ରୀ ଆଡ଼କୁ ଚାହିଁ କେବଳ ଗୋଟିଏ ଶବ୍ଦରେ କହିଲେ ଚାବି, ସ୍ତ୍ରୀ ତାଙ୍କୁ ସଙ୍ଗେ ସଙ୍ଗେ ଗାଡ଼ି ଚାବି ଆଣିଦେଲେ। ସ୍ୱାମୀଙ୍କର ବଚନ ଭଙ୍ଗୀ ସମୟ ବାହାରକୁ ଯିବା ପାଇଁ ପ୍ରସ୍ତୁତିରୁ ସ୍ତ୍ରୀ ବୁଝିନେଲେ ଯେ ସ୍ୱାମୀ କହୁଛନ୍ତି ଗାଡ଼ି ଚାବି ଆଣ। ଅର୍ଥ ପ୍ରତୀତ ଜନ୍ମିବାର ଦୁଇଟି ସୋପାନ ଅଛି, ଯଥା ବିଶ୍ଳେଷଣ ଏନାଲାଇସିସ୍ ଓ ସଂଶ୍ଳେଷଣ ସିନ୍ଥେସିସ୍। ପ୍ରତ୍ୟେକ ଅର୍ଥବିଶିଷ୍ଟ ଶବ୍ଦର ଶ୍ରବଣ ମାତ୍ରକେ ମନରେ ଜାତ ଭାବର ସଂଶ୍ଳେଷଣ ହିଁ ଭାଷା ସୃଷ୍ଟି କରେ। ପୁଣି ଆମେ ଯେତେବେଳେ ବାକ୍ୟର ଅର୍ଥକୁ ବୁଝୁ, ସେତେବେଳେ ଆମେ ଅର୍ଥ ବିଶ୍ଳେଷଣ ବି କରିଥାଉ। ଆମର ମାନସିକ ସ୍ତରରେ ଏହି ବିଶ୍ଳେଷଣ ତଥା ସଂଶ୍ଳେଷଣ ପ୍ରକ୍ରିୟା ଏତେ ଦ୍ରୁତ ବେଗରେ ସଂଗଠିତ ହୁଏ ଯେ ଆମେ ତାର ପର୍ଯ୍ୟାୟ ଜାଣିପାରୁନା। ଯଦି ଆମେ କହୁ ରାମ ପଢ଼ୁଛି, ତେବେ ଆମ ମନରେ ପ୍ରଥମେ ରାମ ଭାବ ଜାତ ହୁଏ। ଆମେ ରାମର ପଢ଼ିବା, ଖାଇବା, ପିଇବା, ଦୌଡ଼ିବା, କହିବା ପ୍ରଭୃତି ଅବସ୍ଥା କଥା ଭାବି ନେଉ। ଏହିସବୁ କ୍ରିୟାର ସାଧାରଣ କର୍ତ୍ତା ହେଲା ରାମ। ତାପରେ ଦ୍ୱିତୀୟ ପର୍ଯ୍ୟାୟରେ ଆମେ ହରି, ଗୋପାଳ, ଗୋବିନ୍ଦ ପ୍ରଭୃତିଙ୍କ ଏକ ପ୍ରକାର କାମ ପଠନକୁ ସ୍ମରଣ କରୁ। ତାପରେ ପ୍ରଥମ ଭାବ ରାମ ଓ ଦ୍ୱିତୀୟ ଭାବ ପଠନକୁ ସଂଶ୍ଳିଷ୍ଟ କରି ରାମ ପଢ଼ୁଅଛି ଏହି ଧାରଣାରେ ଉପନୀତ ହେଉ ଏବଂ ଭାଷା ଦ୍ୱାରା ଅନ୍ୟ ଜଣଙ୍କ ମନରେ ସେହି ଧାରଣାକୁ ଉଦ୍ରେକ କରିବା ସମର୍ଥ ହୋଇଥାଉ। ଭାଷାର ତିନୋଟି ସ୍ତର ଅଛି, ଯଥା ଅଙ୍ଗଭଙ୍ଗୀ, ସୁସ୍ପଷ୍ଟ ଶବ୍ଦୋଚ୍ଚାରଣ, ଲିଖିତ ପ୍ରଭୃତି। ମନୁଷ୍ୟ ହେଲା ସାମାଜିକ ପ୍ରାଣୀ। ସମାଜରେ ରହିବାକୁ ହେଲେ ଭାବର ଆଦାନ ପ୍ରଦାନ ଅପରିହାର୍ଯ୍ୟ। ଏହା ସେ ତିନୋଟି ଉପାୟରେ କରିପାରେ, ଯଥା ଅଙ୍ଗଭଙ୍ଗୀ ପ୍ରଦର୍ଶନ ଦ୍ୱାରା, ଅଙ୍ଗଭଙ୍ଗୀ ସହିତ ସୁସ୍ପଷ୍ଟ ଶବ୍ଦ ଉଚ୍ଚାରଣ କରିବା ଦ୍ୱାରା, ଚିହ୍ନ ବା ଚିତ୍ର ଅଙ୍କନ କରିବା, ପଥର ଥୋପିବା, ଦଉଡ଼ିରେ ଗଣ୍ଠି କରିବା ପ୍ରଭୃତି ଦ୍ୱାରା। ଏହି ତୃତୀୟ ପଦ୍ଧତିରୁ କାଳକ୍ରମେ ଲିପିର ସୃଷ୍ଟି ହୋଇଛି। ଲିପିରୁ ସୃଷ୍ଟି ହେଲା ଲିଖିତ ଭାଷା। ଲିଖିତ ଭାଷା ଦ୍ୱାରା ମନୁଷ୍ୟ ସମୟ ଦୂରତାକୁ ଜୟ କରିପାରିଲା। ମାନବ ସଭ୍ୟତାର ଅଭ୍ୟୁଦୟ ମୂଳରେ ରହିଛି ଏହି ଲିଖିତ ଭାଷା। ତେବେ ଭଗବାନଙ୍କର ନାମ ନାରାୟଣ, ଶ୍ରୀକୃଷ୍ଣ, ମାଧବ, ହରେ କୃଷ୍ଣ ପ୍ରଭୃତି ଜପ କ'ଣ ନିରର୍ଥକ? ତାହା ନୁହେଁ, କାରଣ ନାମ ଜପ ସମୟରେ ଜପକର୍ତ୍ତା ମନରେ ମୁଁ ଭଗବାନଙ୍କଠାରେ ସମର୍ପଣ କରୁଛି, ଏହି ଭାବନାର ଉଦ୍ରେକ ହୋଇଥାଏ। ଭାଷା କେବଳ ମନୁଷ୍ୟର ଭାବର ଆଦାନ ପ୍ରଦାନ ମାଧ୍ୟମ ନୁହେଁ, ଏହା ତାର ବିଚାରର ମଧ୍ୟ ସାଧନ। ଲାଙ୍ଗୁଏଜ୍ ଇଜ୍ ଏ ଭେହିକିଲ୍ ଅଫ୍ ରିଜନ୍। ଅନେକ ସମୟରେ ମନୁଷ୍ୟ ଭାବାବେଶରେ ନିଜର ବିଚାରକୁ ସ୍ୱୟଂ ଅସ୍ଫୁଟ ଶବ୍ଦ ମାଧ୍ୟମରେ ବ୍ୟକ୍ତ କରିଥାଏ। ସେ ସେତେବେଳକୁ ନିଜକୁ ନିଜେ କଥା କହେ। ସେ ନିଜେ ହୁଏ ବକ୍ତା, ପୁଣି ନିଜେ ହୁଏ ଶ୍ରୋତା। କ୍ୱଚିତ୍ ତାର ନୀରବ ଭାବନା ଅସ୍ଫୁଟ ଶବ୍ଦ ସରବ ହୋଇ ପ୍ରକାଶ ହୋଇଥାଏ। ସେତେବେଳେ ତାକୁ ଶୁଣିବା ଲୋକ କିଛି ବୁଝି ନ ପାରି ପଚାରେ, ଆହେ ତୁମେ କ'ଣ ଗୁଡ଼ାଏ ଏଣୁତେଣୁ କହୁଛ? ସେତେବେଳେ ଭାବବିଷ୍ଟ ବ୍ୟକ୍ତି ଅପ୍ରତିଭ ହୋଇଯାଏ, ନା ନା, ସେ କିଛି ନୁହେଁ। ମନୁଷ୍ୟ ସର୍ବଦା ଉଚ୍ଚ ଧରଣ ଧୀଶକ୍ତି ବଳରେ ଏହି ପୃଥିବୀକୁ ନିଜ ଅଧୀନରେ କରି ରଖିବାକୁ ଚାହେଁ। ସେ ନିଜର ପୂର୍ବପୁରୁଷଙ୍କ ଜ୍ଞାନ ଭଣ୍ଡାରରୁ ଜ୍ଞାନ ଅର୍ଜନ କରିବାକୁ ଚାହେଁ, ପୁଣି ସମସାମୟିକ ଅନ୍ୟମାନଙ୍କଠାରୁ ମଧ୍ୟ ଶିକ୍ଷା କରିବାକୁ ଚାହେଁ। ଏସବୁ ନିମନ୍ତେ ଭାଷା ହେଉଛି ଏକମାତ୍ର ସାଧନ। ଭାଷା ଯୋଗୁଁ ମଣିଷର ଧୀଶକ୍ତି ବିକଶିତ ହୋଇପାରୁଛି। ଆମେ ପ୍ରଥମରୁ କହିଛୁ ଯେ ମନୁଷ୍ୟର ଭାବନା ବିକାଶ ହେତୁ ବାକ୍ ଶକ୍ତିର ବିକାଶ ଘଟିଥାଏ। ଅତଏବ ଭାଷା ହେଉଛି ଧୀଶକ୍ତି ଜନନୀ, ଧୀଶକ୍ତି ମଧ୍ୟ ଭାଷାର ଜନନୀ। ଦ୍ୱିତୀୟ ଭାଗ, ଖ ଓଡ଼ିଆ ଭାଷା।
ଆମର ମାତୃଭାଷା ଓଡ଼ିଆ। ଏହା ବହୁ ପ୍ରାଚୀନ ଭାଷା। ଓଡ଼ିଶାର ରାଜନୈତିକ ସୀମା ଏକଦା ଗଙ୍ଗାଠାରୁ ଗୋଦାବରୀ ନଦୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା। ତଥାପି ଇଂରେଜ ରାଜତ୍ୱ କାଳରେ ଓଡ଼ିଆ ଭାଷାକୁ ଲୋପ କରିବା ପାଇଁ ଚକ୍ରାନ୍ତ କରାଯାଇଥିଲା। ଓଡ଼ିଆ ଯେ ଏକ ସମୃଦ୍ଧ ପ୍ରାଚୀନ ଭାଷା ଏହାର ପ୍ରମାଣ ତତ୍କାଳୀନ ସାହିତ୍ୟ ରଥିବର୍ଗ ଶାସନ କର୍ତ୍ତୃପକ୍ଷଙ୍କ ନିକଟରେ ଉପସ୍ଥାପନ କରିବା ଫଳରେ ଓଡ଼ିଆ ଭାଷା ଏହି ମହାସଙ୍କଟରୁ ଉଦ୍ଧାର ପାଇପାରିଥିଲା। ଐତିହାସିକ ଜୟକାନ୍ତ ମିଶ୍ର ମୈଥିଳୀ ଭାଷାର ଇତିହାସ ପୁସ୍ତକରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଆ କାହାରି ଉପଭାଷା ନୁହେଁ, ଏହା ଏକ ମୌଳିକ ଭାଷା। ଓଡ଼ିଆ ଭାଷା କେବଳ ଜନ୍ମଗ୍ରହଣ କରିଥିଲା ଏ ସମ୍ପର୍କରେ ସଠିକ୍ ପ୍ରମାଣ ଦେବା ସମ୍ଭବ ନୁହେଁ। ମାତ୍ର ପ୍ରାଚୀନ ଶାସ୍ତ୍ର ତଥା ଅଭିଲେଖମାନଙ୍କରୁ ପ୍ରମାଣିତ ହୁଏ ଯେ ଖ୍ରୀଷ୍ଟପୂର୍ବ ତୃତୀୟ ଶତକ ବେଳୁ ଓଡ଼ିଆ ଭାଷା ପ୍ରଚଳିତ ହୋଇଥିଲା। ସମ୍ରାଟ ଅଶୋକଙ୍କ ଶିଳାଲିପି ଖ୍ରୀଷ୍ଟପୂର୍ବ ତୃତୀୟ ଶତକରେ ବର୍ଷା ବର୍ଷ, ଅଭିଷିତ ଅଭିଷକ୍ତ, ବିଜିତ ବିଜିତ, ପିତି ମାତାପିତା, ସହସ୍ରଶ ସହସ୍ର, ମିତ ମିତ, ଅଜ ଆଜ ପ୍ରଭୃତି ଏବଂ ସମ୍ରାଟ ଖାରବେଳଙ୍କ ଶିଳାଲିପି ଖ୍ରୀଷ୍ଟପୂର୍ବ ପ୍ରଥମ ଶତକରେ ସିରି ଶ୍ରୀ, ପଦଂରସ 15, ପାଠନ ଥାପନ, ରତନ ରତନ, ହାତୀ ହାତୀ, ଥମ୍ବ ଖମ୍ବ ପ୍ରଭୃତି ଶବ୍ଦମାନଙ୍କର ଉଲ୍ଲେଖ ଓଡ଼ିଆ ଭାଷାର ସତ୍ତାକୁ ପ୍ରମାଣିତ କରିଥାଏ। ବର୍ତ୍ତମାନ ଓଡ଼ିଆ ଭାଷାର ଯେଉଁ ରୂପରେ ମାନକ ଷ୍ଟାଣ୍ଡାର୍ଡ ଭାଷା ବୋଲି ଗ୍ରହଣ କରାଯାଇଛି ସେଥିରେ ସଂସ୍କୃତ ଭାଷାର ବହୁଳ ଭାବରେ ପ୍ରଦୃଷ୍ଟ ହୁଏ। ଓଡ଼ିଆ ଭାଷାର ଇତିହାସ ଅଧ୍ୟୟନ କଲେ ଜଣାପଡ଼ିବ ଯେ ଓଡ଼ିଆ ଭାଷା କେବଳ ସଂସ୍କୃତରୁ ଉତ୍ପନ୍ନ ହୋଇନାହିଁ। ଓଡ଼ିଶାର ପ୍ରଧାନ ଉତ୍ସ ହେଉଛି ଅପଭ୍ରଂଶ। ଏହାଛଡ଼ା ଓଡ଼ିଆ ଭାଷାର ନିଜସ୍ୱ ଶବ୍ଦ ଭଣ୍ଡାର ମଧ୍ୟ ରହିଛି। ସେଗୁଡ଼ିକ ହେଲେ ଦେଶଜ ଶବ୍ଦ, ଅତଏବ ଅପଭ୍ରଂଶ ଭାଷାର ଶବ୍ଦ, ସଂସ୍କୃତ ଶବ୍ଦ, ଦେଶଜ ଶବ୍ଦର ସମନ୍ୱୟ ଓଡ଼ିଆ ଭାଷାର ସୃଷ୍ଟି। ଏହାଛଡ଼ା ପାଲି, ଦ୍ରାବିଡ଼ ତଥା ଆଦିବାସୀ ଭାଷାର ଅନେକ ଶବ୍ଦ ଏହାର ଅଙ୍ଗୀଭୂତ ହୋଇଅଛି। କାଳକ୍ରମେ ଏଥିରେ ଅଧିକରୁ ଅଧିକ ସଂସ୍କୃତ ଶବ୍ଦ ଏବଂ ପାର୍ସୀ ପ୍ରଭୃତି ଜାବନିକ ଶବ୍ଦ ମିଶି ଏହାର ପରିପୃଷ୍ଟ ହୋଇଅଛି। ପ୍ରାଚୀନ ନାଟ୍ୟକାର ଭରତ ମୁନିଙ୍କ ନାଟ୍ୟଶାସ୍ତ୍ରରେ ଶବର, ଆଭୀର, ଉଡ୍ର ଜାତିମାନଙ୍କର କଥିତ ଭାଷା ନାମୋଲ୍ଲିଖିତ ହୋଇଅଛି। ଭରତ ମୁନିଙ୍କ ସମୟକୁ ଅନେକ ପଣ୍ଡିତ ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀ ବୋଲି ଗ୍ରହଣ କରିଛନ୍ତି। ତଦନୁସାରେ ଆଜିକୁ ପ୍ରାୟ 2200 ବର୍ଷ ତଳେ ପୂର୍ବୋକ୍ତ ଜାତିମାନଙ୍କର ଭାଷା ପ୍ରଚଳିତ ଥିଲା। ଭରତ ମୁନି ଉଡ୍ରମାନଙ୍କର ଭାଷାକୁ ଉଡ୍ରବିଭାଷା ବୋଲି କହିଛନ୍ତି। ଆର୍ଯ୍ୟ ଭାଷା ସଂସ୍କୃତ ସହିତ ଆଞ୍ଚଳିକ ଆଦିମ ଭାଷାର ମିଶ୍ରଣ ଫଳରେ ଉଦ୍ଭୂତ ଉପଭାଷାକୁ ବିଭାଷା କୁହାଯାଏ। ଅତଏବ ଉଡ୍ର ଏକ ଆଞ୍ଚଳିକ ଭାଷା। ଏହା ଉଡ୍ର ଜାତିମାନଙ୍କର ମୌଳିକ ଭାଷା ଥିଲା। ଅନେକଙ୍କ ମତରେ ଉଡ୍ର ଜାତି ହେଉଛନ୍ତି ଓଡ଼ିଆମାନଙ୍କର ପୂର୍ବପୁରୁଷ। କୃଷି ଥିଲା ସେମାନଙ୍କର ପ୍ରଧାନ ଜୀବିକା। ସେତେବେଳେ ଏହି ଅଞ୍ଚଳରେ ନାମ ଥିଲା ଉଡ୍ର ଦେଶ। ଭାଷାର ନାମ ଥିଲା ଉଡ୍ରି ବା ଉଡ୍ରିୟ। ଏହି ଉଡ୍ରିଆ ଶବ୍ଦରୁ ଓଡ଼ିଆ ଶବ୍ଦର ଉତ୍ପତ୍ତି। ସଂସ୍କୃତ ନାଟ୍ୟଶାସ୍ତ୍ରରେ ବିଭିନ୍ନ ଜାତିର ଭାଷା ନାମୋଲ୍ଲେଖ କରାବାର ଅଭିପ୍ରାୟ କ'ଣ? ସଂସ୍କୃତ ନାଟକଗୁଡ଼ିକରେ ସମସ୍ତ ପାତ୍ର ସଂସ୍କୃତ ଭାଷାରେ କଥାବାର୍ତ୍ତା କରନ୍ତି ନାହିଁ। ସେଥିରେ କେବଳ ସମ୍ଭ୍ରାନ୍ତ ବ୍ୟକ୍ତି ତଥା ବିଦ୍ୱାନ ପଣ୍ଡିତମାନେ ସଂସ୍କୃତ କହନ୍ତି, କିନ୍ତୁ ନାରୀପତ୍ରମାନେ ପ୍ରାକୃତିକ ଭାଷା କହନ୍ତି। ଏଥିରୁ ଜଣାପଡ଼େ ଯେ ତତ୍କାଳୀନ ସମାଜରେ ସଂସ୍କୃତ ସହିତ ପ୍ରାକୃତ ଭାଷା ପ୍ରଚଳିତ ଥିଲା। ସାହିତ୍ୟିକ କାର୍ଯ୍ୟକ୍ରମ ବ୍ୟତୀତ ସାଧାରଣ କ୍ଷେତ୍ରରେ ପ୍ରାକୃତ ଭାଷା ହିଁ ବ୍ୟବହୃତ ହୋଇଥିଲା। ସେଥିପାଇଁ ସମ୍ରାଟ ଅଶୋକ ତାଙ୍କର ଶିଳାଲେଖଗୁଡ଼ିକରେ ସଂସ୍କୃତ ପରିବର୍ତ୍ତେ ପ୍ରାକୃତ ଭାଷା ବ୍ୟବହାର କରିଛନ୍ତି, କାରଣ ସେଗୁଡ଼ିକ ସର୍ବସାଧାରଣଙ୍କ ବୁଝିବା ପାଇଁ ଉଦ୍ଦିଷ୍ଟ ଥିଲା। ଉଡ଼ ଏକ ଚାଷ ସମ୍ପର୍କୀୟ ଶବ୍ଦ। ଏବେ ବି ଆମ ଗାଁ ଗହଳିରେ ନିପଟ ଚଷାଙ୍କୁ ଉଡ଼ଚଷା ବୋଲି କହନ୍ତି। ଖୋର୍ଦ୍ଧା ଅଞ୍ଚଳରେ ଏକ ସ୍ୱାଭିମାନୀ ଜାତି ବାସ କରୁଥିଲେ, ଯେଉଁମାନେ ଉଡ଼ପାଇକ ବୋଲି କୁହାଯାଏ। ଜଗନ୍ନାଥଙ୍କୁ ଅନେକ ସ୍ଥଳରେ ଉଡ଼ ଦେବତା ବୋଲି ମଧ୍ୟ କୁହାଯାଇଛି। ଏହି ଉଡ଼ମାନଙ୍କୁ ଉଡ୍ର ଓ ପରେ ଉଡ୍ର ବୋଲି କୁହାଗଲା। ତଦନୁସାରେ ଭୂଖଣ୍ଡର ନାମ ଉଡ୍ର ଦେଶ ଓ ଉଡ୍ରମାନଙ୍କ ଭାଷା ନାମ ଉଡ୍ରିଆ ବା ଓଡ୍ରି ହୋଇଥିଲା। ଆଜିକୁ ପ୍ରାୟ 5-6 ହଜାର ବର୍ଷ ତଳେ ସୈନ୍ଧବ ଗଙ୍ଗେୟ ସମତଳ ଅଞ୍ଚଳରେ ଯେଉଁ ସଭ୍ୟତା ବିସ୍ତାର ଲାଭ କରିଥିଲା ତାହାର ନାମ ଆର୍ଯ୍ୟ ସଭ୍ୟତା। ଆର୍ଯ୍ୟମାନଙ୍କର ସର୍ବପ୍ରାଚୀନ ଗ୍ରନ୍ଥ ହେଲା ବେଦ। ବେଦ ଭାଷା ହେଲା ବୈଦିକ ସଂସ୍କୃତ। ଏହି ଭାଷା ସହିତ ପ୍ରାଚୀନ ଇରାଣୀ ଭାଷା ବହୁଳ ସାମଞ୍ଜସ୍ୟ ଦେଖାଯାଏ। ପ୍ରାଚୀନ ଇରାଣୀ ଭାଷା ଆବେସ୍ତା ଗ୍ରନ୍ଥରେ ସୁରକ୍ଷିତ ହୋଇ ରହିଅଛି। ଆବେସ୍ତାର ଦେବାଦେବୀଙ୍କ ସହ ବୈଦିକ ଦେବାଦେବୀଙ୍କର ସାଦୃଶ୍ୟ ଦେଖାଯାଏ। ତେଣୁ ଭାଷାବିତ୍ମାନେ ବୈଦିକ ସଂସ୍କୃତ
ଓ ଆବେସ୍ତର ଭାଷାକୁ ଭାରତ ଇରାଣୀ ବା ଇଣ୍ଡୋ ଇରାନିଆନ୍ ବର୍ଗ ଗ୍ରୁପର ଅନ୍ତର୍ଭୁକ୍ତ କରିଛନ୍ତି। ଏଠାରେ ପ୍ରଶ୍ନ ଉଠେ ଯେ ବୈଦିକ ଯୁଗରେ କ'ଣ କେବଳ ଗୋଟିଏ ଭାଷା ଥିଲା? ଏହା ହୋଇନପାରେ, କାରଣ ଭାରତ ଭଳି ବିଶାଳ ଭୂଖଣ୍ଡରେ ବିଭିନ୍ନ ପରିବେଶ ମଧ୍ୟରେ ବିବିଧ ଭାଷାଭାଷୀ ଲୋକ ବାସ କରିବା ନିଶ୍ଚିତ ସମୀଚୀନ। ଏହାଛଡ଼ା ବୈଦିକ ଭାଷାରୁ ମଧ୍ୟ କାଳକ୍ରମେ ଏକାଧିକ ଭାଷାର ସୃଷ୍ଟି ହେବା ଅବଶ୍ୟମ୍ଭାବୀ। ଲୌକିକ ସଂସ୍କୃତି ହେଉଛି ବୈଦିକ ସଂସ୍କୃତିର ସନ୍ତାନ। ପାଣିନିଙ୍କ ସମୟକୁ ବୈଦିକ ସଂସ୍କୃତ ଓ ଲୌକିକ ସଂସ୍କୃତ ମଧ୍ୟରେ ଏକ ପାର୍ଥକ୍ୟ ଦେଖାଯାଇ ନଥିଲା ଯେ ଲୌକିକ ସଂସ୍କୃତ ନିମନ୍ତେ ସ୍ୱତନ୍ତ୍ର ବ୍ୟାକରଣର ଆବଶ୍ୟକତା ପଡ଼ିଥିଲା। ପାଣିନି ଖ୍ରୀଷ୍ଟପୂର୍ବ 7ମ ଶତାବ୍ଦୀ ତାଙ୍କର ଅଷ୍ଟାଧ୍ୟାୟୀରେ ବୈଦିକ ସଂସ୍କୃତ ଓ ଲୌକିକ ସଂସ୍କୃତ ମଧ୍ୟରେ ପାର୍ଥକ୍ୟକୁ ପ୍ରାଞ୍ଜଳ ଭାବରେ ବୁଝାଇଛନ୍ତି। ବ୍ୟାକରଣ ପୁସ୍ତକ ହିସାବରେ ଅଷ୍ଟାଧ୍ୟାୟୀ ପୃଥିବୀରେ ସର୍ବଶ୍ରେଷ୍ଠ, କିନ୍ତୁ ଏହି ପୁସ୍ତକ ସଂସ୍କୃତକୁ ସୂତ୍ରାବଳୀ ପିଞ୍ଜର ମଧ୍ୟରେ ଏକ ଆବଦ୍ଧ ଶୁକପକ୍ଷୀ ସଦୃଶ କରିଦେଇଥିଲା। ଏହାଦ୍ୱାରା ସଂସ୍କୃତର ପରିବର୍ତ୍ତନ ଗତି ରୂଢ଼ ହୋଇଗଲା, କାରଣ ଅପାଣିନୀୟ ପ୍ରୟୋଗକୁ କେହି ସ୍ୱୀକାର କଲେ ନାହିଁ। ତଥାପି ଅଷ୍ଟାଧ୍ୟାୟୀ ଯୋଗୁଁ ସଂସ୍କୃତର ବିଶୁଦ୍ଧତା, ମୌଳିକତା ଆଦ୍ୟାବଧି ଅକ୍ଷୁର୍ଣ୍ଣ ହୋଇପାରିଛି। ମନୁଷ୍ୟର ମନ ସର୍ବଦା ମୁକ୍ତ ଆକାଶର ବିହଙ୍ଗ ସଦୃଶ ଉଡ଼ିବାକୁ ଚାହେଁ। ତେଣୁ ସେ ନିଜ ମନର ଭାବନା ବ୍ୟକ୍ତ କରିବାକୁ ଭିନ୍ନ ଭିନ୍ନ ଶବ୍ଦ ତଥା ଶୈଳୀର ଆଶ୍ରୟ ନିଏ। ଫଳରେ କେବଳ ଶବ୍ଦାବଳୀ ନୁହେଁ, କହିବାର ଶୈଳୀରେ ମଧ୍ୟ ନୂତନତ୍ୱ ଆସେ। ଏହିପରି ପ୍ରଚେଷ୍ଟାରୁ ନୂତନ ଭାଷା ଜନ୍ମଲାଭ କରେ। ବୈଦିକ ଭାଷାରୁ ଯେଉଁ ଲୌକିକ ସଂସ୍କୃତ ସୃଷ୍ଟି ହେଲା, ତାହା ଥିଲା ଶିଷ୍ଟମାନଙ୍କର ଭାଷା। ସର୍ବସାଧାରଣ ସ୍ତରରେ ବୈଦିକ ଭାଷାର ଛାୟାରେ ଅନ୍ୟ ଯେଉଁ ଭାଷା ଜନ୍ମଲାଭ କରିଥିଲା, ତାହା ହେଲା ପ୍ରାକୃତ ଭାଷା। ପ୍ରାକୃତ ଭାଷା କେବଳ ଲୌକିକ ସଂସ୍କୃତିରୁ ଉତ୍ପନ୍ନ ବୋଲି କହିବା ଠିକ୍ ନୁହେଁ। ଉଦାହରଣ ସ୍ୱରୂପ ବୈଦିକ ସ୍କମ୍ଭ ଶବ୍ଦରୁ ଖମ୍ବ ଶବ୍ଦ ଉତ୍ପନ୍ନ। ଏହା କଦାପି ଲୌକିକ ସଂସ୍କୃତର ସ୍ତମ୍ଭ ଶବ୍ଦରୁ ଉତ୍ପନ୍ନ ନୁହେଁ। ଅତଏବ ପ୍ରାକୃତ ଭାଷା ସଂସ୍କୃତ ଅପେକ୍ଷା ବୈଦିକ ଭାଷାର ନିକଟତର। ଭାରତର ସଂସ୍କୃତ ସହିତ ଅନ୍ୟ ଯେଉଁ ଲୋକ ଭାଷାମାନ ପ୍ରଚଳିତ ଥିଲା, ସେଇଥିରୁ ପାଲି ଓ ପ୍ରାକୃତ ଉଦ୍ଭବ ଘଟିଥିଲା। ତାହା ବୈଦିକ ଭାଷାରୁ ଶବ୍ଦାବଳୀ ସଂଗ୍ରହ କରି ପରିପୃଷ୍ଟ ହୋଇଥିଲା। ସମ୍ରାଟ ଅଶୋକଙ୍କ ବେଳକୁ ପାଲି ଭାଷାର ପ୍ରସାର ଏତେ ବଢ଼ିଯାଇଥିଲା ଯେ ବିଭିନ୍ନ ଶିଳାଲେଖରେ ପାଲି ଭାଷାର ବ୍ୟବହାର କରିଥିଲେ। ଆମ ଓଡ଼ିଶାର ଧଉଳିଗିରି ଶିଳାଲେଖରେ ପାଲି ଭାଷା ହିଁ ବ୍ୟବହୃତ ହୋଇଅଛି। ନିମ୍ନରେ କେତେକ ସଂସ୍କୃତ, ପାଲି ଓ ଓଡ଼ିଆ ଶବ୍ଦ ତୁଳନା ପ୍ରଦତ୍ତ ହୋଇଅଛି, ଯଥା: ସଂସ୍କୃତ, ପାଲି, ଓଡ଼ିଆ। ଅଗ୍ନି, ଅଗ୍ନି, ଅଗି। ଅଗ୍ର, ଅଗ୍ନ, ଅଗ। କ୍ଷେମ, କ୍ଷେମ, କ୍ଷେମ। ପୁତ୍ର, ପୂତ, ପୂତ। ଶୃଗାଳ, ଶିଗାଳ, ଶିଆଳ। ପୁଚ୍ଛ, ପୁଛି, ପୁଛି। ଔଷଧ, ଔଷଧ, ଔଷଧ କିମ୍ବା ଅସଦ, ମୂର୍ଦ୍ଧନେଶ କିମ୍ବା ଦନ୍ତେଶ। ଗୃହିଣୀ, ଘରଣୀ, ଘରଣୀ। ଗୃହୀତା, ଘଇତା, ଘଇତା। ଖାଦ୍ୟ, ଖଜ, ଖଜା। ଜ୍ୟେଷ୍ଠ, ଜେଠ, ଜେଠା। ଅର୍ଜବ, ଅଜବ, ଅଜବ। ଦଂଶ, ଡାଂଶ, ଡାଁଶ। ଦନ୍ତ, ଦାନ୍ତ, ଦାନ୍ତ। ଫଲ୍ଗୁନୀ, ଫଲ୍ଗୁନୀ, ଫଗୁଣ। ଦୁଗ୍ଧ, ଦୁଧ, ଦୁଧ। ଉପଯୁକ୍ତ ସାମଞ୍ଜସ୍ୟକୁ ଲକ୍ଷ୍ୟ କରି ଉଲ୍ଡେନବର୍ଗ କହିଛନ୍ତି ଯେ ପାଲି କଳିଙ୍ଗର ଜନସାଧାରଣଙ୍କର ଭାଷା ଥିଲା। ପାଲିର ଅନ୍ୟ ନାମ ହେଉଛି ଉଡ଼୍ର ପ୍ରାକୃତ। ଅଶୋକଙ୍କ ସମୟରେ ଯେଉଁ ବୌଦ୍ଧ ଗ୍ରନ୍ଥମାନ ସିଂହଳକୁ ପଠାଯାଇଥିଲା, ତାହାର ଭାଷା ଥିଲା ପାଲି। ତାହା କଳିଙ୍ଗରୁ ହିଁ ପଠାଯାଇଥିଲା। ମହାମେଘବାହନ ଐରଖାଳବେଳଙ୍କ ସମୟରେ ଓଡ଼ିଶାର ନାମ ମଧ୍ୟ କଳିଙ୍ଗ ଥିଲା। ଖଣ୍ଡଗିରି, ଉଦୟଗିରିର ଅଭିଲେଖଗୁଡ଼ିକ ଭାଷାକୁ ପ୍ରାଚୀନ ପାଲି ଭାଷା ବୋଲି ସ୍ୱୀକାର କରାଯାଏ। ଏହିସବୁ କାରଣରୁ ଅନେକ ପଣ୍ଡିତ ପାଲିକୁ ଓଡ଼ିଆ ଭାଷାର ମୂଳ ରୂପ ବୋଲି କହନ୍ତି। ପାଲି ଶବ୍ଦର ଅର୍ଥ ଧାଡ଼ି ବା ଏକ ପୁସ୍ତକର ପତ୍ରମାନ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରାଚୀନ ଓଡ଼ିଆ ପୋଥିମାନ ତାଳପତ୍ରରେ ଲେଖାଯାଉଥିଲା। ବର୍ତ୍ତମାନ ଆମେ ପ୍ରାକୃତ ଭାଷା ବିଷୟରେ ବିଚାର କରିବା। ବୈଦିକ ଯୁଗରେ ସାଧାରଣ ଜନତା ଯେଉଁ ଭାଷା ବ୍ୟବହାର କରୁଥିଲେ, ତାହା ହେଲା ପ୍ରାକୃତ। ମୂଳ ପ୍ରାକୃତ କାଳକ୍ରମେ ଦ୍ୱିଧା ବିଭକ୍ତ ହୋଇଥିଲା, ଯଥା: ସାହିତ୍ୟିକ ପ୍ରାକୃତ ଓ ଲୋକ ପ୍ରାକୃତ। ସାହିତ୍ୟିକ ପ୍ରାକୃତ ହେଉଛି ପାଲି। ଲୋକ ପ୍ରାକୃତର ଅନ୍ୟ ନାମ ହେଉଛି ଅପଭ୍ରଂଶ। ଏହି ଅପଭ୍ରଂଶ ହେଉଛି ପ୍ରକୃତ ଲୋକଭାଷା, କାରଣ ସାଧାରଣ ଜନତା ଏହି ଭାଷାର ହିଁ ଦୈନନ୍ଦିନ ଭାବରେ ଆଦାନ ପ୍ରଦାନ କରୁଥିଲେ। ପ୍ରାକୃତ ବୈଶେକରଣ ବଚରୁଷି ପ୍ରାକୃତ ଭାଷାର 4 ଭାଗ ବିଭକ୍ତ କରିଥାନ୍ତି, ଯଥା: ପ୍ରାକୃତ, ମହାରାଷ୍ଟ୍ରୀ, ପୈଶାଚୀ, ମଗଧୀ ଓ ସୌରସେନୀ। ଦ୍ୱାଦଶ ଶତାବ୍ଦୀର ଜୈନ ଲେଖକ ହେମଚନ୍ଦ୍ର ବରରୁଚିଙ୍କ 4 ଭାଗ ସହିତ ଆହୁରି 3 ଭାଗ ଯୋଗ କରିଥିଲେ। ଏହି 3 ଭାଗ ହେଉଛି
ଆର୍ଷ ବା ଅଧର୍ମାଗଧି, ଚୁଳିସା ପୈଶାଚିକା ଓ ଅପଭ୍ରଂଶ। ଦଣ୍ଡି ମତରେ ଅପଭ୍ରଂଶ ହେଉଛି ଗୌଡ଼ମାନଙ୍କର ଭାଷା। ଏହି ପ୍ରାକୃତ ତିନି ଭାଗରେ ବିଭକ୍ତ କରିଛନ୍ତି ଯଥା ପ୍ରାକୃତ, ମହାରାଷ୍ଟ୍ରୀ, ଗୌଡ଼ୀ ଓ ଲାଟି। ମହାରାଷ୍ଟ୍ରୀ ଠାରୁ ମରାଠୀର ଉଦ୍ଭବ। ଗୌଡ଼ୀ ଓ ମଗାଧୀ ସମପର୍ଯ୍ୟାୟ ବାଚକ। ଭାରତର ପ୍ରାଚ୍ୟ ଅଂଶକୁ ଗୌଡ଼ ଦେଶ କୁହାଯାଉଥିଲା। ସେଥିମଧ୍ୟରେ ମଗଧ, କଳିଙ୍ଗ, ବଙ୍ଗ ଦେଶ ଅନ୍ତର୍ଭୁକ୍ତ ଥିଲା। ଲାଟି ଭାଷାର ନମୁନା ଅଧୁନା ବିରଳ। ତଥାପି ଲାଟାନୁପ୍ରୟାସ ଅଳଙ୍କାର ଉଲ୍ଲେଖ ଲାଟି ଭାଷାର ସୂଚକ। ପୁନଶ୍ଚ ଦଣ୍ଡିଙ୍କ ମତରେ ଭାଷା ସମୁଦାୟ ଚାରି ପ୍ରକାର ଯଥା ଭାଷା ସଂସ୍କୃତ, ଭାଷା ପ୍ରାକୃତ, ଭାଷା ଅପଭ୍ରଂଶ, ଭାଷା ମିଶ୍ର। ଅତଏବ ପ୍ରାକୃତ ସହିତ ଅପଭ୍ରଂଶ ମଧ୍ୟ ପ୍ରଚଳିତ ଥିଲା, ଯାହା ହେଉଛି ଲୋକ ବୋଲି। ଅପଭ୍ରଂଶ ଶବ୍ଦ ସୂଚନା ଦିଏ ଯେ ଯାହା ମୂଳ ଶବ୍ଦର ଭ୍ରମାତ୍ମକ ରୂପ, ସେହି ବିଚାରରେ ବୈଦିକ ଭାଷାର ଭ୍ରମାତ୍ମକ ରୂପ ହେଉଛି ପ୍ରାକୃତ ଓ ପ୍ରାକୃତର ଭ୍ରମାତ୍ମକ ରୂପ ହେଉଛି ଅପଭ୍ରଂଶ। ପୁନଶ୍ଚ ଭିନ୍ନ ଭିନ୍ନ ଭାଷା ଉପଭାଷା ମିଶ୍ରଣରେ ଯେଉଁ ଭାଷା ସୃଷ୍ଟି ହୁଏ ତାହା ହେଉଛି ମିଶ୍ର ଭାଷା। ମନୁଷ୍ୟର ଗୋଟିଏ ସମ୍ପ୍ରଦାୟ ଅନ୍ୟ ସମ୍ପ୍ରଦାୟ ସମ୍ପର୍କରେ ଆସିବା ପରେ ଭାଷାର ଅନନ୍ୟ ପ୍ରଭାବ ପଡ଼ିବା ସ୍ୱାଭାବିକ। ଫଳରେ ଭାଷାରେ ପରିବର୍ତ୍ତନ ଘଟେ। ଯେଉଁ ଭାଷା କେବଳ ଲିଖିତ ରୂପରେ ରହିଥାଏ ସେଥିରେ ପ୍ରାୟ ପରିବର୍ତ୍ତନ ଘଟେ ନାହିଁ। ଏଣୁ ପ୍ରାଚୀନ ବେଦ, ଆଭେସ୍ତକ, ସଂସ୍କୃତ ପ୍ରଭୃତି ଭାଷାକୁ ଛାଡ଼ିଦେଲେ ଅନ୍ୟ ସକଳ ଭାଷାରେ ପରିବର୍ତ୍ତନ ଘଟି ଚାଲିଛି। ଏହି ହେତୁ ସକଳ ଆର୍ବାଚୀନ ଭାଷା ହେଉଛି ମିଶ୍ର ଭାଷା। ମିଶ୍ର ଭାଷାର ଏକ ପ୍ରଧାନ ଉଦାହରଣ ହେଲା ଅର୍ଦ୍ଧମାଗଧୀ ଯଥା ମାଗଧୀ ଓ ସୌରସୈନୀ ମିଶ୍ରଣରୁ ଉଦ୍ଭୂତ। ଅର୍ଦ୍ଧମାଗଧୀ ଭାଷାରେ ଜୈନମାନଙ୍କର ବହୁ ଗ୍ରନ୍ଥ ରଚିତ ହୋଇଅଛି। ତାରାପୁରୱାଲାଙ୍କ ମତରେ ଅର୍ଦ୍ଧମାଗଧୀରୁ ହିଁ ପ୍ରାଚ୍ୟ ହିନ୍ଦୀ ଭାଷାର ଜନ୍ମଲାଭ କରିଅଛି। ତେଣୁ ଓଡ଼ିଆ ଭାଷାର ଉତ୍ପତ୍ତି ପାଲିରୁ ନା ପ୍ରାକୃତରୁ? ଆମେ ପାଲି ସହିତ ଓଡ଼ିଆର ତୁଳନା ପୂର୍ବରୁ କରିଅଛୁ। ବର୍ତ୍ତମାନ ପ୍ରାକୃତ ସହିତ ସଂସ୍କୃତ ଓ ଓଡ଼ିଆର ତୁଳନା କରିବା। ଯଥା ସଂସ୍କୃତ ଭାଷା, ପ୍ରାକୃତ ଭାଷା, ଓଡ଼ିଆ ଭାଷା। ସଜ୍ୟ, ସେଜା, ସେଜ। ଆଶ୍ଚର୍ଯ୍ୟ, ଆଚ୍ଛେର, ଆଶା। ଲବଣ, ଲଣ, ଲୁଣ। ମାତୃଶ୍ୱସା, ମାଉସୀ, ମାଉସୀ। ଦେବର, ଦିଅର, ଦିଅର। ଚୈତ୍ର, ଚୈତ, ଚୈତ। ଗଭୀର, ଗହୀର, ଗହୀର। ଅଧସ୍ତାତ, ହେଟା, ହେତ ବା ଧେତ। ଢଗର, ଟଗର, ଟଗର। ପାଟୟତୀ, ଫେଡ଼େଇ, ଫାଡ଼ଇ। ନଗର, ନଅର, ନଅର। ଠିପ, ଠିଡ଼ ବା ପିଢ଼ା। ଦାଡ଼ିମ, ଦାଳିମ, ଡାଳିମ୍ବ। ମଧ୍ୟ, ମଝ, ମଝି। ଅଦ୍ୟ, ଅଜ୍ୟ ଆଦି। ଯୁଗ୍ମ, ଯୁଗ୍ମ, ଯୁଗ। ଏଠାରେ ଉଲ୍ଲେଖନୀୟ ଯେ ପାଲି ପ୍ରାକୃତରେ ଯେପରି ଦ୍ୱିବଚନ ନାହିଁ, ଓଡ଼ିଶାରେ ମଧ୍ୟ ସେହିପରି ଦ୍ୱିବଚନ ନାହିଁ। ଓଡ଼ିଶାରେ ପାଲି ପ୍ରାକୃତ ଶବ୍ଦ ଯେପରି ହୋଇଅଛି, ପ୍ରାକୃତ ଶବ୍ଦ ମଧ୍ୟ ସେହିପରି ହୋଇଅଛି। ବରରୁଚିକ ସମୟ ହେଉଛି ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀ। ସେତେବେଳକୁ ପ୍ରାକୃତ ଭାଷାର ପୂର୍ଣ୍ଣ ରୂପରେ ପ୍ରାପ୍ତ ହୋଇସାରିଥିଲା। ପିଢ଼ି ଗୁଣେ ପ୍ରାକୃତର ବିକାଶକୁ ନିମ୍ନୋକ୍ତ ପ୍ରକାରରେ ଦର୍ଶାଇଛନ୍ତି ଯଥା ପ୍ରାକୃତ ପ୍ରାଚୀନ, ପ୍ରାକୃତ ଅର୍ବାଚୀନ ପ୍ରଥମ ଶତାବ୍ଦୀ ପର୍ଯ୍ୟନ୍ତ, ଅର୍ବାଚୀନ ଏକାଦଶ ଶତାବ୍ଦୀ ପର୍ଯ୍ୟନ୍ତ। ପ୍ରାଚୀନ ପାଲି ଓ ଶିଳାଲେଖର ପ୍ରାକୃତ, ଅର୍ବାଚୀନ ଆଧୁନିକ ଭାରତୀୟ ପ୍ରାନ୍ତୀୟ ଭାଷା। ତାରାପୁରୱାଲା ସ୍ତର ଅନୁସାରେ ପ୍ରକୃତର ଦୁଇ ଭାଗରେ ବିଭକ୍ତ କରିଛନ୍ତି ଯଥା ମୂଳ ପ୍ରାକୃତ ଓ ପରବର୍ତ୍ତୀ ପ୍ରାକୃତ। ଏହି ପରବର୍ତ୍ତୀ ପ୍ରାକୃତକୁ ତିନି ଭାଗରେ ବିଭକ୍ତ କରିଛନ୍ତି ଯଥା ପ୍ରାଥମିକ ପ୍ରାକୃତ, ମାଧ୍ୟମିକ ପ୍ରାକୃତ ଏବଂ ଅନ୍ତ୍ୟ ପ୍ରାକୃତ। ତାଙ୍କ ମତାନୁସାରେ ଆମେ ପ୍ରାକୃତର ବିକାଶକୁ ନିମ୍ନ ମାତ୍ରାରେ ଦର୍ଶାଇ ପାରିବା ଯଥା ମୂଳ ପ୍ରାକୃତ, ପ୍ରାଇମେରୀ ପ୍ରାକୃତ, ଲୋକ ପ୍ରାକୃତ, ସାହିତ୍ୟିକ ପ୍ରାକୃତ। ଲୋକ ପ୍ରାକୃତ ହେଉଛି କଥିତ ଭାଷା, ସାହିତ୍ୟିକ ପ୍ରାକୃତ ହେଉଛି ପାଲି। ପରବର୍ତ୍ତୀ ପ୍ରାକୃତ ବା ସେକେଣ୍ଡାରୀ ପ୍ରାକୃତ। ସେକେଣ୍ଡାରୀ ପ୍ରାକୃତ, ପ୍ରାଥମିକ ପ୍ରାକୃତ, ମାଧ୍ୟମିକ ପ୍ରାକୃତ, ଅନ୍ତ୍ୟ ପ୍ରାକୃତ। ପ୍ରାଥମିକ ପ୍ରାକୃତ ବିଭକ୍ତ ହୋଇଛି ଅଶୋକଙ୍କ ଶିଳାଲିପି, ବୌଦ୍ଧ ଜାତକ ପାଲି, ଜୈନ ସାହିତ୍ୟ, ଅଶ୍ୱଘୋଷଙ୍କ ସମୟ ପ୍ରାକୃତ। ମାଧ୍ୟମିକ ପ୍ରାକୃତ ବିଭକ୍ତ ହୋଇଛି ମହାରାଷ୍ଟ୍ରୀ, ସଂସ୍କୃତ, ପରବର୍ତ୍ତୀ ପୈଶାଚୀ, ପ୍ରାଚ୍ୟ ପ୍ରାକୃତ, ମାଗଧୀ, ଗୌଡ଼। ଅନ୍ତ୍ୟ ପ୍ରାକୃତ କେବଳ ବିଭକ୍ତ ହୋଇଛି ଅପଭ୍ରଂଶ। ଦଣ୍ଡିଙ୍କ ମତରେ ମହାରାଷ୍ଟ୍ରୀ ହେଉଛି ପ୍ରକୃଷ୍ଟ ପ୍ରାକୃତ। ସଂସ୍କୃତ ପ୍ରାକୃତର ନାଟ୍ୟକର ଗଦ୍ୟରେ ସୌରସେନୀ ପ୍ରାକୃତ ବ୍ୟବହାର ଦେଖିବାକୁ ମିଳେ। ମାଗଧୀ ବା ଗୌଡ଼ୀ ହେଉଛି
ପ୍ରାଚ୍ୟ ଦେଶଗୁଡ଼ିକର ପ୍ରାକୃତ। ପାଲି ହେଉଛି ସାହିତ୍ୟିକ ପ୍ରାକୃତ। ପାଲିର ଏକ ଅର୍ଥ ସୀମା ପରବର୍ତ୍ତୀ କାଳରେ ଏହି ବୌଦ୍ଧ ଧର୍ମର ଗ୍ରନ୍ଥକୁ ବୁଝାଇଲା। ତାରାପୁରେୱାଲାଙ୍କ ମତରେ ପାଲି ହେଉଛି ପ୍ରାକୃତ ଭାଷାଗୁଡ଼ିକର ମଧ୍ୟରେ ସର୍ବପୁରାତନ। ସୌରସେନୀ ମାଗଧୀର ମିଶ୍ରଣ ଅର୍ଦ୍ଧମାଗଧୀ ଭାଷାର ଉଦ୍ଭବ ହେଲା। ଅର୍ଦ୍ଧମାଗଧୀରୁ ପ୍ରାଚ୍ୟ ହିନ୍ଦୀର ଉଦ୍ଭବ। ମାଗଧୀ ବା ଗୌଡ଼ୀରୁ 4ଟି ଭାଷା ଉଦ୍ଭବ ହେଲା। ସେଗୁଡ଼ିକ ହେଲା ମୈଥିଳୀ, ଓଡ଼ିଆ, ବଙ୍ଗଳା ଓ ଆସାମୀ। ପ୍ରବକ୍ତ ଅନୁସାରେ ଏହିସବୁ ଭାଷାର ସୃଷ୍ଟି ନିମ୍ନମତେ ପ୍ରକାଶ କରାଯାଇପାରେ, ଯଥା ବୈଦିକ ଭାଷା, ଲୌକିକ ସଂସ୍କୃତ, ଆଦିମ ପ୍ରାକୃତ, ପରବର୍ତ୍ତୀ ପ୍ରାକୃତ, ମହାରାଷ୍ଟ୍ରୀ, ସୌରସେନୀ, ଗୌଡ଼, ପୈଶାଚୀ। ମହାରାଷ୍ଟ୍ରୀ ଅର୍ଥାତ୍ ମରାଠୀ, ସୌରସେନୀ ଅର୍ଥାତ୍ ପଶ୍ଚିମ ହିନ୍ଦୀ, ଗୌଡ଼ୀ ମାଗଧୀ ଅର୍ଥାତ୍ ଓଡ଼ିଆ, ବଙ୍ଗଳା, ଆସାମୀ ଓ ମୈଥିଳୀ ଅର୍ଥାତ୍ ବିହାରୀ। ସୌରସେନୀ ଓ ଗୌଡ଼ୀର ଅର୍ଦ୍ଧମାଗଧୀରୁ ସୃଷ୍ଟି ହୋଇଛି ପ୍ରାଚ୍ୟ ହିନ୍ଦୀ। ଏ ପ୍ରକାର ବିଭକ୍ତିକରଣରୁ ଲୋକପ୍ରାକୃତ ବା ଅପଭ୍ରଂଶ ବିକାଶ ବିଷୟରେ କିଛି ଜଣାଯାଉ ନାହିଁ, ଅଥଚ ସକଳ ପଣ୍ଡିତ ସ୍ୱୀକାର କରିଛନ୍ତି ଯେ ଅପଭ୍ରଂଶ ହେଉଛି ଲୋକଭାଷା। ଲୋକପ୍ରାକୃତରୁ ହିଁ ଅପଭ୍ରଂଶ ଭାଷା ଉତ୍ପତ୍ତି। ସାହିତ୍ୟିକ ପ୍ରାକୃତ ସହିତ ଅପଭ୍ରଂଶର ମଧ୍ୟ ବିକାଶ ଘଟିବା ନିଶ୍ଚିତ। ଏଠାରେ ଉଲ୍ଲେଖନୀୟ ଯେ ସାହିତ୍ୟିକ ଭାଷା ଏକ କୃତ୍ରିମ ଭାଷା ନୁହେଁ। କୌଣସି ଲୋକଭାଷା ଯେତେବେଳେ ଉଚ୍ଚସ୍ତରରେ ଉତ୍ତୀର୍ଣ୍ଣ ହୁଏ, ସେତେବେଳେ ତାହା ଶିଷ୍ଟ ଭାଷାରେ ପରିଣତ ହୁଏ। କବି ଲେଖକଙ୍କ ଲେଖନୀ ମୁନରେ ଲୋକଭାଷା ସାହିତ୍ୟିକ ଭାଷାରେ ପରିଣତ ହୁଏ। ବର୍ତ୍ତମାନ ଆମେ ଓଡ଼ିଆ ସହ ଅପଭ୍ରଂଶର ସମ୍ପର୍କ ସମ୍ବନ୍ଧରେ ଆଲୋଚନା କରିବା। ଆମେ ପୂର୍ବରୁ କହିଛୁ ଯେ ବାକ୍ୟ ହେଉଛି ଭାଷାର ଏକକ। ପ୍ରତ୍ୟେକ ବାକ୍ୟ ପୂର୍ଣ୍ଣ ଅର୍ଥ ପ୍ରକାଶ କରିବା ପାଇଁ ଗୋଟିଏ କ୍ରିୟା ଉପରେ ନିର୍ଭର କରେ। ଆମେ ଲକ୍ଷ୍ୟ କରୁ ଯେ ରାମ ଗୋଟିଏ ଭଲ ପିଲା। ଏହି ବାକ୍ୟରେ କ୍ରିୟା ନଥିଲେ ବି ଏହା ଏକ ସାର୍ଥକ ବାକ୍ୟ। ପ୍ରକୃତରେ ଏଠାରେ ଅଟେ କ୍ରିୟାଟି ଉଜ୍ଜ ଅଛି। ଏହି ଓଡ଼ିଆରେ ଅଧିକାଂଶ କ୍ରିୟା ହେଉଛି ଅପଭ୍ରଷ୍ଟ। କେତେକ ଉଦାହରଣ ଯଥା ଯିବା, ଆସିବା, ଖାଇବା, ପିଇବା, ଦେଖିବା, ଡେଇଁବା, ଗଡ଼ିବା, ଉଡ଼ିବା, ଖେଳିବା, ଲେଖିବା, ନାଚିବା, ଡେଇଁବା, କୁଦିବା, ରହିବା, ହେବା, ପୋତିବା, ଫୁଙ୍କିବା, ମେଡ଼ିବା, ଛିଞ୍ଚିବା, ହାଣିବା, ପୋତିବା, ଫେଡ଼ିବା, କାଟିବା, ବାଟିବା, ସେକିବା, ଶୁଙ୍ଘିବା, ଚାଖିବା ପ୍ରଭୃତି। ପ୍ରକୃତରେ ଯଦି ଆମ ଭାଷାରୁ ସକଳ ଅପଭ୍ରଂଶ କ୍ରିୟା ଏଠାକାରେ ଉଠାଇ ଦିଆଯାଏ, ତେବେ ଏହାର ଅସ୍ତିତ୍ୱ ରହିବ ନାହିଁ। ଆମର ଶବ୍ଦ ସମ୍ଭାର ମଧ୍ୟରେ ତତ୍ସମ, ଅର୍ଦ୍ଧତତ୍ସମ, ଉଦ୍ଭବ, ଯାବନିକ, ଦେଶଜ ପ୍ରଭୃତି 5 ପ୍ରକାର ଶବ୍ଦ ଅନ୍ତର୍ଭୁକ୍ତ। ତଦ୍ଭବ ଶବ୍ଦଗୁଡ଼ିକ ପ୍ରକୃତରେ ହେଉଛି ଅପଭ୍ରଂଶ ଶବ୍ଦ। ଏମିତି ଅନେକ ଅପଭ୍ରଂଶ ଶବ୍ଦ ଆମ ଭାଷାରେ ବ୍ୟବହୃତ ହୋଇଅଛି, ଯାହାର ମୂଳ ନିରୂପଣ କରିବା ସହଜସାଧ୍ୟ ନୁହେଁ। ପୂର୍ବୋକ୍ତ 5 ପ୍ରକାର ଶବ୍ଦ ମଧ୍ୟରୁ ଅପଭ୍ରଂଶ ଶବ୍ଦ ସଂଖ୍ୟା ହିଁ ସର୍ବାଧିକ। କେତେକ ଉଦାହରଣ ଯଥା ଅଗ, ଅଦା, ଅଧ, ଅଜା, ଆଈ, ଆଖି, ଆଣ୍ଠୁ, ଆଢୁଆଳ, ଇଟା, ଉପାସ, ଉଷୁନା ଚାଉଳ, ଓଡ଼ିଶା, ଅଦା, ଅଧ, କଇଁଛ, କଲରା, କାଙ୍କଡ଼, କେରାଣ୍ଡି, ଖମ୍ବ, ଗଛ, ଗୁଆ, ଚକା, ଚକୁଳି, କାନ୍ଦୁଆ, ଚୌକି, ଛତା, ଛାତ, ଜଞ୍ଜିର, ଜହ୍ନି, ଜେମା, ଜକ, ଝୁଣା, ଟକା, ଠାକୁର, ଡର, ଢିପ, ତମାଖୁ, ତଳିପା, ତିଅଣ, ଥଳ, ଥାନା, ଥକାଏ, ଦଳେଇ, ଦହି, ଦାଢ଼ି, ଦିଅଁ, ଧାଡ଼ି, ନଡ଼ିଆ, ନାଡ଼, ନାହା, ନୁଖୁରା, ପଛ, ପାଞ୍ଚା, ପାଲାଣ, ପାଟଣା, ପାନିଆ, ପାହାର, ପିଠା, ପଥି, ଫାଶ, ଫୁଲ, ବଣ, ବରା, ବାଇଗଣ, ବାଜା, ବାମ୍ଫି, ବାହାଡ଼ା, ବିଛା, ବେଉସା, ବେତନ, ଭଲ, ଭଙ୍ଗା, ଭାତ, ଭକ, ମଇଁଷି, ମଞ୍ଜା, ମଠ, ମଣିଷ, ମହଙ୍ଗା, ମାଛ, ମାଛି, ମିଛ, ମିନତି, ମୁଛ, ମେଣ୍ଢା, ଯାଉ, ଜୁଇ, ରାଣୀ, ଲାଉ, ଲାଜକୁଳି, ଶ୍ୱଶୁର, ଶାଗ, ଶିଆଳ, ଶିକୁଳି, ସାଥୀ, ସାହାଡ଼ା, ସିଝା, ସୁଧା, ହଜାର, ହାଟ, ହିଆ, ହାୟା, ହାଣ୍ଡି ଓ ହେଙ୍ଗୁ ପ୍ରଭୃତି। ଆମ ଭାଷାରେ ଏପରି କେତେକ ଶବ୍ଦ ଅଛି ଅନ୍ୟ କୌଣସି ଭାଷାର ଶବ୍ଦରୁ ଆସିବାର ପ୍ରମାଣ ନାହିଁ। ସେଗୁଡ଼ିକ ହେଲା ଦେଶଜ ଶବ୍ଦ। ସେହି ଶବ୍ଦଗୁଡ଼ିକ ଆମର ନିଜସ୍ୱ ଏବଂ ଅନ୍ୟ ଓଡ଼ିଆତ୍ୱର ପ୍ରତୀକ। କେତେକ ଉଦାହରଣ ଯଥା ଅକଲ, ଅଖାଡ଼ୁଆ, ଅଳିଅଳ, ଆକଟା, ଆହୁଲା, ଉଖୁଡ଼ା, ଉଛୁର, ଉଭା, ଅର, କହରା, ଖଇଚା, ଖଟଣି, ଖଣ୍ଡୁଆ, ଖାପ, ଖେଚଡ଼, ଗହଣା, ଘମାଘୋଟ, ଚାଙ୍ଗୁ, ଚୁଙ୍ଗୁଚୁଙ୍ଗିଆ, ଛନଛନ, ଜୁଳୁଜୁଳିଆ ପୋକ, ଟକଳା, ଠଣା, ପାରିଛା, ପାରିଧି, ପଇଲି, ବାପୁଡ଼ା, ବିଚରା, ଉସୁଣ୍ଡା, ମହକ ଯଥା ଦକ୍ଷିଣୀ ଲୁଗା, ରଗଡ଼ିବା, ଲଡ଼ବଡ଼ିଆ, ଲୁଚକାଳି, ସଲସଲ, ସାଲୁବାଲି, ସୁପାତି, ହକାଳିବା, ହାଦେ, ହୁଗୁଳା, ହୁରି ପ୍ରଭୃତି।
ଉପଯୁକ୍ତ ପର୍ଯ୍ୟାଲୋଚନାରୁ ଆମେ ଯେଉଁ ତଥ୍ୟାବଳୀ ଲାଭ କଲୁ ସେଗୁଡ଼ିକ ସୂକ୍ଷ୍ମ ଭାବରେ ବିଚାର କରି ଆମେ ଓଡ଼ିଆ ଭାଷାର ଉତ୍ସ ସ୍ଥିର କରିବାକୁ ପ୍ରୟାସ କରିବା। ଭରତଙ୍କର ନାଟ୍ୟଶାସ୍ତ୍ର ରଚିତ ହେଲା ବେଳକୁ ଓଡ଼ିଶାରେ ଏକ କୃଷି ଯାତ୍ରୀ ବାସ କରୁଥିଲେ ଯାହାର ନାମ ଥିଲା ଉଡ୍ର ଜାତି। ସେମାନେ କହୁଥିଲେ ଭାଷାର ନାମ ହେଉଛି ଉଡ୍ରି। ନାଟ୍ୟଶାସ୍ତ୍ରର ସମୟ ହେଉଛି ଖ୍ରୀଷ୍ଟପୂର୍ବ 2ୟ ଶତକ। ଏଣୁ ତତ୍ପୂର୍ବରୁ ଉଡ୍ରି ଭାଷାର ସୃଷ୍ଟି ହୋଇସାରିଥିଲା। ଖ୍ରୀଷ୍ଟପୂର୍ବ 3ୟ ଶତକରେ ସମ୍ରାଟ ଅଶୋକ ଏହି ରାଜ୍ୟରେ ଧଉଳିଗିରି ଓ ଜୋଡ଼ଗଡ଼ ପାଲି ଭାଷାରେ ଶିଳାଲେଖ ଉତ୍ତୀର୍ଣ୍ଣ କରାଇଥିଲା। ଅଶୋକଙ୍କର କଳିଙ୍ଗ ବିଜୟ ପରେ ଏହି ରାଜ୍ୟ ବୌଦ୍ଧ ଧର୍ମର କେନ୍ଦ୍ରବିନ୍ଦୁ ପାଲଟିଗଲା। କାରଣ ଏହି କଳିଙ୍ଗ ବୀରଙ୍କର ଦେଶ ପାଇଁ ଏକାତର ଆତ୍ମବଳୀ ହିଁ ଅଶୋକଙ୍କ ମନରେ ଧର୍ମଭାବ ଜାଗ୍ରତ କରିଥିଲା। ବୌଦ୍ଧ ଧର୍ମ ସହିତ ପାଲି ଭାଷା ମଧ୍ୟ ଏ ରାଜ୍ୟକୁ ଆସିଲା। କାରଣ ବୌଦ୍ଧ ଧର୍ମ ଗ୍ରନ୍ଥୀମାନଙ୍କର ଭାଷା ଥିଲା ପାଲି। ସମ୍ରାଟ ଖାରବେଳଙ୍କ ସମୟକୁ ପାଲି ଏକ ରାଜ୍ୟର ରାଜଭାଷା ଓ ସାଂସ୍କୃତିକ ଭାଷା ହୋଇସାରିଥିଲା। ତାର ପ୍ରମାଣ ହେଉଛି ଖାରବେଳଙ୍କର ହାତୀଗୁମ୍ଫା ଶିଳାଲିପି, ଯାହାର ସମୟ ହେଉଛି ଖ୍ରୀଷ୍ଟପୂର୍ବ 1ମ ଶତାବ୍ଦୀ। ଏଥିରେ ଖାରବେଳଙ୍କ ମଗଧ ବିଜୟ ଏବଂ ଜିନାସନ ଆନୟନ ଗୌରବାବହ ଯଥା ଖୋଦିତ ହୋଇଅଛି। ଖାରବେଳଙ୍କ ଶିଳାଲିପିର ଭାଷା ପାଲି ହେଲେ ମଧ୍ୟ ଅଶୋକଙ୍କ ଶିଳାଲିପିର ଭାଷା କିଞ୍ଚିତ୍ ଭିନ୍ନ। ଏହାର କାରଣ ହେଉଛି ଲୋକକଥିତ ଉଡ୍ରି ଭାଷା ସମ୍ପର୍କରେ ଆସିବା ସଂଘଟିତ କ୍ରମ ପରିବର୍ତ୍ତନ। ଏଥିଯୋଗୁଁ ଖାରବେଳଙ୍କ ଶିଳାଲିପି ଅଶୋକଙ୍କ ଶିଳାଲିପିଠାରୁ ଓଡ଼ିଆ ଭାଷାର ନିକଟତର। ଉଡ୍ରି ଭାଷା କହୁଥିବା ଲୋକେ ହେଉଛନ୍ତି କୃଷକ ଗୋଷ୍ଠୀ। ସେତେବେଳେ ଏହି ରାଜ୍ୟରେ ଅନେକ ଆଦିବାସୀ ଶବର ତଥା ଦ୍ରାବିଡ଼ ଭାଷା କହୁଥିବା ଜାତି ବାସ କରୁଥିଲେ। ଉଡ୍ରମାନେ ସେମାନଙ୍କ ସମ୍ପର୍କରେ ଆସିବା ଫଳରେ ଉଡ୍ରି ଭାଷାରେ ଆଦିବାସୀ ଶବ୍ଦ ଓ ଦ୍ରାବିଡ଼ ଶବ୍ଦଗୁଡ଼ିକ ମିଶ୍ରଣ ଘଟିଥିଲା। ଯେତେବେଳେ ପାଲି ଏ ରାଜ୍ୟର ରାଜଭାଷା ହେଲା ସେତେବେଳେ ଶିଷ୍ଟମାନେ ପାଲି ବ୍ୟବହାର କଲେ ମଧ୍ୟ ଜନସାଧାରଣଙ୍କ ମଧ୍ୟରେ ଉଡ୍ରି ଭାଷାର ପ୍ରଚଳନ ରହିଥିଲା। ଉଡ୍ରି ଥିଲା କୃଷକ ଗୋଷ୍ଠୀ ଶିଷ୍ଟ ତଥା ଆଦିବାସୀଙ୍କ ମଧ୍ୟରେ ଭାବ ବିନିମୟର ମାଧ୍ୟମ। ଉଡ୍ରମାନଙ୍କୁ ପାଲି ବୁଝିବା ବିଶେଷ କଷ୍ଟକର ହୋଇନଥିଲା, କାରଣ ଉଡ୍ରି ଭାଷା ସହିତ ପାଲିର ବିଶେଷ ସାମଞ୍ଜସ୍ୟ ଥିଲା। ତାର କାରଣ ହେଲା ପାଲିର ମୂଳ ଉତ୍ସ ଯେଉଁ ଆଦିମ ପ୍ରାକୃତ, ଉଡ୍ରର ମୂଳ ଉତ୍ସ ମଧ୍ୟ ସେହି ଆଦିମ ପ୍ରାକୃତ। ପାଲି ଭାଷାର ଶବ୍ଦ ଅତି ସହଜରେ ଉଡ୍ରି ଭାଷାରେ ମିଶି ତାକୁ ପରିପୃଷ୍ଟ କଲା। ଉଡ୍ର ଦେଶ ଭାରତର ପ୍ରାଚ୍ୟ ଭୂଖଣ୍ଡରେ ଅବସ୍ଥିତ, ଯାହାକୁ ପ୍ରାଚୀନ ଶାସ୍ତ୍ରମାନଙ୍କରେ ଗୌଡ଼ ଦେଶ ବୋଲି କୁହାଯାଇଛି। ଗୌଡ଼ ଦେଶର ଲୋକଭାଷାରୁ ହିଁ ଉଡ୍ରି ଭାଷାର ଉଦ୍ଭବ ହୋଇଥିଲା। ସେହି ଲୋକଭାଷାର ନାମ ହେଉଛି ଗୌଡ଼ୀ ବା ମାଗଧୀ। ଏହି ଭାଷା ଆଦିମ ପ୍ରାକୃତର ପ୍ରାଚ୍ୟ ଶାଖାରୁ ଉତ୍ପନ୍ନ ହୋଇଥିଲା। ତାକୁ ପଣ୍ଡିତମାନେ ପ୍ରାଚ୍ୟ ପ୍ରାକୃତର ଅପଭ୍ରଂଶ ମଧ୍ୟ କହନ୍ତି। ଗୌଡ଼ୀ ଅପଭ୍ରଂଶ ବା ମାଗଧୀ ଅପଭ୍ରଂଶରୁ 4ଟି ଭାଷାର ଉତ୍ପତ୍ତି ହୋଇଥିଲା, ଯଥା ମୈଥିଳି, ବିହାରୀ, ଉଡ୍ରି, ଓଡ଼ିଆ, ବଙ୍ଗଳା ଓ ଆସାମୀ। ଏଣୁ 4 ଭାଷା ମଧ୍ୟରେ ବିପୁଳ ସାମଞ୍ଜସ୍ୟ ଦେଖିବାକୁ ମିଳେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅଶୋକଙ୍କ ସମୟ ପୂର୍ବରୁ ମଧ୍ୟ ଏହି ଭୂଖଣ୍ଡରେ ଲୋକ ଥିଲେ। ଅବଶ୍ୟ ସେତେବେଳେ ଏହି ଭୂଖଣ୍ଡର ନାମ କଳିଙ୍ଗ ଥିଲା। ଏତତ୍ରେତ ବ୍ରାହ୍ମଣରେ କଳିଙ୍ଗ ରାଜ୍ୟର ନାମୋଲ୍ଲେଖ କରିଥିବାରୁ ପ୍ରତୀତ ହୁଏ ଯେ କଳିଙ୍ଗ ଥିଲା। ଏହା ବହୁ ପ୍ରାଚୀନ ରାଜ୍ୟ ଓ ଏଠାର ସଭ୍ୟତା ମଧ୍ୟ ଖୁବ୍ ପ୍ରାଚୀନ ଥିଲା। କଳିଙ୍ଗବାସୀ ଖୁବ୍ ସାହସୀ ଥିଲେ। ମହାଭାରତ ଯୁଦ୍ଧରେ କଳିଙ୍ଗର ସୈନ୍ୟବାହିନୀ ଭାଗ ନେବା ବିଷୟରେ ବର୍ଣ୍ଣିତ ଅଛି। ଅଶୋକଙ୍କର ସୈନ୍ୟବାହିନୀ ସହିତ ଏହି କଳିଙ୍ଗ ବାହିନୀ ବୀରତ୍ୱର ସହିତ ଲଢ଼େଇ କରିଥିଲେ। ଖାରବେଳଙ୍କ ସହିତ ହୋଇଥିବା କଳିଙ୍ଗ ସେନା ମଗଧ ବୀରମାନଙ୍କୁ ପରାସ୍ତ କରି ପୂର୍ବ ପରାଜୟର ପ୍ରତିଶୋଧ ନେଇଥିଲେ। କଳିଙ୍ଗର ଆଦିବାସୀମାନଙ୍କୁ ମଧ୍ୟ କଳିଙ୍ଗ କୁହାଯାଏ। ସେମାନଙ୍କର ଭାଷା ଥିଲା ପ୍ରାକୃତ। କଳିଙ୍ଗମାନେ ଥିଲେ ଏକ ଗୋଷ୍ଠୀ ଅର୍ଥାତ୍ ଟ୍ରାଇବ୍। ସେତେବେଳେ ଏହି ରାଜ୍ୟର ଉତ୍କଳ ନାମରେ ଆଉ ଏକ ଗୋଷ୍ଠୀ ମଧ୍ୟ ଥିଲା। ସମ୍ଭବତଃ ସେମାନେ ଦ୍ରାବିଡ଼ ଭାଷା କହୁଥିଲେ, କାରଣ ଦ୍ରାବିଡ଼ ଭାଷାରେ ଔକକଲ ନାମରେ ଏକ ଶବ୍ଦ ଅଛି, ଯାହାର ଅର୍ଥ ଚଷା। ଏହି ଭୂଖଣ୍ଡକୁ ଆର୍ଯ୍ୟ ସଭ୍ୟତା ପ୍ରବେଶ କରିବା ପୂର୍ବରୁ ଏଠାରେ ଦ୍ରାବିଡ଼ ଭାଷା ହିଁ ରାଜତ୍ୱ କରୁଥିଲା। କଳିଙ୍ଗ ଓ ଉତ୍କଳ ସହିତ ଅନ୍ୟ ଯେଉଁ ଗୋଷ୍ଠୀ ଏହି ଭୂଖଣ୍ଡରେ ଥିଲେ ସେମାନେ ହେଲେ ଉଡ୍ର। ଶତାବ୍ଦୀ ଧରି ଜୀବନ ସଂଗ୍ରାମ ମଧ୍ୟରେ କଳିଙ୍ଗ ଓ ଉତ୍କଳମାନେ ଓଡ଼ିଶାର ଇତିହାସ ପୃଷ୍ଠାରୁ ବିଦାୟ ନେଇଛନ୍ତି। ଉଡ୍ରମାନଙ୍କ ଅଧିକାର ଏହି ଭୂଖଣ୍ଡକୁ ଛାଡ଼ି ଯାଇଛନ୍ତି। ଏହି ଉଡ୍ର ଜାତି ଯେଉଁ ଭାଷା କହୁଥିଲେ ତାହା ହେଉଛି ଭେଷଜ ଭାଷା। ଯଦିଓ ସେହି ଭାଷାରେ ସାହିତ୍ୟ ରଚିତ ହୋଇନଥିଲା, ତଥାପି ତାହା ଲୋକବୋଲିରେ ଜୀବିତ ଥିଲା। କ୍ରମଶଃ ଅପଭ୍ରଂଶ ଭାଷା ସମ୍ପର୍କରେ ଆସି ସେହି ଭାଷାର ବିକାଶ ଘଟିଥିଲା। ଅତଏବ ଉଡ୍ର ହେଉଛି ଏକ ମିଶ୍ର ଭାଷା। ଏଥିପାଇଁ ଭାରତମୁନି ତାକୁ ବିଭାଷା ବୋଲି କହିଛନ୍ତି। ଆମେ ଓଡ଼ିଆ ଭାଷାର ଅଭ୍ୟୁଦୟ ନିମ୍ନମତେ ଦର୍ଶାଇ ପାରିବା, ଯଥା
वैदिक भाषारू सृष्टि है संस्कृत और प्राकृत भाषा। प्राकृत भाषारू विभक्त होइछि साहित्यिक प्राकृत और लोक प्राकृत। लोक प्राकृत विभक्त होइछि महाराष्ट्री अर्थात पाली, सौरसेनी, मागधी अर्थात गौड़ी, पैशाची और अपभ्रंश। मागधी और अपभ्रंशर मिलित होइछि उड्री, मैथिली, बिहारी, बंगला और आसामी। और उड्रियरू सृष्टि होइछि ओडिया। मागधी अपभ्रंशରୁ उत्पन्न चारिगोटी भाषा ମଧ୍ୟରେ ଓଡ଼ିଆ ହେଉଛି ପ୍ରାଚୀନତମ। ତାହାର କାରଣ ହେଉଛି ଅଶୋକଙ୍କ ସମୟରୁ ଉଡ଼୍ରଦେଶ କଳିଙ୍ଗର ପ୍ରସିଦ୍ଧ ବୃଦ୍ଧି ଓ ବିଭିନ୍ନ ସାଧୁସନ୍ଥଙ୍କର ଏହି ରାଜ୍ୟରୁ ନିଜର ମତବାଦ ପ୍ରାଚୀନ ନିମନ୍ତେ ଆଗମନ, ସେମାନଙ୍କର ପ୍ରବଚନ ଦହମାନ ଆମ ପୂର୍ବପୁରୁଷମାନଙ୍କ ଢଗଢମାଳି ସହିତ ମିଳି ଓଡ଼ିଆ ଭାଷାର ବିକାଶ ଘଟିବାରେ ଲାଗିଲା। ଖାରବେଳଙ୍କ ପରେ ଓଡ଼ିଆ ଭାଷାର ସତ୍ତା ସୂଚନା ଆମେ ସପ୍ତମ ଶତାବ୍ଦୀରୁ ଚୀନ ପରିବ୍ରାଜକ ହୁଏନ୍ସାଂଙ୍କ ଭ୍ରମଣ ବୃତ୍ତାନ୍ତରୁ ପାଇଥାଉ। ସେହି ବିଖ୍ୟାତ ପର୍ଯ୍ୟଟକ ଲେଖିଛନ୍ତି ଉଡ୍ର ଭାଷାର ଶବ୍ଦାବଳୀ ମଧ୍ୟ ଭାରତ ଅଞ୍ଚଳରୁ ପୃଥକ। ଅତଏବ ସପ୍ତମ ଶତାବ୍ଦୀ ବେଳକୁ ଓଡ଼ିଆ ଭାଷାର ସ୍ୱତନ୍ତ୍ର ପ୍ରତିଷ୍ଠିତ ହୋଇଥିଲା। ଇତିମଧ୍ୟରେ ଉତ୍ତର ଭାରତର ଗୁପ୍ତ ସମ୍ରାଟଙ୍କ ପୃଷ୍ଠପୋଷକତ୍ୱରେ ଚତୁର୍ଥ ଶତାବ୍ଦୀରୁ ବ୍ରାହ୍ମଣ ଧର୍ମ ପୁନରୁତ୍ଥାନ ଘଟିସାରିଥିଲା। ତାର ପ୍ରଭାବ ମଧ୍ୟରେ ଉଡ୍ର ଦେଶରେ ପଡ଼ିଥିଲା। ଫଳରେ ଏହି ରାଜ୍ୟରେ ବୌଦ୍ଧ ବିହାର ନିକଟରେ ହିନ୍ଦୁ ମନ୍ଦିରମାନ ଗଢ଼ି ଉଠିଥିଲା। ମନ୍ଦିରଗୁଡ଼ିକରେ ପୂଜାର୍ଚ୍ଚନା କରିବାକୁ ନିଯୁକ୍ତ ପୁରୋହିତମାନଙ୍କ ସାଙ୍ଗରେ ସଂସ୍କୃତ ଭାଷା ଏହି ଅଞ୍ଚଳରେ ପରିବ୍ୟାପ୍ତ ହେଲା। ଷଷ୍ଠରୁ ଅଷ୍ଟମ ଶତାବ୍ଦୀ ମଧ୍ୟରେ ଏହି ଦେଶରେ ରାଜତ୍ୱ ହୋଇଥିବା ଭୌମିକର ରାଜାମାନଙ୍କର ଲେଖ ଓ ଦାନପତ୍ରମାନ ସଂସ୍କୃତରେ ଲେଖାଯାଉଥିଲା। ସେତେବେଳେ ବିଦ୍ୱାନ ମଣ୍ଡଳୀରେ ସଂସ୍କୃତର ଆଦର ବୃଦ୍ଧି ପାଉଥିଲେ ମଧ୍ୟ ସାଧାରଣ ଜନତା ଓଡ଼ିଆ ଭାଷାରେ ହିଁ କଥାବାର୍ତ୍ତା କରୁଥିଲେ। ଲୋକ ବୋଲି ଢଗଢମାଳି ପ୍ରଭୃତି ମାଧ୍ୟମରେ ଓଡ଼ିଆ ସାହିତ୍ୟ ବଞ୍ଚି ରହିଥିଲା। ସେହି ହେତୁ ନାଥସିଦ୍ଧମାନେ ନିଜ ଗୀତ ଓ ଭଜନମାନଙ୍କର ଓଡ଼ିଆ ଭାଷା ବ୍ୟବହାର କରୁଥିଲେ, କାରଣ ସେମାନଙ୍କର ସମ୍ପର୍କ ଜନତାଙ୍କ ସହ ଥିଲା ଏବଂ ସର୍ବସାଧାରଣ ସ୍ତରରୁ ହିଁ ଆସିଥିଲେ। ପ୍ରାଚୀନ ଓଡ଼ିଆ ଭାଷାର ନିର୍ଦ୍ଦେଶନ ଆମେ ସପ୍ତମରୁ ନବମ ଶତାବ୍ଦୀ ମଧ୍ୟରେ ରଚିତ ସିଦ୍ଧାଚାର୍ଯ୍ୟମାନଙ୍କର ରଚିତ ଚର୍ଯ୍ୟାଗୀତିକା ଦୋହାରୁ ପାଇଥାଉ। ଏଗୁଡ଼ିକ ଭାଷାକୁ ସନ୍ଧ୍ୟ ଭାଷା କୁହାଯାଏ, କାରଣ ଏହା ଏକ ପ୍ରକାର ସାଙ୍କେତିକ ଭାଷା, ଏହାର ବାହ୍ୟ ଅର୍ଥ ଏକ ପ୍ରକାର ଓ ଗୂଢ଼ ଅର୍ଥ ଅନ୍ୟ ପ୍ରକାର। ଉଦାହରଣ ଯଥା ଶବରୀ ପଦାନାମ, ରାଗ ବଲ୍ଲାଡ଼ି, ଉଞ୍ଚା ଉଞ୍ଚା ପର୍ବତ ତହିଁ ବସଇ ଶବରୀ ବାଳି, ମଙ୍ଗାରୀ ପିଚ୍ଛ ପରହଣି ସର୍ବତୀ ଗିବତ ଗହିରୀ ମାଳି, ଉତ୍ତମ ଶବର ପାଗଳ ଶବର ମୋ କର ଗୁଳି ଗୁହାଡ଼ି, ତୋହରି ନିୟ ଘରଣୀ ନାମେ ସହଜ ସୁନ୍ଦରୀ, ନାଣା ତରୁବର ମଉଳିଲା ଗଅଣତ ଲାଗେଲି ଡାଳି, ଏକଲ ଶବର ଏ ବଣ ହିଣ୍ଡଇ କର୍ଣ୍ଣ କୁଣ୍ଡଳ ବ୍ରଜଧାରୀ, ତିଅର ଧାଉ ଖାଟ ପଡ଼ିଲା ଶବର ମହାସୁଜି ସେଜି ଛାଇଲି, ସେବର ଭୃଜଙ୍ଗ ଶଣାଇ ମଣି ଦାରିପୋଖତି ରାତି ପୋହାଇଲି, ହିଅ ତା ବୋଲି ମହାସୁର କାପୁଇ ଖାଇ, ସୁନ ନିରମାଣ କାଣ୍ଠେଇ ଲିଲିଆ ମହାସୁତେ ରାତି ପୁଆଇ, ଗୁରୁବାର ପୁଚ୍ଛିକା ବିନ୍ଧେଣିମ ମଣବାନ୍ୟ, ଏକ ସରସନ୍ଧାନେ ବିନ୍ଦହ ବିରହ ଫରମ ଶିବଣେ, ଉତ୍ତମ ସରୋବର ଗେରୁଆ ରାସେ, ଗିରିବର ଶିହର ସିନ୍ଧଇ ପରଶାନ୍ତେ ଶବରୀ ଲଡ଼ିବ ଇୟସେ। ଡକ୍ଟର ମାୟାଧର ସିଂ ପୂର୍ବୋକ୍ତ ଦୋହାଟିର ଅନୁବାଦ ଏହିପରି ଭାବରେ କରିଛନ୍ତି, ଯଥା ଅତି ଉଚ୍ଚା ପର୍ବତେ ଯେ ରହିଛି ଶବରୀ, ମୟୂର ପୁଚ୍ଛ ମାଥେ ବକେ ଗୁଞ୍ଜାମାଳି, ଉନ୍ମତ୍ତ ଶବର ଆରେ କିମ୍ପା କରୁ ଗୋଳ, ଅନାରେ ନିଜ ଘରଣୀ ସହଜ ସୁନ୍ଦର, ନାନା ତରୁ ମୁକୁଳେ ଗଗନ ମେଲି ଡାଳ, ଏକା କିମ୍ପା ବୋଲୁ ବୁଅଣେ ଶବର କର୍ଣ୍ଣେ ତ କୁଣ୍ଡଳ, ନ ଶୁଣେ ଶବର ମତ ଖଟ ଧରି ଧାଏଁ, ମହାସୁଖ ଆଶାରେ ସେ ସେଜକୁ ବିଛାଏ, ବିଟପ ସ୍ୱଭାବ ଯେ ଶବର ଅତି ଭଳା, ନୈରାମଣି ଦାରି ପାଖେ ରାତି ପୁହାଇଲା, କର୍ପୂର ମିଶା ତାମ୍ବୁଳ ମହାନନ୍ଦେ ଖାଇ, ମହାସୁଖେ ନିଶି ଜାପେ ଯେ ଶବର, ଶୂନ୍ୟ ନାରମଣି ଗଳେ ଭୁଜ ଦେଇ, ଗୁରୁ ବାକ୍ୟ ଅନୁସରି ଛାଡ଼ିଲେ ମନ ବାଣ, ଗୋଟିଏ ସରେ ଯେହ୍ନେ ଭେଦିବ ସୁଖଦ ନିର୍ମାଣ, ଉନ୍ମତ୍ତ ଶବର ଯେ ବନ୍ଧିଣ ଗୁରୁ ରସେ, ଗିରିବର ଶିଖରେ ସନ୍ଧିଗଳା ମିଶେ, ଲ ଶବରୀ ଖୋଜିଲେ କାହୁଁ ଆସେ। ଏହି ବାହ୍ୟ ମର୍ମ ହେଉଛି ଜଣେ ଶବର ତାହାର ସୁନ୍ଦରୀ ପତ୍ନୀକୁ ନ ଚାହିଁ ନୈରାମଣି ନାମ୍ନୀ ମନୋରମ ଦାରୀ ବା ବେଶ୍ୟା ସଙ୍ଗରେ ରାତ୍ରି ଯାପନ କଲା ଓ ରତି ସୁଖରେ
ତା ଅଙ୍ଗ ମିଶିଗଲା। ମାତ୍ର ଆନ୍ତରିକ ମର୍ମ ହେଉଛି ଜଣେ ଯୋଗୀ ଅପତ ମନୋରମ ସଂସାରକୁ ପରିତ୍ୟାଗ କରି ଗୁରୁବାକ୍ୟର ଅନୁସରଣ କରି ନିର୍ବାଣର ଆଶ୍ରୟ ନେଲା। ନିର୍ବାଣ ସୁଖରେ ମଜ୍ଜି ଆଉ ସଂସାରକୁ ଫେରିଲା ନାହିଁ। ସପ୍ତମରୁ ନବମ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଆ ଭାଷାରେ ଏହିପରି ବହୁ ବୌଦ୍ଧ କବିତା ରଚିତ ହୋଇଥିଲା। ତାପରେ ସଂସ୍କୃତ ମୂଳକ ବ୍ରାହ୍ମଣ ଧର୍ମ ଓଡ଼ିଶାରେ ଏକଛତ୍ର ପ୍ରଭୃତ ଜାରି କଲା। ସଂସ୍କୃତ ପଣ୍ଡିତମାନେ ଓଡ଼ିଆ ପରି ଏକ ଅପଭ୍ରଂଶ ଭାଷାରେ କାବ୍ୟ କବିତା ରଚନା କରିବାର ପକ୍ଷପାତ ନଥିଲା। ଫଳରେ ଓଡ଼ିଆ ଭାଷାର ବିକାଶ ବ୍ୟାହତ ହେଲା। ତଥାପି ଓଡ଼ିଆ ଭାଷା ଜନସାଧାରଣଙ୍କର କଥିତ ଭାଷା ଥିଲା, ତାହାର ପ୍ରମାଣ ହେଉଛି ବିଭିନ୍ନ ଶିଳାଲେଖ। 1051 ମସିହାରେ ଖୋଦିତ ଉରଜା ଶିଳାଲେଖକୁ ଓଡ଼ିଆ ଅଭିଲେଖମାନଙ୍କର ସର୍ବପ୍ରାଚୀନ ବୋଲି କୁହାଯାଇଥାଏ। ଏହା ଗଙ୍ଗବଂଶର ରାଜା ଅନନ୍ତବର୍ମା ହସ୍ତବ୍ରଜ ଦେବଙ୍କର ଶିଳାଲେଖ। ଏହା ଶ୍ରୀକାକୁଲମ ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ଅନ୍ତର୍ଭୁକ୍ତ ଜିଲ୍ଲାର ଉରଜା ତାଲୁକରେ ବିଦ୍ୟମାନ। ଏଠାରେ ବ୍ୟବହାର କରାଯାଇଥିବା ଭାଷା ଲିପି ଓ ଓଡ଼ିଆ ଭାଷାର ଲିଖିତ ପ୍ରାଚୀନ ଅବସ୍ଥା ଶିଳାଲେଖର ପାଠ ଏହିପରି। ଅଂ ଶ୍ରୀମଦନ୍ତନ ବର୍ମା ବଜ୍ରହସ୍ତ ଦେବ ବିଜୟ ସମ୍ବର 39 ବର୍ଷର ବୈଳେ ସେନାପତି ମାଧୁରୀ ୟଶୀ ଭାର୍ଯ୍ୟା କାକୁଳୈଭ୍ୟ ସମସ୍ତ ଧର୍ମ ପରିପାଳିନୀ ବନନିଧାମୀ ଗୁଣ୍ଡମ ନାୟକିଳ ଗରିୟା 50 ଅଖଣ୍ଡବର୍ତ୍ତୀ ଅର୍ଥାତ୍ ଦୀପ ସ ମଧୁକେଶର ଦେବସ ଜିଲ୍ଲା। ଏକ ସଂସ୍କୃତ ପ୍ରଧାନ ଅଭିଲିଖ ମଝିରେ ମଝିରେ ମେଳନା କରିଲା ଧିଲା ଥଇଲା ପ୍ରଭୃତି ଓଡ଼ିଆ ଶବ୍ଦ ଦେଖାଯାଏ। ଏହିପରି ଆଉ ଏକ ଶିଳାଲେଖ ହେଲା ସମ୍ବଲପୁରୀ ଜିଲ୍ଲା ଅନ୍ତର୍ଗତ ବଡ଼ାସମ୍ବର ଜମିଦାରର ପ୍ରସିଦ୍ଧ ନରସିଂହନାଥ ମନ୍ଦିରରେ ଖୋଦିତ ହୋଇଥିବା ଦେବଳଦେବଙ୍କର ଶିଳାଲେଖ। ତାର ପାଠ ସେହିପରି ତଥାତ୍ ଅଂ ନମ ଶ୍ରୀ ସିଂହର ସ୍ୱସ୍ତି ଶ୍ରୀ 79 ସସ୍ତମ୍ଭ ଚୈତ୍ର ପୂର୍ଣ୍ଣିମା ଶୁକ୍ଳପକ୍ଷେ ହସ୍ତା ନକ୍ଷତ୍ରେ ପାଟଣା ନଗରସ୍ଥିତ ବ୍ରଜାନୁ ଦେବ ରାଜାଙ୍କର ଜ୍ୟେଷ୍ଠପୁତ୍ର ଦେବଳ ଦେବରାଜ ନରସିଂହ ତୀର୍ଥେ ଗଣ୍ଡମାର୍ଦ୍ଦନ ପର୍ବତେ ବିରଜା ନରସିଂହନାଥ ସ୍ୱାମୀଙ୍କର ଶ୍ରୀ ଦେଉଳ ତୋଳାଇଲା ନିଜେ ରତ୍ନଶାଳା ଗାଇ ଶତକ ଲୁହାସିଂହ ଗ୍ରାମ ରିଆଗଲା। ଅର୍ଥାତ୍ ବ୍ୟବହୃତ 79 ତୋଳାଇଲା ନିଜେ ଲୁହାସିଂହ ପ୍ରଭୃତି ଶବ୍ଦ ନିଶ୍ଚିତ ରୂପରେ ଓଡ଼ିଆ ଭାଷା ତଥା ଶୈଳୀ ଦୃଷ୍ଟିରୁ ଏହା 10ମ ଶତାବ୍ଦୀର ପରବର୍ତ୍ତୀ ହେବା ଅନୁମେୟ। ଡକ୍ଟର ସତ୍ୟନାରାୟଣ ରାଜଗୁରୁ ବାଲେଶ୍ୱରରୁ ଆବିଷ୍କୃତ ହୋଇଥିବା ଏହି ମୂର୍ତ୍ତି ତଳେ ଲେଖା ଅଛି ଦେବକ ହି ଭଗତି କରୁଣ ଅଛନ୍ତି ଭ କୁମାର ସେଣ। ଏହାକୁ ଖ୍ରୀଷ୍ଟୀୟ 10ମ ଏକାଦଶ ଶତାବ୍ଦୀ ବୋଲି ମନେ କରାଯାଇଥାଏ। ଡକ୍ଟର ମାୟାଧର ମାନସିଂହଙ୍କ ମତରେ ଏହାର ଭାଷା ଚର୍ଯ୍ୟା ଗୀତିକା ନିକଟତର। ତ୍ରେତୟାଦଶ ଶତାବ୍ଦୀରେ ଖୋଦିତ ନରସିଂହ ଦେବଙ୍କର ଭୁବନେଶ୍ୱର ଲିପି 1249 ଖ୍ରୀଷ୍ଟାବ୍ଦ ଓଡ଼ିଆ ଭାଷାରେ ଇତିହାସ ଅଧ୍ୟୟନ ଦୃଷ୍ଟିରୁ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଏହା ଏକ ଦ୍ୱିଭାଷିକ ଶିଳାଲେଖ। ଏହାର ଗୋଟିଏ ପାଖରେ ତାମିଲ ଲିପି ଓ ଅନ୍ୟ ପାଖରେ ପତ୍ର ଓଡ଼ିଆ ଲିପିରେ ଖୋଦନ କରାଯାଇଛି। ଏଠାରେ ପୂର୍ବାଙ୍ଗ ଓଡ଼ିଆ ବାକ୍ୟର ନମୁନା ଦେଖାଯାଏ ଯଥା ସ୍ୱସ୍ତି ଶ୍ରୀ ବୀର ନାର ନାର ସିଂହ ଦେବସ ପ୍ରବଧାମନେ ବିଜୟ ରାୟେ ସମୁତ 11 ସାହି କାର୍ତ୍ତିକ କୃଷ୍ଣା 7 ରବିବାର ଶ୍ରୀ କୃଷ୍ଣବାସ କ୍ଷେତ୍ରଂ ସିଦ୍ଧେଶ୍ୱର ମଠର ବଡ଼ ନରସିଂହ ଦେବଙ୍କର ଆଶା କମାର୍ଥ ପୂର୍ବକେ ବାଘମରା ବାରବାଟୀ ଭୂମି 11 ରୁଦ୍ର ଭିକ୍ଷା ଦେବା ଭୂମି ସମ୍ବନ୍ଧେ ତପରାଜ ମହାମୁନି ଦୁର୍ଗା ଭଟ୍ଟ ଆଚାର୍ଯ୍ୟଙ୍କର ବନ୍ଧା ଦେଲା। ଉପଯୁକ୍ତ ତଥ୍ୟାବଳୀକୁ ଆଧାର କରି ଆମେ ନିଃସନ୍ଦେହ କହିପାରୁ ଯେ ଓଡ଼ିଆ ଭାଷା 7ମ ଶତାବ୍ଦୀରୁ କେବଳ ସ୍ୱତନ୍ତ୍ର ରୂପେ ଧାରଣ କରିସାରିଥିଲା ଏବଂ ତ୍ରୟୋଦଶ ଶତାବ୍ଦୀ ବେଳକୁ ତାହା ଆଧୁନିକ ଭାଷା ସହିତ ପରିଣତ ହୋଇସାରିଥିଲା। ଓଡ଼ିଆ ସାହିତ୍ୟ ତୃତୀୟ ବିଭାଗ ଗ ବିଭାଗ ଓଡ଼ିଆ ସାହିତ୍ୟ। ଆମେ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ ଯେଉଁ କଥା କହୁ ତାହା ଭାଷା। ଯେତେବେଳେ ଭାଷାକୁ ବ୍ୟବହାର କରି ମହୋଜ୍ଞ ରଚନାଟିଏ ସୃଷ୍ଟି କରନ୍ତି ସେତେବେଳେ ତାହା ସାହିତ୍ୟରେ ପରିଣତ ହୁଏ। ସାହିତ୍ୟ ଦ୍ୱାରା ଭାଷାର କ୍ରମ ବିସ୍ତାର ଘଟେ। ଯଦି କୌଣସି ଭାଷା ସାହିତ୍ୟିକ ସ୍ତରକୁ ଉନ୍ନୀତ ନ ହୁଏ ତାହା କ୍ରମସଞ୍ଚନ ଘଟି ତାହା ବିଲୟ ପ୍ରାପ୍ତ ହେବା ସମ୍ଭାବନା ଅପୋଜ। କେବଳ ପୁସ୍ତକରେ ଲିପିବଦ୍ଧ ହେଲେ ସାହିତ୍ୟ ବଞ୍ଚି ରହେ ବୋଲି ଭାବିବା ଭୁଲ। ଲୋକମୁଖରେ ମଧ୍ୟ ବିଶାଳ ସାହିତ୍ୟ ଶତାବ୍ଦୀ ଶତାବ୍ଦୀ ଧରି ବଞ୍ଚି ରହିପାରେ। ଆମର ସମଗ୍ର ବୈଦିକ ସାହିତ୍ୟ ଲୋକମୁଖରେ ହିଁ ବଞ୍ଚି ରହି ଆସିଅଛି। ବେଦକୁ ଶୁଣି ଶୁଣି
ମନେ ରଖାଯାଇଥିବାରୁ ତାହାର ନାମ ଶ୍ରୁତି। ଏବେ ସୁଦ୍ଧା ଆମର ଲୋକମୁଖରେ ନାନା ଢଗଢମାଳି, ହଳିଆ ଗୀତ, ଶିଶୁ ଗୀତ, ବ୍ୟଙ୍ଗ କବିତା, ପ୍ରବଚକ, ଶ୍ରୁତି ପ୍ରଭୃତି ବଞ୍ଚି ରହିଛି। ସେଗୁଡ଼ିକ ଆମ ସାହିତ୍ୟର ଅନୁପମ ବିଭବ। ନିମ୍ନରେ କେତେକ ଉଦାହରଣ ପ୍ରଦତ୍ତ ହେଲା। ବ୍ୟଙ୍ଗ କବିତା। ଆରେ ଚଇତା ଦୁଇ ମାଇପର ଘଇତା, ତତଲା ଖାଇବୁ କି ପଖାଳ ଖାଇବୁ, ଦିନ ଥାଉ ଥାଉ କହିଥା। ଦ୍ୱିତୀୟ, ନିଲଜ ଲାଉ, ଟେକାଟେକି କଲେ ପିଢ଼ାକୁ ଯାଉ। ଅମାନି ମାଇପ ମନ କରିଛି, ମନର ମାଇପ ସେଜ ପାଇଛି। ବାହ୍ୟ ମାଇପର ପାଳି, ଥଇଲି ମାଇପ ବନ୍ଦାପନି ଦିନ, ଘଇତା ବସିଛି ଭାଳି। ଅଙ୍ଗୁରି ଭିତରେ ନଳି, ଭିତରେ ଭିତରେ ସଲାସୁତୁରା ଲୋ, ଉପରେ ଲାଗିଛି କଳି। ଅଭିଆଣରେ ଭିଆଣ ଦେଖ, ପେଜ ପିଠା ନାଁରେ ବାଜୁଛି ଶଙ୍ଖ। ଅଖାଇ ନାନୀର ସରୁ କଟଣି, ବସିଥାଏ ଚୁଲି ମୁଣ୍ଡେ, ଘଇତା ପଚାରୁ ରାଗରେ କହେ ମୁଁ ବସିଛି ଦେଇ ନାହିଁ ତୁଣ୍ଡେ। ଅରଜି ନପାରି ମୁଣ୍ଡେ, ଭଲ ଲଢ଼ୁଥାଇ ତୁଣ୍ଡେ। ଯେବେ ପାଇଥିବୁ ଘଇତା ବୁକୁ, ନିତି ସଜ ହୁଏ ବାପ ଘରକୁ। ଅଖାଇ କରିଛି ଓଷା, ଡକିଲ ଚାଉଳ ଓକିଲେ ଖାଇଲେ, ଦାନ୍ତ କରି ଦର ଘଷା। ଆଲ ମୁତୁରି ଶୋଇବା, ତୁ ତ ମୁତୁରି ମୁଁ ତ ମୁତୁରି, ହେସ କାହିଁ ପାଇଁ ଧୋଇବା। ଅନା ପତରକୁ ବିନା ପତର, ମୂଲ ଲାଗୁଥାଏ ପର କ୍ଷେତର, ପିଠି ଖାଉଥାଏ ଖରା। ଅଣ୍ଟୁ ନଥାଏ ତ କୁଣ୍ଡାକୁ ଚକୁଳି, ରୁଚୁ ନାହିଁ ବିରି ବରା। ଅସତୀ ଭୁଞ୍ଜଇ ପଲଙ୍କ ସୁପାତି, କୁଳବତୀ ହୁଏ ଦାସୀ। ସାହି ସାହି ହୋଇ ବୁଲଇ ଗରସ, ମଦ ବିକାଯାଏ ବସି। କେତେ କରୁଥାଏ ଚାତର, ମା ବିକୁଥାଏ ଚିଙ୍ଗୁଡ଼ି ଶୁଖୁଆ, ବାପା ବିକୁଥାଏ ପତର। ଢଗ। କୁଞ୍ଚି କୁଞ୍ଚିଆ, ମାଗୁର ନିଶା, ହିଆ ନଥାଇ ବାଳ। ଏଇ ତିନିଙ୍କୁ ବିଶ୍ୱାସ ନ ଯିବ, ବଞ୍ଚିଥିବ ଯେତେ କାଳ। କୁଞ୍ଚୁ କୁଚିଆ, ମାଗୁର ନିଶୁଆ, ହିଆରେ ନଥାଇ ବାଳ। ଏଇ ତିନିଙ୍କୁ ବିଶ୍ୱାସ ନ ଯିବ, ବଞ୍ଚିଥିବ ଯେତେ କାଳ। ଗଛର ଛାଇ ମଣିଷର ହାଇ, ଯେଣେ ପଡ଼େ ତେଣେ ଉଧାଏ ନାହିଁ। ଅଖ ଚଳୁଥିଲେ ଚକ ଚଳୁଥାଏ, ବୁଲି ଯାଉଥାଏ ପହି। ସଂସାର ଭିତରେ ଘର କରିଥିଲେ, ପଥର ପଡ଼ିଲେ ସହି। କାହା କରମରେ ଖିରିସା, କାହା କରମରେ ଲଡ଼ୁ, କାହା କରମରେ ଖରିଆ ଖଡ଼ା, ଚୋବାଇ ଚୋବାଇ ମରୁ। କ୍ଷୀରରେ ଧୋଇଲେ ଖଣ୍ଡ ମହିଲେ, ନିମ୍ବ କି ମଧୁର ହୋଇବ। ଯେତେ ପରକାର ବୁଝାଇ କହିଲେ, ପରକି ଆପଣା ହୋଇବ। ଆଜି ଖାଉଁ କାଲି ଖାଉଁ, କୁଦ ପୁଆଳେ ଜୁଇ ଲଗାଇ ଖାଉଁ। ଆପେ ଜାଣେ ପାପ, ମା ଜାଣେ ବାପ। କଳରେ ଶୁଆଏ କାନରେ କୁହେ, ତା କଥା କି ଅନ୍ୟଥା ହୁଏ। ଦନାଇ ବଚନ। କାମ କରିବାକୁ କାଢ଼େ ଯେ ଆଳ, ଦୁଇ ଓଳି ଖାଏ ବସି ପଖାଳ। ଭିକ ନ ଦେଇ ଭଙ୍ଗାର ଥାଳି, ଚତୁର୍ମାସକୁ ନ ସଇତା ଜାଳ। ଅଛୁଆ ରଖେ ଘରର ଚାଳ, ଘର ଦକ୍ଷିଣେ ରଖେ ଗୁହାଳ। ନାରୀ ହୋଇଯାଏ ଯାହାର ଉଚ୍ଚ କପାଳ, ଗାଧୋଇ ପଡ଼େ ଯେ ନ ମରୁ ଝାଳ। ଭାତରୁ ଯାହାର ବାହାରେ ବାଳ, ବୋଲେ ଦନାଇ ବଡ଼ ଜଞ୍ଜାଳ। ଅଖାଣୁଆ କାହିଁକି ଆଖୁ ହୋଇବ କି, ବଣ ଭୁଆ ହୋଇବ ବାଘ। କଣ ଭୁଆସୁଣୀ ସଭାରେ ବସିବ, ଛଣ ଗୁଣ୍ଡି ହବ ଶାଗ। ଆଜି କାମ ଯାହୁଁ ରଖେ କାଲିକୁ, ବେଉସା କରେ ସେ ପଶା ପାଲିକୁ। ନକଲ କରେ ଯେ ପସରା ବାଲିକୁ, ଘର ଓଳାଇ ମୁହାଁଏ ଚୁଲିକୁ। କଞ୍ଚା ଗଛରୁ ଛଡ଼ାଏ ଛେଲିକୁ, ବ୍ରାହ୍ମଣର ସେ ସିନ୍ଦୁର କୁଲିକୁ। ଦେଖି ଦନାଇ ଆଉଁସେ ଗାଲିକୁ। ଡାକ ବଚନ। ଉଇଁ ନଦିଶେ ହସି ପାଶେ, ଉତ୍ତମ ମେଘ ଦକ୍ଷିଣ ଆସେ। ସହଜ ଗଭୀର ଆଇଁଷ ବସେ, ଡାକ ବୋଲେ ପୁତ ନିଶ୍ଚେ ବରଷେ। ଶିଙ୍ଗ ସରୁ ଲାଙ୍ଗୁଡ଼ ମୋଟା, ଡାକ କୁହେ ପାଶେ ନ ଯାଅ ବେଟା। ଶିଶୁ ଗୀତ। ଇଟିକିଲି ମିଟିକିଲି ଫୁଟିଗଲା କାଇଁଚ, ତୁମର ଆମର ନାଲି ପାଇଁଚ। ନାଲି ପେଁ ପେଁ ବାଜଇ ହୀରା, ଗଟିକା ଉପରେ ବେଟିକା ଚୋରା। ଅଇରି ମଇରି ଖଇରି କାତି, ରଜା ଘର ପାଟ ହାତୀ। ପାଟ ହାତୀର ବହୁତ ଗୁଣ, ଘୁଙ୍ଗୁରୁ ବାଜେ ରୁଣ୍ ଝୁଣ। ଢୋରେ ବାଇଆ ଢୋ, ଯୋଉ କିଆରୀରେ ଗହଳ ମାଣ୍ଡିଆ, ସେଇ କିଆରୀରେ ଶୋ।
ଆଲୋଚନ ମାମୁଁ ସରଗ ଶଶୀ, ମକାନୁ ହାତରେ ପଡ଼ରେ ଖସି। ଝୁଲ ବାଇଆ ଝୁଲ, ଝୁଲରେ ବାଇଆ ଝୁଲ, ଝୁଲେ ହାତୀ ଝୁଲ, ଝୁଲିଲେ ଖାଇବୁ ଖଣ୍ଡ ଚାତି, ମୋର ହାତୀ ତୁ ଝୁଲ। କିଆ କନ୍ଦା ଖାଇ ଫୁଲରେ, ମୋ ହାତୀ ତୁ ଝୁଲରେ। ଟୁକୁ ମୁସି ଟୁକେଇ ମୁସି, ଧାନ ଖାଉଥା ଚାଳରେ ବସି, ତୁ ଥା ମୁଁ ଯାଉଛି ରୁଷି। ଘୁମୁ 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 ଘୁମୁରେ ପାରା, ଘୁମିଗଲେ ଆଉ ନଦିଏ ଧରା, ପରା ଘୁମୁରଇ ଫୁଲାଇ ବେକ, ପଡ଼ିଶାଙ୍କ ଆଗେ ଦେଖାଇ ଟେକ। ହୁକେ ହୁକେ ହୋ ବିଲୁଆ ନନା, ଘର ପଡ଼ିଗଲା ପଛକୁ ଅନା। ଡାମରା କାଉରେ ଡାମରା କାଉ, ଉଞ୍ଚା ପରବତେ ବବାଇ ଥାଉ। ଉଞ୍ଚା ପରବତ କେଡ଼େ ସୁନ୍ଦର, ତହିଁରେ ରହିଛି ସାତଟି ଘର। ସାତ ଘରେ ସାତ ଝିଅ ରହିଲେ, ସାତ ସାତ ପୁଅ ଘର ଜଗିଲେ। ସାତ ଝିଅ ନାଁ ଲବଙ୍ଗନତା, ମଝିଆ ଝିଅ ଯେ ଗଜମୁକୁତା। ପଲ୍ଲୀ ଗୀତ। ଧବା ଘରର ତାଟି ମେଲା, ଆରେ ମୋ ବନ୍ଧୁରେ, ଧବା ଘରର ତାଟି ମେଲା, ସୁରତି ଲଗାଇ ପୀରତି କଲା, ମୋ ସେହି ଧରାମୁହାଁ ପିଲାରେ। ସୂତା କଟିଗଲା କ୍ଷୀର ଯାଇ ଫୁଲ, ସୂତା କଟିଗଲା କ୍ଷୀଅ, ଡେଙ୍ଗା ହୋଇକରି ପତଳାଟିଏ, ତାକୁ ମୁରୁକିବ କିଏ ଲୋ। ମଦଙ୍ଗରା ଶାଗ ରାଇତା, ମଦରଙ୍ଗା ଶାଗ ରଇତା, ମୋର କଳା ମଚ ମଚ ଘଇତା। ଏ ଗୋଡ଼ ଖସିଲା ସେ ଗୋଡ଼ ଖସିଲା, ଟକା ଦିଅର ମୋ ଗମ୍ଭୀରି ଘରେ, ମୁରୁ ମୁରୁକିରି ହସିଲା। ପଥର ସନ୍ଧିରେ ପାଇଲି କଳା, ଜିଆ ତହସହିଆ ସାଙ୍ଗ ପାଇଲେ, ଡିଅନ୍ତି ମୋହନିଆ। ଛିଲୋ ଛିକୁଣି ତୋ ମୁଣ୍ଡେ ଉକୁଣି, ତତେ କିଏ ମୋର ଚାହୁଁଛି, ମୋହର ଘରଣୀ ତୋଠାରୁ ସୁନ୍ଦରୀ, ଶାଶୁ କାଳେ ଦିନେ ନେଉଛି। ପିତା ଶାଗ କୁଦି କୁଦି, ଭାଇ କହେ ସଙ୍ଗେ କଲେ ପୀରତି, ପିତା ଶାଗ କୁଦି କୁଦି, ଭାଇ କାହା ସଙ୍ଗେ କଲେ ପୀରତି, ହାତୁ ଦେଲେ ସୁନା ମଦି। ପୁଚିଲେ ଯା ଯା ତୁ ପୁଚିଲୋ ଯା ଯା ତୁ ଘୁଞ୍ଚିଲୋ, ବାଡ଼ିଆଡ଼େ ଗଧି, ପୁଚି ନା ଯାଇଛୁ ମାଇପି ଟକି, କିଏ ଶିକାଇବ ବୁଦ୍ଧି। ଅରୁଆ ଚାଉଳ ଖିରିକି, ଆମ ରାଇଜର ନୁହେଁ ସେ କାଳିଆ, କେତେ ଚାହୁଁଥାଏ ନିରିଖି। ରାତିରେ ରାନ୍ଧିଲି ପୋଇ ଚିଙ୍ଗୁଡ଼ିଲୋ, ଦିନରେ ରାନ୍ଧିଲି ବଡ଼ି, ଶ୍ରୀରାମ ପାଖକୁ ଶୋଇବାକୁ ଗଲି, ଗଡ଼ ଘେନିଦେଲେ ପେଲି। ନଣନ୍ଦ ଖରି ଚଉର ପହରି, ବସିଥାଏ ପା ଭାଗେ, ଟିକିଏ ନିରେଖି ଫୋଡ଼ି ଦେଇଥାଏ ଭାଇ ଘଇତାଙ୍କ ଆଗେ। କୃଷି ବଚନ। ଆଗେରୁଆ ଘରକୁ ପଛରୁଆ ଗୋରୁକୁ, ଆପେ ଚଷା ଉତ୍ତମ ଦଶା, ଛତା ଧରିଆ ମଧ୍ୟମ ଚଷା, ଘରେ ଥାଇ କହେ ଯେ ମାଇପ ଅଇଁଠା ଖାଏ ସେ। କୃଷକ ଗୀତ। ରାମ ଯେ ଲଇକ୍ଷଣୀ ଦୁଇଗୋଟି ଭାଇ, କେଫାନ୍ଦେ ଲଙ୍ଗଳ ଯେ କେଫାନ୍ଦେ ଆଡ଼ମଇ, ପହ୍ଲା ପରଶିବ ରାମ ଲଇକ୍ଷଣୀ, ସୀତୟା ଯିବେ ରଇହେ। ଲଙ୍ଗଳ ଫାନ୍ଦି ଦେଇ କଣ୍ଟିରେ ଦେଲି ହାତ, ପଛକୁ ଅନାଇଲି ଆସୁଅଛି ତ ଭାତ। ଭାତ ତ ଆସୁଛି ତ ତୋରଣି କିଛି ନାହିଁ, ହଡ଼ାକୁ ପେଲିଦେଲି ଦେହମ ଜ୍ଞାନ ନାହିଁ। ଦୂରକୁ ସୁନ୍ଦର ପର୍ବତମାଳ, ଗାଁକୁ ସୁନ୍ଦରଲୋ ନଡ଼ିଆ ଗୁଆତାଳ, ଘରକୁ ସୁନ୍ଦରଲୋ ଘରଣୀ ଯେବେ, ନଯିବ ବାପ ଘରଲୋ। ନାଉରୀ ଗୀତ। କଦଳୀ ପତରର ବାଆକୁ ଫରଫର, ଓଦା ଲୁଗା ପିନ୍ଧି ଗରି ବାହାର, ଜଲଦି ଜର ଜର ହ। କିଛି ଗୀତ ଗାଇଲୁ ନାଆ ମଙ୍ଗେ ବସି, କାନ ପାରିଥିବ ଷୋଳ ବୟସୀ, ଚାଉଳ ଧୋଇ ଆସି ହ। ଉପଯୁକ୍ତ ଲୋକଗୀତଙ୍କର ରହିଛି ଓଡ଼ିଆ ଜନଜୀବିତ ତଥା ସଂସ୍କୃତିର ଛାପ। ଏହି ସବୁଥିରୁ ଓଡ଼ିଆ ଭାଷାର ସରସତା, କୋମଳତା ତଥା ଗଭୀର ପ୍ରବଣତାକୁ, ପ୍ରାଣବତ୍ତାକୁ ଉପଲବ୍ଧି କରାଯାଇପାରେ। ଏହି ଲୋକଗୀତଗୁଡ଼ିକୁ ରଚୟିତା ଯେପରି ଅଜ୍ଞାତ, ରଚନାକାଳ ମଧ୍ୟ ସେହିପରି ଅଜ୍ଞାତ। ତେବେ ଆମେ ଏତିକି କହିପାରିବା ଯେ ଓଡ଼ିଆ ଜାତିର ଜନ୍ମକାଳରୁ ଏପରି ଲୋକଗୀତଗୁଡ଼ିକ ତା ସାଙ୍ଗରେ ରହିଅଛି, କାରଣ ଯେତେବେଳେ ବଳିଷ୍ଠ ସାହିତ୍ୟ ସୃଷ୍ଟି ହୋଇନଥିଲା, ସେତେବେଳେ ଏଗୁଡ଼ିକ ହିଁ ଥିଲା ଓଡ଼ିଆ ଜାତିର ପରିଚୟ। ପ୍ରାକ୍ ସାରଳା ଯୁଗ। ତ୍ରୟୋଦଶ ଶତାବ୍ଦୀର ଖୋଦିତ ଭୁବନେଶ୍ୱର ଶିଳାଲିପିରୁ ପ୍ରମାଣିତ ହୁଏ ଯେ ସେତେବେଳକୁ ଓଡ଼ିଆ ସାହିତ୍ୟର ସୃଷ୍ଟି ହୋଇସାରିଥିଲା। ନାଥ ଧର୍ମର ଗୋଟିଏ ପୁସ୍ତକର ଆବିଷ୍କାର ଓଡ଼ିଆ ଭାଷାର ଇତିହାସର
ଚହଳ ସୃଷ୍ଟି କରିଅଛି। ସେହି ପୁସ୍ତକଟି ହେଲା ଶିଶୁଦେବ। ଅନେକଙ୍କ ମତରେ ସାରଳା ଦାସଙ୍କର ପୂର୍ବବୃତ୍ତ ସାହିତ୍ୟର ପ୍ରତିନିଧି ହେଉଛି ଶିଶୁଦେବ। ପରମ୍ପରା ଅନୁସାରେ ଶିଶୁଦେବର ଲେଖକ ହେଉଛନ୍ତି ଗୋରଖନାଥ। ପ୍ରକୃତରେ ଏହା ଗୋରଖନାଥଙ୍କର ନାମରେ ଭଣିତ ଜନୈକ ଲେଖକକୃତ ଗ୍ରନ୍ଥ। ନାଥ ଧର୍ମ ଅନୁସାରେ ଯୋଗସାଧନ ମାର୍ଗ ଏହାର ପ୍ରତିପାଦ୍ୟ ବିଷୟ। ସାରଳା ଦାସଙ୍କର ମହାଭାରତ, ଅଚ୍ୟୁତାନନ୍ଦଙ୍କର ଶୂନ୍ୟ ସଂହିତା, ବଳରାମ ଦାସଙ୍କର ବିରାଟ ଗୀତ, କୃଷ୍ଣ ଦାସଙ୍କର ବ୍ରହ୍ମଗୀତ ପ୍ରଭୃତି ଗ୍ରନ୍ଥ ଶିଶୁଦେବର ନାମ ବାରମ୍ବାର ଉଲ୍ଲେଖ କରାଯାଇଛି। ନାଥସିଦ୍ଧ ଯୋଗୀମାନେ ସୁଷୁମ୍ନା ନାଡି ମଧ୍ୟରେ ପ୍ରାଣଶକ୍ତିକୁ ସଞ୍ଚାର କରାଇ ଯୋଗ ସାଧନ କରିଥାନ୍ତି। ତଦନୁସାରେ ଏହାର ନାମ ସୁଷୁମ୍ନା ଦେବ ବା ଶିଶୁଦେବ ବୋଲି ବିଶ୍ୱାସ କରାଯାଇଥାଏ। ଶିଶୁଦେବର ପଦ୍ୟାଂଶଗୁଡ଼ିକ ଗଦ୍ୟରେ ବ୍ୟାଖ୍ୟା କରାଯାଇଛି। ଏଥିରୁ ଅପଭ୍ରଂଶକାଳୀନ ଭାଷାର ସଂକେତ ଉପଲବ୍ଧ ହୁଏ। ଏଥିରେ ଅନେକ ପ୍ରାଚୀନ ଶବ୍ଦର ଉଲ୍ଲେଖ ଦେଖିବାକୁ ମିଳେ, ଯଥା ଧୁନି, ଧ୍ୱନି, ପରମହଂସ, ପରମହଂସ, ମୈଧ, ମଧ୍ୟ, ଛିର, କ୍ଷୀର, ପ୍ରାଚ୍ୟ, ପରଶ, ବାବି, ବାୟୁ, ଖାୟା, ଛାୟା, ରେହ, ରେଖ ପ୍ରଭୃତି। ଶିଶୁଦେବର ଗଦ୍ୟ ଲେଖାକୁ ପ୍ରାଚୀନ ଓଡ଼ିଆ ଗଦ୍ୟ ସାହିତ୍ୟର ପ୍ରଥମ ସୋପାନ ବୋଲି ସ୍ୱୀକାର କରାଯାଇଥାଏ। ଏହାର ରଚନାକାଳ ତ୍ରୟୋଦଶ ଶତାବ୍ଦୀ ବୋଲି ଅନେକଙ୍କର ମତ। ସେତେବେଳକୁ ନିଶ୍ଚିତ ରୂପରେ ଆଧୁନିକ ଓଡ଼ିଆ ସାହିତ୍ୟର ମୂଳ ଭିତ୍ତି ପ୍ରତିଷ୍ଠିତ ହୋଇସାରିଥିଲା। ଶିଶୁଦେବ ପରି ଆଉ ଏକ ପୁସ୍ତିକା ହେଲା ଆମର କୋଶ। ଏହା 1314 ଶତାବ୍ଦୀର ରଚନା ବୋଲି ଅନୁମିତ ହୁଏ। ଏହା ଏକ ଆତ୍ମତତ୍ତ୍ୱ ସମ୍ବନ୍ଧିତ ରଚନା। ଏଥିରେ ତହିଁ, କଣୟ, ହଇବ, ବଂଶଇ, ଅହଟ, ଆହୁଟ, ବାଇମ୍ବ ପ୍ରଭୃତି ପ୍ରାଚୀନ ପ୍ରୟୋଗ ଦେଖିବାକୁ ମିଳେ। ଏଠାରେ ଗୁରୁ ଆଦିନାଥ ଓ ଶିଷ୍ୟ ଲଇ ମଧ୍ୟ ହୋଇଥିବା କଥୋପକଥନ ଛଳରେ ଯୋଗ ସାଧନର ଉପାୟ ବର୍ଣ୍ଣିତ ହୋଇଅଛି। ଏଥିରେ ଶ୍ରୀ ଗୋରଖନାଥଙ୍କର ନାମ ଉଲ୍ଲେଖ ଥିବାରୁ ଏହାର କୌଣସି ନାଥଧର୍ମୀ ରଚନା ବୋଲି ସ୍ୱୀକାର କରାଯାଇଥାଏ। ସାରଳା ଯୁଗ 15ଶ ଶତାବ୍ଦୀ। ଆମେ ପୂର୍ବରୁ ଉଲ୍ଲେଖ କରିଥିବା ଲୋକଗୀତ ଗୁଡ଼ିକ ଯେ ସର୍ବପ୍ରାଚୀନ ଏହା ନୁହେଁ। ପ୍ରାଚୀନ କାଳରେ ଲୋକେ ବ୍ୟବହାର କରୁଥିବା ଲୋକଗୀତ ଗୁଡ଼ିକରେ ସମୟ ସ୍ରୋତରେ ବହୁ ପରିବର୍ତ୍ତନ ଘଟିଯାଇଛି। ସେହି ଅତି ପ୍ରାଚୀନ ଗୀତଗୁଡ଼ିକର ପୁନରୁଦ୍ଧାର ଆଉ ସମ୍ଭବ ନୁହେଁ। ସେଗୁଡ଼ିକର ଲୋକପ୍ରିୟତା ହିଁ ଓଡ଼ିଆ ସାହିତ୍ୟର ଆଦିକବି ସାରଳା ଦାସଙ୍କୁ ପ୍ରେରଣା ଦେଇଥିବା। ଓଡ଼ିଆ ମହାଭାରତ ରଚନା କରିବା ପାଇଁ ସାଧାରଣତଃ ଲୋକଗୀତଗୁଡ଼ିକ ମୁକ୍ତ ଛନ୍ଦରେ ରଚିତ, ଯାହାର ପଦମାନଙ୍କର ଅକ୍ଷର ସଂଖ୍ୟା ସର୍ବତ୍ର ସମାନ ନଥାଏ, କେବଳ ଅନ୍ତବର୍ଣ୍ଣ ମେଳ ଥାଏ। ଏହାକୁ ଶିକ୍ଷିତ ଅଶିକ୍ଷିତ ସମେତ ନିଜ ରୁଚି ଅନୁସାରେ ବୋଲି ପାରନ୍ତି। ସାରଳା ମହାଭାରତ ମଧ୍ୟରେ ସେହିପରି ମୁକ୍ତ ଛନ୍ଦରେ ରଚିତ। ଏହାର ଅନ୍ୟ ନାମ ଦଣ୍ଡିବୃତ୍ତ। ସାରଳା ଦାସ ପଞ୍ଚଦଶ ଶତାବ୍ଦୀରେ ଝଙ୍ଗଡ଼ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ କୃଷକ କୁଳରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ଅସାଧାରଣ କବି ପ୍ରତିଭାର ଅଧିକାରୀ ଥିଲେ, ଯାହାର ସ୍ଫୁରଙ୍ଗ ତାଙ୍କର ମହାଭାରତରେ ଘଟିଅଛି। ସାରଳା ଦାସଙ୍କର ମହାଭାରତ ସଂସ୍କୃତ ମହାଭାରତର ଅନୁବାଦ ନୁହେଁ। ଏହା ମହାଭାରତର କଥାବସ୍ତୁକୁ ଉପଜୀବି କରି ନିର୍ମିତ ଏକ ନୂତନ ସୃଷ୍ଟି। ସାରଳା ଦାସ ଓଡ଼ିଆ ଲୋକସାହିତ୍ୟକୁ ମହାଭାରତ ମାଧ୍ୟମରେ ଲିଖିତ ସାହିତ୍ୟର ମର୍ଯ୍ୟାଦା ଦେଇଛନ୍ତି। ଏହା ତତ୍କାଳୀନ ସମାଜର ଦର୍ପଣ ସ୍ୱରୂପ। ଏହି ଗ୍ରନ୍ଥ ରଚିତ ହେବା ପରେ ପରେ ଜନସମାଜରେ ବହୁଳ ଆଦୃତ ହୋଇଥାଏ, କାରଣ ସଂସ୍କୃତ ଅନଭିଜ୍ଞ ସାଧାରଣ ଅନେକ ନିଜର ମାତୃଭାଷାରେ ମହାଭାରତ ପଢ଼ିବାର ସୁଯୋଗ ଲାଭ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ସମୟରେ ଅନନ୍ୟ ଆଞ୍ଚଳିକ ଭାଷା ଅନୁରୂପ ଗ୍ରନ୍ଥ ରଚିତ ହୋଇନଥିଲା। ଭାଷାର ଇତିହାସ ଅଧ୍ୟୟନ କରିବା ପୂର୍ବରୁ ସାରଳା ମହାଭାରତ ଖୁବ୍ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ହେଉଛି ଓଡ଼ିଆ ଭାଷାରେ ଉପଲବ୍ଧ ପ୍ରଥମ କାବ୍ୟ। ପୁନଶ୍ଚ ଏଥିରେ ଅପଭ୍ରଷ୍ଟ ତଥା ଦେଶଜ ଶବ୍ଦମାନଙ୍କର ବ୍ୟବହାର ବେଶୀ ଓ ତତ୍ସମ ଶବ୍ଦର ବ୍ୟବହାର କମ୍। ତାଙ୍କର ଅନ୍ୟ ରଚନାମାନ ହେଲା ବିଚିତ୍ର ରାମାୟଣ ଓ ଚଣ୍ଡୀ ପୁରାଣ। ଓଡ଼ିଆ ସାହିତ୍ୟର ଅନ୍ୟତମ ଅନୁପମ ବିଭବ ଭାବରେ ଚଉତିଶା କ ଠାରୁ କ୍ଷ ପର୍ଯ୍ୟନ୍ତ 34ଟି ଅକ୍ଷରକୁ ଆଦ୍ୟରେ ରଖି ଏହାର ପଦମାନ ରଚିତ ହୋଇଥିବାରୁ ଏହାର ନାମ ଚଉତିଶା। ଏଗୁଡ଼ିକ ଗୀତିକାର ଅନ୍ତର୍ଭୁକ୍ତ। ବିଭିନ୍ନ ଚଉତିଶାରେ ବିଭିନ୍ନ ରାଗ ବ୍ୟବହୃତ ହୋଇଥିବାର ଦେଖାଯାଏ। ଚଉତିଶାର ଗୀତଗୁଡ଼ିକ ସରଳ ଓ ହୃଦୟସ୍ପର୍ଶୀ। ଲୋକପ୍ରିୟ ଚଉତିଶା ଗୁଡ଼ିକ ମଧ୍ୟରେ ମାର୍କଣ୍ଡ ଦାସଙ୍କର କେଶବ କୈଲି ଅନ୍ୟତମ। ଭାଗବତକାର ଜଗନ୍ନାଥ ଦାସ କେଶବ କୈଲି ଉପରେ ଆଧ୍ୟାତ୍ମିକ ଟୀକା କରିଥିଲେ, ଯାହାର ନାମ ଅର୍ଥକୈଲି। ତେଣୁ ମାର୍କଣ୍ଡ ଦାସ ନିଶ୍ଚୟ ଜଗନ୍ନାଥ ଦାସଙ୍କର ପୂର୍ବବର୍ତ୍ତୀ। ମାର୍କଣ୍ଡ ଦାସଙ୍କୁ ସାରଳା ଦାସଙ୍କର ସମସାମୟିକ ବୋଲି କୁହାଯାଏ। ଅନେକ ବଛା ଦାସଙ୍କର କଳସା ଚଉତିଶାକୁ ଚଉତିଶା ଗୁଡ଼ିକ ମଧ୍ୟରେ ପ୍ରାଚୀନତମ ବୋଲି କହନ୍ତି, କିନ୍ତୁ ଭାଷା ଶୈଳୀ ଦୃଷ୍ଟିରୁ ଏହା ସାରଳା ଦାସଙ୍କର ପରବର୍ତ୍ତୀ ରଚନା ବୋଲି ଅଧିକାଂଶ ଗବେଷକଙ୍କ ମତ। ଅତଏବ ମାର୍କଣ୍ଡ ଦାସଙ୍କର କେଶବ କୈଲି
ହେଉଛି ଆଧୁନିକ ଓଡ଼ିଆ ସାହିତ୍ୟର ଆଦି କବିତା। ତାଙ୍କୁ ଅନୁକରଣ କରି ପରବର୍ତ୍ତୀ କାଳରେ ବହୁ କବି ଚଉତିଶାମାନ ରଚନା କରିଛନ୍ତି। ସେଗୁଡ଼ିକ ମଧ୍ୟରେ ବଳରାମ ଦାସଙ୍କର କମଳ ରଚନା ଶ୍ରୀହରି ଚଉତିଶା ଏବଂ ଭକ୍ତଚରଣ ଦାସଙ୍କର କଳା କରେବଳ କହ୍ନାଇ ଚଉତିଶା ଓ ମନବୋଧ ଚଉତିଶା ଖୁବ୍ ଜନପ୍ରିୟ ତଥା ପ୍ରସିଦ୍ଧ। ପଞ୍ଚସଖା ଯୁଗ ଷୋଡ଼ଶ ଶତାବ୍ଦୀ। ପଞ୍ଚଦଶ ଶତାବ୍ଦୀରେ ଶୂଦ୍ରମୁନି ସାରଳା ଦାସ ଯେଉଁ ଲିଖିତ ଓଡ଼ିଆ ସାହିତ୍ୟର ବୀଜ ବପନ କରିଥିଲେ, ଷୋଡ଼ଶ ଶତାବ୍ଦୀରେ ତାହା ପଲ୍ଲବିତ ହୋଇ ବୃଦ୍ଧିପ୍ରାପ୍ତ ହେବାରେ ଲାଗିଛି। ଏହି ଯୁଗରେ ବିଭିନ୍ନ ପୁରାଣ, କାବ୍ୟ, କବିତା, ଚଉତିଶା, ଛାନ୍ଦ ପ୍ରଭୃତି ରଚିତ ହୋଇ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଥିଲା। ଓଡ଼ିଆ ସାହିତ୍ୟାକାଶରେ ପାଞ୍ଚଟି ସମୁଜ୍ଜ୍ୱଳ ତାରକା ଉଦିତ ହୋଇଥିବାରୁ ଏହାକୁ ପଞ୍ଚସଖା ଯୁଗ ବୋଲି କୁହାଯାଏ। ପଞ୍ଚସଖାଙ୍କ ନାମ ଥିଲା ବଳରାମ ଦାସ, ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ଯଶବନ୍ତ ଦାସ ଏବଂ ଶିଶୁ ଅନନ୍ତ ଦାସ। ବଳରାମ ଦାସ 1475 ବା 1481 ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ ବୋଲି ଗ୍ରହଣ କରାଯାଏ। ତାଙ୍କର ପ୍ରସିଦ୍ଧ କୃତି ହେଲା ଜଗମୋହନ ରାମାୟଣ ବା ଦାଣ୍ଡି ରାମାୟଣ। ଏହା ସାରଳା ମହାଭାରତ ପରି ଦାଣ୍ଡି ବୃତ୍ତରେ ରଚିତ। ଏହା ସଂସ୍କୃତ ରାମାୟଣର ଆକ୍ଷରିକ ଅନୁବାଦ ନୁହେଁ। କବି ରାମଚନ୍ଦ୍ରଙ୍କ କାହାଣୀକୁ ଆଧାର କରି ଓଡ଼ିଆ ଭାଷାରେ ଏକ ସୁନ୍ଦର କାବ୍ୟ ରଚନା କରାଯାଇଛି। ଏହାର ଭାଷା ପରିପକ୍ୱ, ଭାବପୂର୍ଣ୍ଣ ତଥା ବୋଧଗାମ୍ୟ। ଏଥିରେ ଉତ୍କଳୀୟ ଓଡ଼ିଆ ସମାଜର ଚିତ୍ର ରୂପାୟିତ ହୋଇଅଛି। କବିଙ୍କର ଅନନ୍ୟ ରଚନା ମଧ୍ୟରେ ଭଗବଦ୍ ଗୀତା, ଅମରକୋଷ ଗୀତା, ଗୁପ୍ତ ଗୀତା, ବ୍ରହ୍ମାଣ୍ଡ ଭୂଗୋଳ, ଲକ୍ଷ୍ମୀ ପୁରାଣ, ନାମରତ୍ନ ଗୀତା, ଦୁର୍ଗାସ୍ତୁତି, ଭକ୍ତି ରସାମୃତ ସିନ୍ଧୁ, ସଭା ବିନୋଦ ପ୍ରଭୃତି ପ୍ରଧାନ। ପ୍ରାୟ ପ୍ରତ୍ୟେକ ଓଡ଼ିଆ ଭାଗବତ ସହ ପରିଚିତ। ଓଡ଼ିଆ ଜନଜୀବନ ଉପରେ ଭାଗବତ ଯେପରି ପ୍ରଭାବ ପକାଇ ଆସିଛି, ଅନ୍ୟ କୌଣସି ଗ୍ରନ୍ଥ ଏଯାବତ ତାହା କରିପାରି ନାହିଁ, ଭବିଷ୍ୟତରେ କରିପାରିବ ନାହିଁ। ଭାଗବତର ଆଦର ଏତେ ବୃଦ୍ଧି ପାଇଥିଲା ଯେ ଗାଁ ଗାଁରେ ଭାଗବତ ଟୁଙ୍ଗି ସ୍ଥାପିତ ହୋଇଥିଲା। ଭାଗବତ ଗାଦି ଶ୍ରୀକୃଷ୍ଣ ପ୍ରତିନିଧି ତୁଲ୍ୟ ପୂଜା ପାଉଥିଲେ। ଏବେ ମଧ୍ୟ ଅନେକ ସ୍ଥାନରେ ଭାଗବତ ପୋଥି ପୂଜିତ ହେଉଛନ୍ତି ଏବଂ ଅନେକ ମନ୍ଦିରରେ ଭାଗବତ ପାରାୟଣ କରାଯାଉଛି। ପୂର୍ବେ ଲୋକେ ପିଲାଙ୍କୁ ପାଠ ପଢ଼ାଇବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପିଲାଟିଏ ଶିକ୍ଷିତ ହେଲେ ଭାଗବତ ପଢ଼ି ଶୁଣାଇ ପାରିବ। ଏଣୁ ଓଡ଼ିଆ ଜାତିର ଶିକ୍ଷିତ ତଥା ସଂସ୍କୃତି ସମ୍ପନ୍ନ କରିବାର ଭାଗବତକାର ଜଗନ୍ନାଥ ଦାସଙ୍କ ଆବେଦନ ଚିରଦିନ ପାଇଁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ଜଗନ୍ନାଥ ଦାସ 1490 ଖ୍ରୀଷ୍ଟାବ୍ଦରେ ପୁରୀ ଜିଲ୍ଲାର ନିକଟବର୍ତ୍ତୀ କପିଳେଶ୍ୱର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ବୋଲି ଗବେଷକଙ୍କ ମତ। ଏହି ଛୋଟ ବୟସରୁ ସେ ବେଦ, ରାମାୟଣ, ମହାଭାରତ, ଭାଗବତ ପ୍ରଭୃତି ଶାସ୍ତ୍ରରେ ଧୁରୀଣ ହୋଇଥିଲେ। କଥିତ ଅଛି, ସଂସ୍କୃତ ବୁଝିପାରୁନଥିବା ନିଜ ମାଙ୍କର ଭାଗବତ କଥା ଜାଣିବାର ଇଚ୍ଛା ପୂରଣ ପାଇଁ ଜଗନ୍ନାଥ ଓଡ଼ିଆ ଭାଷାରେ ଭାଗବତ ରଚନା କରିଥିଲେ। ଏହା ନବାକ୍ଷରୀ ବୃତ୍ତରେ ରଚିତ। ଏହା ସଂସ୍କୃତ ଭାଗବତର ଆକ୍ଷରିକ ଅନୁବାଦ ନୁହେଁ। ଏଥିରେ ଭାଗବତର ତତ୍ତ୍ୱକୁ ଏତେ ସରଳ ତଥା ସାବଲୀଳ ଭାଷା ମାଧ୍ୟମରେ ବୁଝାଇଛନ୍ତି ଯେ ଏହା ମୂଳ ଭାଗବତ ଅପେକ୍ଷା ଅଧିକତର ସୁଖପାଠ୍ୟ ହୋଇପାରିଛି। ଫଳରେ ଏହାର ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଇଛି। ଏହା ଓଡ଼ିଆ ଜନଜୀବନର ଏକ ଅପରିହାର୍ଯ୍ୟ ଅଙ୍ଗ ହୋଇପାରିଛି। ପଣ୍ଡିତଠାରୁ ଆରମ୍ଭ କରି କୃଷକ ପର୍ଯ୍ୟନ୍ତ ସମସ୍ତେ ଏଠାରୁ ପ୍ରେରଣା ଲାଭ କରିଛନ୍ତି। ଭାଷା ଦୃଷ୍ଟିରୁ ଭାଗବତ ମଧ୍ୟ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଆଧୁନିକ ଓଡ଼ିଆ ଭାଷାର ନିକଷ ହେଉଛି ଭାଗବତ। କହିବା ବାହୁଲ୍ୟ ଯେ ଆଜି ଆମେ ଯେଉଁ ଓଡ଼ିଆ ଭାଷାରେ ଲେଖାପଢ଼ା କରୁଛୁ ତାହା ହେଉଛି ଭାଗବତର ଭାଷା। ଜଗନ୍ନାଥ ଦାସଙ୍କର ଅନନ୍ୟ ରଚନା ମଧ୍ୟରେ କୃଷ୍ଣଭକ୍ତି, କଳ୍ପଲତା, ନୀଳାଦ୍ରି ଶତକ, ମୃଗୁଣୀ ଶ୍ରୁତି, ତୁଳାଭିଣା ପ୍ରଭୃତି ପ୍ରଧାନ। ଭାଗବତ ପରି ଓଡ଼ିଶାର ଅନ୍ୟ ଏକ ଜନପ୍ରିୟ ଗ୍ରନ୍ଥ ହେଲା ସପ୍ତଖଣ୍ଡ ହରିବଂଶ। ଏହାର ରଚୟିତା ହେଲେ ଅଚ୍ୟୁତାନନ୍ଦ ଦାସ। ଏହା ସଂସ୍କୃତ ହରିବଂଶର ନିଛକ ଅନୁବାଦ ନୁହେଁ। ଏଥିରେ ଶ୍ରୀକୃଷ୍ଣଙ୍କର ଦିବ୍ୟଲୀଳା ବିଷୟରେ ସରଳ ଭାଷାରେ ବର୍ଣ୍ଣିତ। ଅନେକ ସ୍ଥାନରେ କୃଷ୍ଣ ଭକ୍ତମାନେ ହରିବଂଶ ପାରାୟଣ କରନ୍ତି। ଅଚ୍ୟୁତାନନ୍ଦ ଚିତ୍ରୋତ୍ପଳା ତୀରବର୍ତ୍ତା ନେମ୍ବାଳ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ପ୍ରତାପରୁଦ୍ର ଦେବଙ୍କର ସମସାମୟିକ। ତାଙ୍କର ଅନ୍ୟ ଏକ ପ୍ରସିଦ୍ଧ କୃତି ହେଲା ମାଳିକା। ଏହାଛଡ଼ା ସେ ବହୁ ଭଜନ ଓ ଚୌପଦୀ ପ୍ରଭୃତି ମଧ୍ୟ ରଚନା କରିଛନ୍ତି। ତାଙ୍କ ରଚିତ ଶୂନ୍ୟ ସଂହିତାରୁ ସେ ଜଣେ ଯୋଗମାର୍ଗୀ ମଧ୍ୟ ବୋଲି ଜଣାଯାଏ। ଶିଶୁ ଅନନ୍ତ ଦାସଙ୍କର ଭୁବନେଶ୍ୱର ନିକଟବର୍ତ୍ତୀ ବାଲିପାଟଣା ଗ୍ରାମରେ ପଞ୍ଚଦଶ ଶତାବ୍ଦୀର ଶେଷ ଦଶକରେ ଜନ୍ମଗ୍ରହଣ କରିଥିଲେ ବୋଲି ଅନେକ କହନ୍ତି। ସେ କହିଥିଲେ ଅନେକ ମାଧ୍ୟମିକ ତତ୍ତ୍ୱ ସମ୍ବଳିତ ଭଜନର ସ୍ରଷ୍ଟା। ହେତୁଦୟ ଭାଗବତ, ପିଣ୍ଡ ବ୍ରହ୍ମାଣ୍ଡ ଗୀତା, ଭକ୍ତି ମୁକ୍ତିଦାୟକ ଗୀତା ପ୍ରଭୃତି ତାଙ୍କର ପ୍ରସିଦ୍ଧ ରଚନା ଗୁଡ଼ିକ ମଧ୍ୟରୁ ଅନ୍ୟତମ। ଏହାଛଡ଼ା ସେ ମଧ୍ୟ ଅନେକ ଭଜନ,
ଚଉତିଶାର ପ୍ରେରଣା ତାଙ୍କର ରଚନାରୁ ସେ ଜଣେ ନାନା ଧର୍ମୀ ଥିଲେ ବୋଲି ଜଣାଯାଏ। ଯଶୋବନ୍ତ ଦାସଙ୍କ କଟକ ଜିଲ୍ଲାରେ ଅଢଙ୍ଗ ଗ୍ରାମରେ ପଞ୍ଚଦଶ ଶତାବ୍ଦୀର ଶେଷ ଭାଗରେ ଜନ୍ମଗ୍ରହଣ କରିଥିଲେ ବୋଲି ଅନେକ କହନ୍ତି। ନାଥ ଧର୍ମ ସମ୍ପ୍ରଦାୟର ଅନନ୍ତ ଜନପ୍ରିୟ ଗ୍ରନ୍ଥ ଗୋବିନ୍ଦଚନ୍ଦ୍ରର ସେ ରଚୟିତା। ସେ ମଧ୍ୟ ଅନେକ ଭଜନର ପ୍ରଣେତା। ତାପରେ ଆସିଲା ପ୍ରାଗଳଙ୍କାର ଯୁଗ। ପଞ୍ଚସଖା ଯୁଗର କବିମାନଙ୍କର ରଚନା ଥିଲା ପୁରାଣ ଭିତ୍ତିକ। ଭାଷା ଥିଲା ସରଳ, ବୋଧଗମ୍ୟ ଓ ଅଳଙ୍କାରାଦି ଆଡ଼ମ୍ବର ଶୂନ୍ୟ। କବି କେବଳ ଅନ୍ୟର କଥାବସ୍ତୁକୁ ଅବଲମ୍ବନରେ କାବ୍ୟ ସୃଷ୍ଟି କରି ସନ୍ତୁଷ୍ଟ ହୁଏ ନାହିଁ। ସେ ସ୍ରଷ୍ଟା। ନୂତନ ସୃଷ୍ଟି ପାଇଁ ତାର ମନ ସର୍ବଦା ଚାହୁଁଥାଏ। ଏହି ନିୟମରେ ଓଡ଼ିଆ ଭାଷା କାଳ୍ପନିକ କାବ୍ୟ ରଚନା ଆରମ୍ଭ କରିଥିଲେ। ଭଞ୍ଜ ଯୁଗରେ କାବ୍ୟ ଜଗତରେ କଳ୍ପନା ବିଳାସ ଶୀର୍ଷକୁ ସ୍ପର୍ଶ କରିଥିଲେ। ଷୋଡ଼ଶ ଶତାବ୍ଦୀର ଆଦ୍ୟ ଭାଗରେ ଜଣେ କବି ପ୍ରଥମ ଥର ପାଇଁ ଓଡ଼ିଆ ସାହିତ୍ୟରେ କାଳ୍ପନିକ କାବ୍ୟର ସୃଷ୍ଟି କଲେ। ଏହି କବିଙ୍କର ନାମ ଅର୍ଜୁନ ଦାସ ଓ ଓଡ଼ିଆ ସାହିତ୍ୟର ପ୍ରଥମ କାଳ୍ପନିକ କାବ୍ୟ ହେଲା କଳ୍ପଲତା। ଏହି କାବ୍ୟ ବହୁଦିନ ପର୍ଯ୍ୟନ୍ତ କବିମାନଙ୍କର ଦିଗ୍ଦର୍ଶକ ହୋଇ ରହିଥିଲା। କଳ୍ପଲତା ରଚନା ପୂର୍ବରୁ କବି ରାମବିଭା ନାମକ ଏକ ପୌରାଣିକ କାବ୍ୟ ରଚନା କରିଥିଲେ। ଏହା ହେଉଛି ଓଡ଼ିଆ ସାହିତ୍ୟର ପ୍ରଥମ ଛନ୍ଦବଦ୍ଧ କାବ୍ୟ। ଏହାର କଥାବସ୍ତୁ ପୁରାଣରୁ ଗୃହୀତ ହେଲେ ମଧ୍ୟ କବି ଏହାକୁ ଉପାଖ୍ୟାନ ଭାବରେ ଉପସ୍ଥାପନ କରିବାର ମୌଳିକତା ଦେଖାଇଛନ୍ତି। ମାର୍କଣ୍ଡ ଦାସଙ୍କର କେଶବ କୋଇଲିଠାରୁ ଓଡ଼ିଆ କବିତା ରଚନା ଆରମ୍ଭ ହୋଇଯାଇଥିଲା। ଷୋଡ଼ଶ ଶତାବ୍ଦୀରେ କେତେଜଣ ଗୀତ କବି ଆବିର୍ଭୂତ ହୋଇ ସାହିତ୍ୟକୁ ସମୃଦ୍ଧ କରିଥିଲେ। ସେମାନଙ୍କ ମଧ୍ୟରେ ପ୍ରଧାନ ହେଲେ ଅର୍ଜୁନ ଦାସ, ଦାମୋଦର ଦାସ, ଦେବଦୁର୍ଲ୍ଲଭ ଦାସ, ଭକ୍ତ କବି ସାଲବେଗ ପ୍ରଭୃତି। ଦାମୋଦର ଦାସ ଷୋଡ଼ଶ ଶତାବ୍ଦୀରେ ପ୍ରଥମାର୍ଦ୍ଧରେ ଜାତ ହୋଇଥିଲେ। ତାଙ୍କର ରସକୂଲ୍ୟ ଚଉତିଶା ଏକ ରସପୂର୍ଣ୍ଣ କବିତା। ଓଡ଼ିଆ ଛାନ୍ଦ ସାହିତ୍ୟରେ ଏହାର ସ୍ଥାନ ଗୁରୁତ୍ୱପୂର୍ଣ୍ଣ, କାରଣ ଅନ୍ୟ ଛାନ୍ଦ କବିମାନେ ଏହାକୁ ଅନୁସରଣ କରି ଛନ୍ଦମାନ ରଚନା କରିଥିଲେ। ଦେବଦୁର୍ଲ୍ଲଭ ଦାସ ଷୋଡ଼ଶ ଶତାବ୍ଦୀର ଶେଷ ବା ସପ୍ତଦଶ ଶତାବ୍ଦୀର ପ୍ରାରମ୍ଭ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରସିଦ୍ଧ କାବ୍ୟ ହେଉଛି ରହସ୍ୟମଞ୍ଜରୀ। ଏହାର ଭାଷା ଶୈଳୀ, ରସ, ବର୍ଣ୍ଣନା ବିଳାସ ତଥା ଭକ୍ତିଭାବ ସବୁକିଛି ଖୁବ୍ ଉଚ୍ଚ କୋଟିର। ଦେବଦୁର୍ଲ୍ଲଭ ଦାସଙ୍କର ସମସାମୟିକ ଆଉ ଜଣେ ବିଶିଷ୍ଟ ଗୀତିକବି ହେଲେ ଭକ୍ତକବି ସାଲବେଗ। ସେ 1592-93 ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ ବୋଲି ଜଣାଯାଏ। କେହି କେହି କହନ୍ତି ସେ 1607 ଖ୍ରୀଷ୍ଟାବ୍ଦରେ କଟକରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତା ହେଉଛନ୍ତି ମୁସଲମାନ ସୁବେଦାର ଲାଲବେଗ ଓ ମାତା ହେଉଛନ୍ତି ଜଣେ ବ୍ରାହ୍ମଣୀ। ସେ ମାତାଙ୍କର ପ୍ରଭାବରେ ପ୍ରଭାବିତ ହୋଇ ଜଗନ୍ନାଥ ଜଣେ ପରମ ଭକ୍ତ ପାଲଟିଥିଲେ ଏବଂ ତାଙ୍କ ଉଦ୍ଦେଶ୍ୟରେ ସେ ବହୁ ହୃଦୟସ୍ପର୍ଶୀ ଜଣାଣ ଲେଖି ଯାଇଛନ୍ତି। ତାଙ୍କ ଆହେ ନୀଳ ସହିଳ ପ୍ରବଳ ମତ ବାରଣ ଓ ଆହେ ନୀଳଗିରି ତୁମ୍ଭ ଶ୍ରୀଭୁଜେ ଦୟଣା କେରି କେରି ପ୍ରଭୃତି ଅତି ଲୋକପ୍ରିୟ। ଷୋଡ଼ଶ ଶତାବ୍ଦୀର ଶେଷ ଭାଗର ଅନ୍ୟ ଜଣେ ପ୍ରସିଦ୍ଧ କବି ହେଲେ ଶିଶୁ ଶଙ୍କର ଦାସ। ତାଙ୍କର ପ୍ରସିଦ୍ଧ କାବ୍ୟ ହେଲା ଉଷାଭିଳାଷ। ଏହି କାବ୍ୟ ଉପେନ୍ଦ୍ର ଭଞ୍ଜଙ୍କୁ କାବ୍ୟ ରଚନାରେ ପ୍ରେରଣା ଦେଇଥିଲା। ଏଥିରୁ ଉଷାଭିଳାଷ ଜନପ୍ରିୟତା ଓ ସାହିତ୍ୟିକ ମୂଲ୍ୟ ଅନୁମେୟ। ସାରଳା ଦାସଙ୍କ ମହାଭାରତ ଯେପରି ଓଡ଼ିଆ ସାହିତ୍ୟର ପଦ୍ୟକାବ୍ୟ, ରୁଦ୍ର ସୁଧାନିଧି ସେହିପରି ଆଦ୍ୟକାବ୍ୟ ମଧ୍ୟ। ଏଥିରେ ପଦ୍ୟ ପରି ଛନ୍ଦର ପ୍ରତିଧ୍ୱନି ରହିଥିବାରୁ ଏହାକୁ ପଦ୍ୟାତ୍ମକ ଗଦ୍ୟକାବ୍ୟ ବୋଲି କୁହାଯାଏ। ଏହାର ଭାଷା ମାର୍ଜିତ, ସୁକୁମାର, ଅଳଙ୍କାରିକ ତଥା ସୁଶ୍ରାବ୍ୟ। ଏହାର ଲେଖକ ନାରାୟଣାନନ୍ଦ ଅବଧୂତି ସ୍ୱାମୀ ନିଶ୍ଚିତ ରୂପେ ଜଣେ ପ୍ରତିଭାବାନ କବି। ଭାଷା ଦୃଷ୍ଟିରୁ ବିଚାର କଲେ ରୁଦ୍ର ସୁଧାନିଧି ଷୋଡ଼ଶ ବା ସପ୍ତଦଶ ଶତାବ୍ଦୀର ରଚନା ବୋଲି ମନେହୁଏ। ତାଦୃଶ ଗଦ୍ୟକାବ୍ୟ ସମକାଳୀନ ଭାରତୀୟ ସାହିତ୍ୟରେ ଦୁର୍ଲଭ। ଏଣୁ ଏହା କେବଳ ଓଡ଼ିଆ ସାହିତ୍ୟରେ ନୁହେଁ, ଭାରତୀୟ ସାହିତ୍ୟରେ ବିଶିଷ୍ଟ ଗୌରବମୟ ସ୍ଥାନ ଅଧିକାରୀ। ଅଳଙ୍କାର ଯୁଗ ସପ୍ତଦଶ ଶତାବ୍ଦୀରୁ ଊନବିଂଶ ଶତାବ୍ଦୀର ମଧ୍ୟଭାଗ। ପଞ୍ଚସଖା ଯୁଗର ଶେଷ ହେବା ବେଳକୁ ଓଡ଼ିଶାରେ କାବ୍ୟ ରଚନା ଆରମ୍ଭ ହୋଇଯାଇଥିଲା। ସଂସ୍କୃତ ଭାଷାର ପ୍ରସାର ସଙ୍ଗେ ସଙ୍ଗେ ଓଡ଼ିଆ ଭାଷାରେ କ୍ରମଶଃ ତତ୍ସମ ଶବ୍ଦମାନଙ୍କର ବ୍ୟବହାର ବୃଦ୍ଧି ପାଇଲା। ଆମ ଭାଷାର ଦୁଇ ରୂପ ଦେଖାଦେଲା, ତାହା ହେଲେ ସାଧୁଭାଷା ଓ ଗ୍ରାମ୍ୟ ଭାଷା। ସାହିତ୍ୟରେ ଶବ୍ଦାଡମ୍ବର ପ୍ରାଧାନ୍ୟ ଦିଆଗଲା ଓ ଶିଷ୍ଟ ଶବ୍ଦଗୁଡ଼ିକୁ ମଧ୍ୟରେ ଅଶିଷ୍ଟ ଶବ୍ଦର ପ୍ରୟୋଗ ଗୁରୁଚଣ୍ଡାଳ ଦୋଷ ବୋଲି ବିବେଚିତ ହେଲା। କ୍ରମଶଃ ପଣ୍ଡିତମାନେ ସାଧୁ ଭାଷାରେ କାବ୍ୟ କବିତା ରଚନା କରିବାକୁ ଆଗଭର ହେଲେ।
ସେମାନେ ସଂସ୍କୃତ କବିମାନଙ୍କର ସମକକ୍ଷ ହେବା ପାଇଁ କାବ୍ୟରେ ବିଭିନ୍ନ ପ୍ରକାର ଅଳଙ୍କାରର ବହୁଳ ପ୍ରୟୋଗ କଲେ। ଫଳରେ ଉଚ୍ଚକୋଟୀର କାବ୍ୟ ସୃଷ୍ଟି ହେଲା ସତ୍ୟ, କିନ୍ତୁ ସେହି କାବ୍ୟର ବୁଝିବା ପାଇଁ ଟୀକାର ଆବଶ୍ୟକ ପଡ଼ିଲା। ଏହିପରି ଭାବରେ ଓଡ଼ିଆ ସାହିତ୍ୟ କ୍ରମଶଃ ଗ୍ରାମୀଣ ସରଳତାରୁ ପାଣ୍ଡିତ୍ୟପୂର୍ଣ୍ଣ କ୍ଳିଷ୍ଟତା ଆଡ଼କୁ ଗତି କରିବାକୁ ଲାଗିଲା। କାବ୍ୟ କବିତାରେ କଳ୍ପନା ବିଳାସୀ ବୃଦ୍ଧି ପାଇଲା। କବିମାନେ ଅପୂର୍ବ ଶବ୍ଦ ସଂଯୋଜନା ଶୈଳୀରେ ଚମତ୍କାର ବର୍ଣ୍ଣନା ସହିତ ଶୃଙ୍ଗାର ରସ ପ୍ରାଧାନ୍ୟ କାବ୍ୟମାନ ରଚନା କରି ବିଦ୍ୱାନ ମଣ୍ଡଳୀରେ ପ୍ରତିଷ୍ଠା ଅର୍ଜନ କରିଥିଲେ। ଅନେକ ଏହି ଯୁଗରେ ରୀତି ଯୁଗ ବୋଲି କହନ୍ତି। ରୀତି ହେଉଛି ଗୁଣାଶ୍ରୟୀ, ଗୁଣ କାବ୍ୟର ଅନ୍ତରଙ୍ଗ ସୌନ୍ଦର୍ଯ୍ୟ ବର୍ଦ୍ଧକ। କିନ୍ତୁ ସେ ଯୁଗର କବିମାନେ ରୀତି ଅପେକ୍ଷା ଅଳଙ୍କାରକୁ ଅଧିକ ପ୍ରାଧାନ୍ୟ ଦେଇଛନ୍ତି। ଫଳରେ କାବ୍ୟର ବାହ୍ୟ ସୌନ୍ଦର୍ଯ୍ୟତା ବିକଶିତ ହୋଇଅଛି। ଏଣୁ ଯୁଗର ଅଳଙ୍କାର ଯୁଗ କହିବା ସମୀଚୀନ ଅଟେ। ଉପେନ୍ଦ୍ର ଭଞ୍ଜ ପିତାମହ ଧନଭଞ୍ଜ ଥିଲେ ଆଳଙ୍କାରିକ କବିର ପ୍ରେରଣାଦାତା। ସେ 1611 ଖ୍ରୀଷ୍ଟାବ୍ଦରେ ଘୁମୁସର ରାଜବଂଶରେ ଜନ୍ମଗ୍ରହଣ କରିଥିଲେ। 1636ରୁ 1701 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ। ତାଙ୍କ ଜୀବନ ନିରବିଚ୍ଛିନ୍ନ କାବ୍ୟ ସାଧନାରେ ବ୍ୟତୀତ ହୋଇଥିଲା। ସେ ସଂସ୍କୃତ କବିମାନଙ୍କ ଆଦର୍ଶରେ ନାୟିକାମାନଙ୍କର ରୂପ ବର୍ଣ୍ଣନା, ପ୍ରକୃତି ବର୍ଣ୍ଣନା, ଅଳଙ୍କାର ପ୍ରୟୋଗ ପ୍ରଭୃତିର ଆୟାମାରମ୍ଭ କଲେ। ତାଙ୍କ ନୀତି ଉପେନ୍ଦ୍ର ଭଞ୍ଜ ତାଙ୍କର ରଚନା ଗୁଡ଼ିକ ଦ୍ୱାରା ବିଶେଷ ପ୍ରଭାବିତ ହୋଇଥିଲେ। ଧନଞ୍ଜୟ ଭଞ୍ଜଙ୍କର କାବ୍ୟଗୁଡ଼ିକ ମଧ୍ୟରେ ମଦନମଞ୍ଜରୀ, ତ୍ରିପୁର ସୁନ୍ଦରୀ, ଇଚ୍ଛାବତୀ, ଅଙ୍ଗନରେଖୀ ଓ ରଘୁନାଥ ବିଳାସ ପ୍ରଧାନ। ପ୍ରଥମ ଚାରୋଟି କାଳ୍ପନିକ କାବ୍ୟ ଓ ଶେଷ କାବ୍ୟଟି ରାମାୟଣ ଅନୁସାରେ ରଚିତ। ସେ ଅନେକ ଚୌପଦୀ ମଧ୍ୟ ରଚନା କରିଥିଲେ। ଚୌପଦୀ ଭୂଷଣ ତନ୍ମଧ୍ୟରୁ ପ୍ରଧାନ। ତାପରେ କାବ୍ୟ ଜଗତର ଅନ୍ୟ ଅଗାଧ ପଣ୍ଡିତ ସମ୍ପନ୍ନ ତଥା ଅସାଧାରଣ ପ୍ରତିଭାର କବିଙ୍କର ଆବିର୍ଭାବ ଘଟିଲା। ସେ ହେଉଛନ୍ତି ଉପେନ୍ଦ୍ର ଭଞ୍ଜ, ଯାହାଙ୍କୁ କବି ସମ୍ରାଟ ଉପାଧିରେ ମଣ୍ଡିତ କରାଯାଇଛି। ଉପେନ୍ଦ୍ର ଭଞ୍ଜଙ୍କ ସମସାମୟିକ 1670ରୁ 1740 ସେ ଘୁମୁସର ରାଜବଂଶରେ ଜନ୍ମଗ୍ରହଣ କରିଥିଲେ। ତରୁଣ ବୟସରେ ସେ ରାଜପରିବାରର ଷଡ଼ଯନ୍ତ୍ରରେ ନିଜ ରାଜ୍ୟରୁ ବିତାଡ଼ିତ ହୋଇ ନିକଟବର୍ତ୍ତୀ ନୟାଗଡ଼ରେ ଆଶ୍ରୟ ନେଇଥିଲେ। ତାଙ୍କର ପିତାମହ ଧନଞ୍ଜୟ ଭଞ୍ଜ ଥିଲେ ଜଣେ ଉଚ୍ଚକୋଟୀର କବି। ଉପେନ୍ଦ୍ର ଭଞ୍ଜ ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହୋଇ କାବ୍ୟ ରଚନା କରୁଥିଲେ। କଥିତ ଅଛି ଯେ ଉଡ଼ଗାଁରେ ପ୍ରସିଦ୍ଧ ରଘୁନାଥ ମନ୍ଦିରରେ ତାଙ୍କର ସର୍ବୋତ୍କୃଷ୍ଟ କାବ୍ୟ ବୈଦେହୀଶ ବିଳାସ ରଚିତ ହୋଇଥିଲା, ଯାହାର ପ୍ରତ୍ୟେକ ପଦର ମୂଳ ଅକ୍ଷର ବ। ରାମାୟଣର କଥାବସ୍ତୁକୁ ଉପଜୀବି କରି ଏହି କାବ୍ୟ ରଚିତ ହୋଇଅଛି। ତାଙ୍କର ଅନନ୍ୟ ପ୍ରସିଦ୍ଧ କବିମାନ ହେଉଛନ୍ତି ଲାବଣ୍ୟବତୀ, ପ୍ରେମସୁଧାନିଧି, କଟି ବ୍ରହ୍ମାଣ୍ଡ ସୁନ୍ଦରୀ ଏବଂ ରସିକାହାରାବଳୀ, ସୁଭଦ୍ରା ପରିଣୟ, କଳା କୌତୁରୀ, ଅବନା ଶତରଙ୍ଗ ପ୍ରଭୃତି। ଉପେନ୍ଦ୍ର ଭଞ୍ଜ ଜଣେ ପ୍ରତିଭାଧର ସଙ୍ଗୀତ କବି। ଏହାଛଡ଼ା ତାଙ୍କର କାବ୍ୟ କବିତାମାନ ଉତ୍କୃଷ୍ଟ ରସପୂର୍ଣ୍ଣ। ସେଥିପାଇଁ ତାଙ୍କୁ ରସକବି ମଧ୍ୟ କୁହାଯାଏ। କାବ୍ୟ ଛଡ଼ା ଅନ୍ୟ ସଂଖ୍ୟା, ଛାନ୍ଦ, ଚୌପଦୀ ଓ ଦୋହା ପ୍ରଭୃତି ରଚନା କରି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛନ୍ତି। ଉପେନ୍ଦ୍ର ଭଞ୍ଜଙ୍କ ସମସାମୟିକ ଆଉ ଜଣେ ବିଶିଷ୍ଟ କବି ହେଲେ ଦୀନକୃଷ୍ଣ ଦାସ। ତାଙ୍କର ପ୍ରସିଦ୍ଧ କାବ୍ୟ ହେଲା ରସକଲ୍ଲୋଳ, ଯାହାର ପ୍ରତ୍ୟେକ ପଦ କରୁ ଆରମ୍ଭ। ରସକଲ୍ଲୋଳର ପଦଲାଳିତ୍ୟ ଓଡ଼ିଆ ସାହିତ୍ୟରେ ଦୁର୍ଲଭ। ଶ୍ରୀକୃଷ୍ଣଙ୍କର ରସମୟ ଗୋପଲୀଳା ଏହାର ପ୍ରତିପାଦ୍ୟ ବିଷୟ। ଦୀନକୃଷ୍ଣଙ୍କର ରାସକଲ୍ଲୋଳ ଦ୍ୱାରା ପ୍ରଭାବିତ ହୋଇ ଉପେନ୍ଦ୍ର ଭଞ୍ଜ ବୈଦେହୀଶ ବିଳାସ ରଚନା କରିଥିଲେ ବୋଲି ଜନଶ୍ରୁତି ଅଛି। ଦୀନକୃଷ୍ଣଙ୍କର ଅନୁମତି 1650ରୁ 1710 ଖ୍ରୀଷ୍ଟାବ୍ଦ। ତାଙ୍କର ଆର୍ତ୍ତତ୍ରାଣ, ଚଉତିଶା, ନାବ କେଳି, ଜଗବନ୍ଧୁ ଛାନ୍ଦ ପ୍ରଭୃତି କବିତା ଖୁବ୍ ଜନପ୍ରିୟ। ଅଳଙ୍କାର ଯୁଗରେ ଆମ ଓଡ଼ିଶାରେ ବୈଷ୍ଣବ ଧର୍ମର ପ୍ରସାର ବିଶେଷ ବୃଦ୍ଧି ପାଇଥିଲା। ତାଙ୍କର ପ୍ରମାଣ ହେଉଛି ଭୂପତି ପଣ୍ଡିତଙ୍କର ପ୍ରେମ ପଞ୍ଚାମୃତ କାବ୍ୟ। ଏହା ଏକ ଭକ୍ତିରସାନ୍ୱିତ ବୈଷ୍ଣବ କାବ୍ୟ। ଗୋପୀପ୍ରେମ ଏହାର ପ୍ରାଧାନ୍ୟ ଉପଜୀବି। ଭାଷା ସରଳ, ମଧୁର ଓ ଭାବପୂର୍ଣ୍ଣ। ଏହା ଭାଗବତ ପରି ନବାକ୍ଷରୀ ଛନ୍ଦରେ ଲିଖିତ। କବିଙ୍କ ସମୟ 1718 ଶତାବ୍ଦୀ। ତାଙ୍କର ଉଦ୍ଭବ ଚଉତିଶା ଓ ଭୂପତି ଚଉତିଶା ବିଶେଷ ଲୋକପ୍ରିୟ। 18 ଶତାବ୍ଦୀରେ ଜଣେ ଜନକବି ହେଲେ ବିଶ୍ୱନାଥ ଖୁଣ୍ଟିଆ। ତାଙ୍କର ବିଚିତ୍ର ରାମାୟଣ ବା ବିଶି ରାମାୟଣ ଯେପରି ସରଳ, ସେହିପରି ଭାବସ୍ପର୍ଶୀ। ଏଥିରେ ବିଭିନ୍ନ ମନୋହରିଣୀ ରାଗିଣୀ ସମାବେଶ ଘଟିଅଛି। ଓଡ଼ିଶାର ପୁରପଲ୍ଲୀରେ ଏହା ଅତ୍ୟନ୍ତ ଲୋକପ୍ରିୟ। ଜଗନ୍ନାଥ ହୋ କିଛି ମାଗୁ ନାହିଁ ତୋତେ, ଏହି ଲୋକପ୍ରିୟ ଜଣାଣର ରଚୟିତା ବନମାଳୀ ହେଉଛନ୍ତି ଅଷ୍ଟାଦଶ ଶତାବ୍ଦୀର କବି। ସେ ଜଣେ ଶକ୍ତିଶାଳୀ ସଙ୍ଗୀତକାର ଥିଲେ। ଲୋକେ ତାଙ୍କର ସଙ୍ଗୀତ ଗୁଡ଼ିକ ଅତ୍ୟନ୍ତ ଶ୍ରଦ୍ଧା ସହକାରେ ଗାଇଥାନ୍ତି, କାରଣ ସେଗୁଡ଼ିକ ମନରେ ଅପୂର୍ବ
ଭାବଛାସ ସୃଷ୍ଟି କରିପାରନ୍ତି। ଚାଟ ଇଚ୍ଛାବତୀ ତାଙ୍କର ଏକ କ୍ଷୁଦ୍ର କାବ୍ୟ ହେଲେ ହେଁ ଏଥିରେ ନିହିତ ମୌଳିକ କଳ୍ପନା ବିଳାସ ପାଠକକୁ ମୁଗ୍ଧ କରେ। ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା 1738 ମସିହାରେ ନୟାଗଡ଼ ଜିଲ୍ଲାରେ ଶରଣକୂଳ ନିକଟବର୍ତ୍ତୀ ଭିକାରୀପଡ଼ା ଗ୍ରାମରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ବହୁଳ ଭାଷାରେ ପଣ୍ଡିତ ଥିଲେ। ସେ ଥିଲେ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କର ଗୁରୁ। ସଦାନନ୍ଦ ବ୍ରହ୍ମାଙ୍କର ବିଶିଷ୍ଟ ଗ୍ରନ୍ଥ ହେଲା ଯୁଗଳ ରସାମୃତ ଲହରୀ। ଏଥିରେ ରାଧାକୃଷ୍ଣଙ୍କ ଲୀଳା ମନୋଜ୍ଞ ଭାବରେ ବର୍ଣ୍ଣିତ। ତାଙ୍କର ଅନନ୍ୟ ଗ୍ରନ୍ଥ ମଧ୍ୟରେ ଯୁଗଳ ରସାମୃତ, ଭଉଁରୀ, ପ୍ରେମ, କଳ୍ପଲତା, ନିଷ୍ଠା, ନୀଳମଣି, ତତ୍ତ୍ୱ, ଲଙ୍ଗିତ, କୁଞ୍ଜ ବିହାର, ମୋହନଲତା, ବିଶ୍ୱମ୍ଭର ବିହାର ପ୍ରଭୃତି ପ୍ରସିଦ୍ଧ। ଏହା ବ୍ୟତୀତ ସେ ଅନେକ ଭଜନ, ଜଣାଣ ଓ ଚଉତିଶା ରଚନା କରିଯାଇଛନ୍ତି। ଖୋର୍ଦ୍ଧାର ଗଜପତି ମହାରାଜ ବୀରକେଶରୀ ଦେବ ତାଙ୍କର ପ୍ରତିଭା ଦେଖି ତାଙ୍କୁ କବିସୂର୍ଯ୍ୟ ଉପାଧିରେ ଭୂଷିତ କରିଥିଲେ। କାବ୍ୟ ଯୁଗର ମହାନ କବିମାନଙ୍କ ସମାଜରେ ଉପେନ୍ଦ୍ର ଭଞ୍ଜ, ତାଙ୍କ ତଳକୁ ଅଭିମନ୍ୟୁ ସାମନ୍ତ ସିଂହାର ସ୍ଥାନ। ତାଙ୍କ ସମୟରେ 1757ରୁ 1806 ସେ ବହୁ ଶାସ୍ତ୍ରରେ ଅଭିଜ୍ଞ ଓ ବହୁଳ ଭାଷାରେ ପ୍ରବୀଣ ଥିଲେ। ତାଙ୍କର ପ୍ରସିଦ୍ଧ କୃତି ହେଲା ବିଦଗ୍ଧ ଚିନ୍ତାମଣି। ଏହା ଆଳଙ୍କାରିକ ଶୈଳୀରେ ରଚିତ। ରାଧାକୃଷ୍ଣଙ୍କ ପ୍ରେମ ଏହାର ମୁଖ୍ୟ ପ୍ରତିପାଦ୍ୟ ବିଷୟ। କବିତ୍ୱ, ପାଣ୍ଡିତ୍ୟ, ରସ, ଭକ୍ତି ଏ ପ୍ରତ୍ୟେକ ଦୃଷ୍ଟିରୁ ବିଦଗ୍ଧ ଚିନ୍ତାମଣି ଏକ ଅପୂର୍ବ ମାଧୁର୍ଯ୍ୟ ମଣ୍ଡିତ କାବ୍ୟ। ବିବିଧ ଛନ୍ଦ ରଚନାରେ ତାଙ୍କର ଦକ୍ଷତା ଦେଖିଲେ ବିସ୍ମିତ ହେବାକୁ ପଡ଼େ। ତାଙ୍କର ଅନନ୍ୟ ରଚନା ମଧ୍ୟରେ ରସବତୀ, ସୁଲକ୍ଷଣା, ପ୍ରେମକଳା, ପ୍ରୀତିଚିନ୍ତାମଣି, ପ୍ରେମତରଙ୍ଗିଣୀ ପ୍ରଭୃତି ପ୍ରସିଦ୍ଧ। ଓଡ଼ିଶାର ପୁରପଲ୍ଲୀରେ ଅନେକ ଘରେ ଓଡ଼ିଶା ନୃସିଂହ ପୁରାଣ ଦେଖିବାକୁ ମିଳେ। ବହୁ ଲୋକ ଏହାକୁ ଆଦରର ସହିତ ପାଠ କରିଥାନ୍ତି। ଏହାର ଲେଖକ ହେଉଛନ୍ତି ବିପ୍ର ପ୍ରତାମ୍ବର ଦାସ। ସେ ଅଷ୍ଟାଦଶ ଶତାବ୍ଦୀର ଚତୁର୍ଥ ଶତକରେ ଜନ୍ମଗ୍ରହଣ କରିଥିଲେ। ଦରିଦ୍ର ଥିଲେ ମଧ୍ୟ ସେ ଥିଲେ ଜଣେ ସାରସ୍ୱତ ସାଧକ। ନୃସିଂହ ପୁରାଣ ଓଡ଼ିଆ ସାହିତ୍ୟର ଏକ ଉତ୍କୃଷ୍ଟ ବିଭବ। ଓଡ଼ିଆ ସାହିତ୍ୟର ଅନ୍ୟତମ ଶ୍ରେଷ୍ଠ ପୁରାଣକାର ହେଉଛନ୍ତି ମହାଦେବ ଦାସ। ତାଙ୍କର ପୁରାଣଗୁଡ଼ିକ ମଧ୍ୟରେ ବିଷ୍ଣୁକେଶରୀ ପୁରାଣ, ମାର୍କଣ୍ଡେୟ ପୁରାଣ, କାର୍ତ୍ତିକ ମାହାତ୍ମ୍ୟ, ନୀଳାଦ୍ରି ମହାଦେବ ପ୍ରଭୃତି ପ୍ରଧାନ। ଜଗନ୍ନାଥ ଦାସଙ୍କର ଭାଗବତର ଦ୍ୱାଦଶ ସ୍କନ୍ଧଟି ମହାଦେବ ଦାସଙ୍କ ଦ୍ୱାରା ଅନୁଦିତ ହୋଇଥିଲା। ତେଣୁ ସେ ନିଶ୍ଚିତ ରୂପେ ଜଗନ୍ନାଥ ଦାସଙ୍କର ପରବର୍ତ୍ତୀ। ତାଙ୍କର ରଚନାଗୁଡ଼ିକରୁ ତାଙ୍କର ପାଣ୍ଡିତ୍ୟ, ଅନୁବାଦ କୁଶଳତାର ପ୍ରମାଣ ମିଳିଥାଏ। ଓଡ଼ିଆ ସାହିତ୍ୟର ଜନପ୍ରିୟ ଗ୍ରନ୍ଥମାନଙ୍କ ମଧ୍ୟରେ ଦାର୍ଢ଼୍ୟତା ଭକ୍ତିର ସାମୃତ୍ୟ ଅନ୍ୟତମ। ଏହାର ରଚନା ରାମଦାସ ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ ଜନ୍ମଗ୍ରହଣ କରିଥିଲେ। ଏଥିରେ ସେ ସାଲବେଗ, ଜୟଦେବ, ମାଧବାଚାର୍ଯ୍ୟ, ତୁଳସୀଦାସ, ମୀରାବାଈ ପ୍ରଭୃତି 48 ଜଣ ଭକ୍ତଙ୍କର ରଚିତ ପଦ୍ୟକାରରେ ରଚନା କରିଛନ୍ତି। ରାମଦାସଙ୍କର ପୂର୍ବରୁ ଦିବାକର ଦାସ 1630ରୁ 1640ରେ ଜଗନ୍ନାଥ ଚରିତାମୃତ, ଈଶ୍ୱର ଦାସ 17ଶ ଶତାବ୍ଦୀର ଶେଷ ଭାଗରେ ଶ୍ରୀ ଚୈତନ୍ୟ ଭାଗବତ ରଚନା କରିଥିଲେ। ଏଗୁଡ଼ିକ ଜୀବନ ସାହିତ୍ୟ ମଧ୍ୟରେ ପରିଗଣିତ ହେଲେ ମଧ୍ୟ ଦାର୍ଢ଼୍ୟତା ଭକ୍ତିର ସାମୃତ ସର୍ବାଧିକ ଜନପ୍ରିୟ ଏବଂ ଭାଗବତ ପରି ମାନ୍ୟ। ଐତିହାସିକ କାବ୍ୟ ଲେଖିବାରେ ଓଡ଼ିଆ କବି ନିଜର ଦକ୍ଷତା ଦେଖାଇଛନ୍ତି। କାଞ୍ଚି କାବେରୀ ରଚିତାରେ ଏହା 7ଟି ଛନ୍ଦରେ ବିଭକ୍ତ। କାଞ୍ଚି କାବେରୀ ଉପାଖ୍ୟାନକୁ ଆଧାର କରି ପୁରୁଷୋତ୍ତମ ଦାସ ଏହି କାବ୍ୟଗ୍ରନ୍ଥ ରଚନା କରିଥିଲେ। ଏଥିରେ କିଛି କିମ୍ବଦନ୍ତୀର ଉପଯୋଗ କରାଯାଇଥିଲେ ମଧ୍ୟ ଏହାର ଐତିହାସିକ ମହତ୍ତ୍ୱ କ୍ଷୁଣ୍ଣ ରହିଛି। ଅଳଙ୍କାର ଯୁଗରେ କବିମାନେ କେବଳ ପଦ୍ୟ ରଚନା କରିଥିଲେ। ବ୍ରଜନାଥ ବଡ଼ଜେନା ଏହାର ଏକ ବ୍ୟତିକ୍ରମ। ସେ ଉଭୟ ପଦ୍ୟକାବ୍ୟ ଗଦ୍ୟକାବ୍ୟର ପ୍ରଣେତା। ତାଙ୍କର ବିଶିଷ୍ଟ ପଦ୍ୟକାବ୍ୟ ହେଲା ସମସ୍ତରଙ୍ଗ, ମରହଟ୍ଟା ବାହିନୀ ଓ ଓଡ଼ିଆ ବାହିନୀ ମଧ୍ୟରେ ହୋଇଥିବା ଯୁଦ୍ଧ ବର୍ଣ୍ଣନା ଏହାର ମୁଖ୍ୟ ପ୍ରତିପାଦ୍ୟ ବିଷୟ। ଏଥିରେ ସେ ଐତିହାସିକ ଘଟଣାକୁ କାବ୍ୟିକ ରୂପ ଦେଇଛନ୍ତି। ତାଙ୍କର ଅନନ୍ୟ କାବ୍ୟ ମଧ୍ୟରେ ଅମ୍ବିକା ବିଳାସ, ଗୋପୀ ବିଳାସ, ଶ୍ୟାମେରା ସତ୍ସବ ପ୍ରଭୃତି ପ୍ରଧାନ। ତାଙ୍କର ରଚନାଗୁଡ଼ିକ ତାଙ୍କର କବିତ୍ୱ, ପାଣ୍ଡିତ୍ୟ, ବହୁଶାସ୍ତ୍ର ଦର୍ଶିତା ଆଳଙ୍କାରିକ ବିଚକ୍ଷଣତାକୁ ପ୍ରମାଣିତ କରିଥାଏ। ଚତୁର ବିନୋଦ ତାଙ୍କର ସୁପରିଚିତ ଗଦ୍ୟ ଗ୍ରନ୍ଥ। ଆଳଙ୍କାରିକ ଛଟା ଓ ଓଡ଼ିଶାର ଲାଳିତ୍ୟରେ ଏହା ଗଦ୍ୟ ଶୈଳୀରେ ପଦ୍ୟ ଅନୁରୂପ। ତାଙ୍କର ସମୟ 1730ରୁ 1795। ସେ ଏକାଧାରରେ କବି, ଚିତ୍ରକର, ଶିଳ୍ପୀ, ଲେଖକ, ବହୁଭାଷା ପ୍ରବୀଣ ଓ ଶାସ୍ତ୍ରଜ୍ଞ ଥିଲେ। ଓଡ଼ିଶାର ଘରେ ଘରେ ବୋଲାଯାଉଥିବା ମନବୋଧ ଚଉତିଶା ଓ କଳା କଳେବର ଚଉତିଶାର ଲେଖକ ହିସାବରେ ଭକ୍ତଚରଣ ଦାସ ସୁପରିଚିତ।
ଏହି ଚଉତିଶା ଦୁଇଟିକୁ ତାଙ୍କର କବି ପ୍ରତିଭାର ପରିଚୟ ମିଳିଥାଏ। ତାଙ୍କର ପ୍ରସିଦ୍ଧ କାବ୍ୟ ଗ୍ରନ୍ଥ ହେଲା ମଥୁରା ମଙ୍ଗଳ। ଏଥିରେ ରାଧାକୃଷ୍ଣଙ୍କ ଲୀଳା ବିଷୟରେ ସୁନ୍ଦର ତଥା ସାବଲୀଳ ଭାବରେ ବର୍ଣ୍ଣିତ ହୋଇଅଛି। ତାଙ୍କ ସମୟରେ 1729ରୁ 1813 ଖ୍ରୀଷ୍ଟାବ୍ଦ ବୋଲି ଅନୁମାନ କରାଯାଏ। ଜୀବିକା ନିମନ୍ତେ ବଢ଼େଇ କାମ କରିବାକୁ କରୁଥିଲେ ମଧ୍ୟ ଯଦୁମଣି ଯେ ଆଜୀବନ ସାହିତ୍ୟ ସାଧନା କରିଯାଇଥାନ୍ତି ଏହା ନିଶ୍ଚିତ ରୂପରେ ଆଶ୍ଚର୍ଯ୍ୟର ବିଷୟ। ତାଙ୍କର ପୂରା ନାମ ଯଦୁମଣି ମହାପାତ୍ର। ସମୟ 1881ରୁ 1966। ସେ ନିଜର ତୀକ୍ଷ୍ଣ ବୁଦ୍ଧି, ବିଚକ୍ଷଣତା, ଆଶୁ କବିତ୍ୱ ଏବଂ ହାସ୍ୟରସିକତ୍ୱ ନିମନ୍ତେ ପ୍ରସିଦ୍ଧ। ତାଙ୍କର ହାସ୍ୟରସପୂର୍ଣ୍ଣ ଯଦୁମଣି ରହସ୍ୟ ଆବାଳବୃଦ୍ଧ ବନିତା ସମସ୍ତଙ୍କୁ ଆନନ୍ଦ ଦେଇଥାଏ। ତାଙ୍କର ବିଶିଷ୍ଟ କାବ୍ୟ ଦୁଇଟି ହେଲା ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ଓ ରାଘବ ବିଳାସ। ତାଙ୍କ କାବ୍ୟରେ କଳ୍ପନା ବିଳାସ ଓ ଶବ୍ଦାଡମ୍ବର ଅଧିକ ମାତ୍ରାରେ ପରିଲକ୍ଷିତ ହୁଏ। ସେଗୁଡ଼ିକ କ୍ଳିଷ୍ଟ ହେବା ସ୍ଥଳେ ତାଙ୍କର ଭକ୍ତି ସଙ୍ଗୀତ ଓ ଜଣାଣଗୁଡ଼ିକ ଖୁବ୍ ହୃଦୟସ୍ପର୍ଶୀ ଅଟେ। ଓଡ଼ିଆ ସାହିତ୍ୟାକାଶର ଅନ୍ୟତମ ଉଜ୍ଜ୍ୱଳ ଜ୍ୟୋତିଷ ହେଉଛନ୍ତି କବିସୂର୍ଯ୍ୟ ବଳଦେବ ରଥ। ତାଙ୍କର ଜୀବନକାଳ 1789ରୁ 1845। ସେ ଥିଲେ ଜଣେ ବିଖ୍ୟାତ ପଣ୍ଡିତ ତଥା କବି। କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ ତାଙ୍କର ଏକ କାଳଜୟୀ ରଚନା। ନାଟ୍ୟପ୍ରେମୀ ମହଲରେ ଚମ୍ପୁ ଗୀତ ଖୁବ୍ ଆଦୃତ ହୋଇଥିଲା। ଚମ୍ପୁ କାବ୍ୟରେ କବିଙ୍କର ବର୍ଣ୍ଣନା ଚାତୁରୀ, କଳ୍ପନା ବିଳାସ, ଚରିତ୍ର ଚିତ୍ରଣ ଅତ୍ୟନ୍ତ ମନୋରମ। ଏହାଛଡ଼ା ସେ ଅନେକ ସଙ୍ଗୀତ ତଥା ଜଣାଣ ରଚନା କରିଥିଲେ। ତାଙ୍କର ସର୍ପଜଣାଣ ଓ ଜଗତେ କେବଳ କବିତାଦ୍ୱୟ ଅତି ପ୍ରସିଦ୍ଧ। ତାଙ୍କର ସଙ୍ଗୀତଗୁଡ଼ିକ ଉପଜୀବ ହୋଇଛି ରାଧାକୃଷ୍ଣଙ୍କର ପ୍ରେମଲୀଳା। ସେଥିରେ ସେ ନାୟକ ନାୟିକାଙ୍କର ମନୋଭାବକୁ ଲୌକିକ ତଥା ସରସ ଭାବରେ ଉପସ୍ଥାପନ କରିଥିବାରୁ ସେଗୁଡ଼ିକ ଖୁବ୍ ହୃଦ୍ୟ, ଆଦରଣୀୟ ହୋଇପାରିଛି। ଚମ୍ପୁ ଛଡ଼ା ତାଙ୍କର ଅନ୍ୟ କାବ୍ୟ କବିତା ମଧ୍ୟରେ ଚନ୍ଦ୍ରକଳା ଓ ହାସ୍ୟକଲ୍ଲୋଳ ପ୍ରସିଦ୍ଧ। ତାଙ୍କର କବିତ୍ୱ ଶକ୍ତିରେ ମୁଗ୍ଧ ହୋଇ ପୁରୀର ଗଜପତି ମହାରାଜ ଦ୍ୱିତୀୟ ମୁକୁନ୍ଦଦେବ ତାଙ୍କୁ 1815 ମସିହାରେ କବିସୂର୍ଯ୍ୟ ରାୟଗୁରୁ ମହାପାତ୍ର ଉପାଧିରେ ଭୂଷିତ କରିଥିଲେ। ଉଠିଲୁ ଏଡ଼େ ବେଗି କାହିଁକି କବିତାର କବି ଭାବରେ ଗୋପାଳକୃଷ୍ଣ ପଟ୍ଟନାୟକ ଓଡ଼ିଶାର ପୁରପଲ୍ଲୀରେ ପରିଚିତ। ତାଙ୍କର ଜୀବନକାଳ 1784ରୁ 1862। ସେ ଥିଲେ ମୁଖ୍ୟତଃ ଜଣେ ଗୀତିକବି। ତାଙ୍କର ସଙ୍ଗୀତଗୁଡ଼ିକ ଅତ୍ୟନ୍ତ ସରଳ, ସାବଲୀଳ ତଥା ମର୍ମସ୍ପର୍ଶୀ। ରାଧାକୃଷ୍ଣଙ୍କର ପ୍ରେମକୁ ଉପଜୀବ କରି ଅସଂଖ୍ୟ ପଦାବଳୀ ରଚନା କରି ଯାଇଛନ୍ତି। ଏତଦ୍‌ବ୍ୟତୀତ ସେ ଅନେକ କୀର୍ତ୍ତନ, ପ୍ରାର୍ଥନା, କୋଇଲି ଗୀତ, ଭକ୍ତିଗୀତ, ବାତ୍ସଲ୍ୟର ଶାସ୍ତ୍ରୀତ ସଙ୍ଗୀତର ରଚୟିତା। ତାଙ୍କର ରଚନାମାନ ଓଡ଼ିଆ ସଙ୍ଗୀତ ଓ ସାହିତ୍ୟର ଅମୂଲ୍ୟ ସମ୍ପଦ। ଓଡ଼ିଶା ଏକ ଆଦିବାସୀ ବହୁଳ ରାଜ୍ୟ। ମାତ୍ର ଭୀମ ଭୋଇଙ୍କ ପରି ଅନ୍ୟ କୌଣସି ଆଦିବାସୀ କବି ଏପରି ସୁଖ୍ୟାତି ଅର୍ଜନ କରିନାହାନ୍ତି। ତାଙ୍କ ସମୟରେ 1850ରୁ 1895 ବୋଲି ଅନୁମାନ କରାଯାଏ। ସେ ମହିମା ଧର୍ମରେ ଦୀକ୍ଷିତ ହେଲା ପରେ ସାରା ଜୀବନ ମହିମା ଧର୍ମର ପ୍ରଚାର ଓ ପ୍ରସାରରେ ବିନିଯୋଗ କରିଥିଲେ। କୌଣସି ଶିକ୍ଷା ଦୀକ୍ଷା ପରମ୍ପରା ନଥାଇ ମଧ୍ୟ ସେ ନିଜର ଅସାମାନ୍ୟ ପ୍ରତିଭା ବଳରେ ଅନେକ ଛାନ୍ଦ, ଚଉତିଶା, ଲୋକଗୀତ, ଭଜନ, ଜଣାଣ ପ୍ରଭୃତି ରଚନା କରିଯାଇଛନ୍ତି। ତାଙ୍କର ପ୍ରସିଦ୍ଧ ରଚନା ହେଲା ସ୍ତୁତିଚିନ୍ତାମଣି, ଭଜନମାଳା। ତାଙ୍କର ଭାଷା ସରଳ କିନ୍ତୁ ଭାଗବତ ଚେତନାରେ ପରିପୂର୍ଣ୍ଣ। ତାଙ୍କର ଅନନ୍ୟ ରଚନା ମଧ୍ୟରେ ବ୍ରହ୍ମ ନିରୂପଣ ଗୀତା, ଆଦି ଅନ୍ତର ଗୀତା, ଅଷ୍ଟକ ବିହାରୀ ଗୀତା, ଶ୍ରୁତି ନିଷେଧକ ଗୀତା, ନିର୍ବୋଧ ସାଧନା, ପଦ୍ମକଳ୍ପ ପ୍ରଭୃତି ପ୍ରଧାନ। ସେ ନିଶ୍ଚିତ ରୂପରେ ଓଡ଼ିଆ ସାହିତ୍ୟର ଜଣେ ପ୍ରଧାନ କବି। ଓଡ଼ିଆ ସାହିତ୍ୟର ଘଡ଼ିସନ୍ଧି ସମୟ। ସାହିତ୍ୟ ଓ ସଂସ୍କୃତିର ପରସ୍ପର ପରିପୂରକ। ସାହିତ୍ୟ ଓ ସଂସ୍କୃତି ସହିତ ସାହିତ୍ୟର ବିକାଶ ସାଧିତ ହୋଇଥାଏ। ଓଡ଼ିଆ ସଂସ୍କୃତିର ବୈଶିଷ୍ଟ୍ୟ ହେଉଛି ବିବିଧ ମତବାଦ ସୁନ୍ଦର ସମନ୍ୱୟ। ତାରି ପ୍ରଭାବରେ ପ୍ରଭାବିତ ହୋଇ ଓଡ଼ିଆ ସାହିତ୍ୟରେ ସୌନ୍ଦର୍ଯ୍ୟ ସହ ଔଦାର୍ଯ୍ୟ ଗୁଣର ପରିପ୍ରକାଶ ଦେଖାଯାଏ। ଏସବୁ ସହିତ କଳାର ଉତ୍କର୍ଷ ଏହି ଜାତିକୁ ମହାନ ଗୌରବ ମଣ୍ଡିତ କରିଥିଲା। ତାର ସାକ୍ଷୀ ରୂପରେ ବିଭିନ୍ନ ମଠ, ମନ୍ଦିର, ଦୁର୍ଗ, ଚିତ୍ର ପ୍ରଭୃତି ଏବେ ସୁଦ୍ଧା ବିଦ୍ୟମାନ। ସାହିତ୍ୟ, ସଂସ୍କୃତି, କଳାର ବିପୁଳ ସମ୍ଭାର ସତ୍ତ୍ୱେ ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ ଓଡ଼ିଆ ଭାଷାର ଯେ ଲୁପ୍ତ ହେବା ଅବସ୍ଥାକୁ ଆସିଯାଇଥିଲା, ଏହା ଭାବିଲେ ବିସ୍ମିତ ହେବାକୁ ପଡ଼େ। ସେତେବେଳେ ଓଡ଼ିଆ ଶାସକ ଥିଲେ ଇଂରେଜ। କିନ୍ତୁ ଓଡ଼ିଶା ଏକ ସ୍ୱତନ୍ତ୍ର ରାଜ୍ୟ ନଥିଲେ। ଓଡ଼ିଶାର ବହୁ ଅଂଶ ବଙ୍ଗ, ବିହାର, ମଧ୍ୟପ୍ରଦେଶ, ମାନ୍ଦ୍ରାଜ ସହ ମିଶି ରହିଥିଲା। ଇଂରେଜମାନେ କଲିକତା ସହରକୁ
ରାଜତ୍ୱର କେନ୍ଦ୍ରସ୍ଥଳୀ କରିଥିଲେ। ବଙ୍ଗାଳୀ ସମାଜ ବିନା ଦ୍ୱିଧାରେ ଇଂରାଜୀ ଶିକ୍ଷାକୁ ଗ୍ରହଣ କରିଯାଇଥିଲା, କିନ୍ତୁ ଓଡ଼ିଶାର ବୀର ପାଇକମାନେ ଦୀର୍ଘ ଦିନ ପର୍ଯ୍ୟନ୍ତ ଇଂରେଜମାନଙ୍କ ସହିତ ଲଢ଼େଇ ଜାରି ରଖିବା ଫଳରେ ଏଠାରେ ଇଂରାଜୀ ସଂସ୍କୃତି ପ୍ରସାର ଲାଭ କରିନଥିଲା। ଇଂରେଜ ଶାସକମାନେ ଶାସନ ସମୟରେ ସାହାଯ୍ୟ ପାଇଁ ବଙ୍ଗ ଦେଶରୁ ଇଂରାଜୀ ଶିକ୍ଷିତ ବଙ୍ଗାଳୀ ରାଜକର୍ମଚାରୀମାନଙ୍କୁ ଓଡ଼ିଶାକୁ ନେଇ ଆସିଥିଲେ। ଓଡ଼ିଆ ଜମିଦାରମାନଙ୍କୁ ଉଚ୍ଛେଦ କରିବାକୁ ଇଂରେଜ ସରକାରଙ୍କର ସୂର୍ଯ୍ୟାସ୍ତ ଆଇନ ସାନସେଟ ଲ ପ୍ରବର୍ତ୍ତନ କରିଥିଲେ। ଏହି ଆଇନ ବଳରେ ଓଡ଼ିଶାର ଅଧିକାଂଶ ଜମିଦାରୀ ବଙ୍ଗାଳୀ ଜମିଦାରମାନେ କରଗତ କରିଥିଲେ। ଓଡ଼ିଶା ଏକ ଗ୍ରାମବହୁଳ ରାଜ୍ୟ। ଗ୍ରାମମାନଙ୍କର ଜମିଦାରମାନଙ୍କର ବହୁତ ପ୍ରଭାବ ଥିଲା। ସେମାନଙ୍କର ପତନ ସହିତ ଓଡ଼ିଶାର ବହୁ ସମ୍ଭ୍ରାନ୍ତ ବଂଶର ପତନ ଘଟିଥିଲା। ଫଳରେ ଓଡ଼ିଆ ଜାତିର ସ୍ୱାଭିମାନ ଭାଙ୍ଗି ପଡ଼ିଲା। ଓଡ଼ିଆ ଭାଷା ଓ ସାହିତ୍ୟ ଅନାଥପ୍ରାୟ ହୋଇଗଲା। କେବଳ ରାଜାରାଜୁଡ଼ା ଅଞ୍ଚଳରେ ଯାହା କିଛି ସାହିତ୍ୟ ଚର୍ଚ୍ଚାର ସୁଯୋଗ ଥିଲା। ଏହି ପରିସ୍ଥିତିରେ ବଙ୍ଗାଳୀମାନେ ଓଡ଼ିଶାରୁ ଓଡ଼ିଆ ଭାଷାକୁ ଲୋପ କରିବାକୁ ଚକ୍ରାନ୍ତ କଲେ। ଏହାର ପୁରୋଧା ଥିଲେ ଐତିହାସିକ ରାଜେନ୍ଦ୍ରଲାଲ ମିତ୍ର। ସେ 1868 ମସିହାରେ ଓଡ଼ିଶାରେ ଆସି ଓଡ଼ିଆ ଭାଷା ଲୋପ ଆନ୍ଦୋଳନକୁ ସୂତ୍ରପାତ କଲେ। ସେ କଟକରେ ଡିବେଟିଂ କ୍ଲବରେ ଘୋଷଣା କରିଥିଲେ ଯେ ଓଡ଼ିଆ ବଙ୍ଗଭାଷାର ଏକ ଉପଭାଷା ମାତ୍ର, ତେଣୁ ଓଡ଼ିଶାରେ ଓଡ଼ିଆ ପରିବର୍ତ୍ତେ ବଙ୍ଗଳା ଭାଷା ପ୍ରଚଳନ ପ୍ରଚଳିତ ହେବା ଉଚିତ। ମାତ୍ର ମହାଶୟଙ୍କ ସହ ତାଳ ଦେଇ ବାଲେଶ୍ୱରର ଶିକ୍ଷକତା କରୁଥିବା କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟ ପ୍ରଚାର କରିଥିଲେ, ଓଡ଼ିଆ ଏକ ସ୍ୱତନ୍ତ୍ର ଭାଷା ନୁହେଁ। ଏ ଦୁହେଁ ଓଡ଼ିଆ ଭାଷାର ବିକାଶ ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ। ପ୍ରକୃତରେ ବଙ୍ଗଭାଷାର ବହୁ ପୂର୍ବରୁ ଓଡ଼ିଆ ଭାଷାର ସୃଷ୍ଟି ହୋଇସାରିଥିଲା। ଶାରଳା ଦାସ ମହାଭାରତ ରଚନା କଲା ବେଳକୁ ବଙ୍ଗ ସାହିତ୍ୟରେ ଅନୁରୂପ ଗ୍ରନ୍ଥ ରଚନା ଆରମ୍ଭ ହୋଇନଥିଲା। କେବଳ ବାହୁଲ୍ୟ ଯେ ଶାରଳା ମହାଭାରତର ବଙ୍ଗଦେଶରେ ଯୁଗ ଯୁଗ ଧରି ପ୍ରଚାରିତ ହୋଇଥିଲା ଓ ବଙ୍ଗଭାଷାରେ ଏହାର ଅନୁବାଦ ମଧ୍ୟ କରାଯାଇଥିଲା। ଓଡ଼ିଆ ଭାଷା ଲୋପ ଆନ୍ଦୋଳନ ଆରମ୍ଭ ବେଳକୁ ମିଶନାରୀମାନେ ଓଡ଼ିଶାରେ ମୁଦ୍ରଣ ଶିଳ୍ପ ପ୍ରତିଷ୍ଠା କରିସାରିଥିଲେ। ଓଡ଼ିଶାରେ ପତ୍ରିକା ପ୍ରକାଶନ ଆରମ୍ଭ ହୋଇଯାଇଥିଲା। ସେତେବେଳେ ପ୍ରକାଶିତ ହୋଇଥିବା ପତ୍ରିକାଗୁଡ଼ିକ ମଧ୍ୟରେ ଉତ୍କଳ ଦୀପ 1866, ସମ୍ବାଦ ବିହାର 1868, ଉତ୍କଳ ପୁତ୍ର 1873, ଉତ୍କଳ ଦର୍ପଣ 1875, ଆଶା 1888 ପ୍ରଭୃତି ପ୍ରଧାନ। ପତ୍ରିକା ପ୍ରକାଶନ ନେତୃତ୍ୱ ଗ୍ରହଣ କରିଥିଲେ ପ୍ୟାରୀମୋହନ ଆଚାର୍ଯ୍ୟ ଓ ବୈକୁଣ୍ଠନାଥ ଦେ, ଗୌରୀଶଙ୍କର ରାୟ, ଫକୀରମୋହନ ସେନାପତି, ବିଶ୍ୱନାଥ କର ପ୍ରଭୃତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଉତ୍କଳ ଦୀପିକା 13/3/1869 ତାରିଖ ସଂସ୍କରଣ ରାଜେନ୍ଦ୍ରଲାଲ ମିତ୍ରଙ୍କ ମନ୍ତବ୍ୟର ତୀବ୍ର ସମାଲୋଚନା କରାଯାଇଥିଲା। ସେତେବେଳେ ଓଡ଼ିଆ ପୁସ୍ତକର ଅଭାବ ହେତୁ ସ୍କୁଲମାନଙ୍କରେ ଓଡ଼ିଆ ଶିକ୍ଷା ଦିଆଯାଇ ପାରୁନଥିଲା। ଏକଥା 1864 ସାଲରେ ଇନ୍ସପେକ୍ଟର ହାରିସନ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଥିଲେ। ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ହୋଇଥିବାରୁ ଜନସାଧାରଣଙ୍କ ମଧ୍ୟରେ ଜାତୀୟତାର ଅଭାବ ଓଡ଼ିଆ ଭାଷା ଓ ସାହିତ୍ୟକୁ ଦୟନୀୟ ପରିସ୍ଥିତି ମଧ୍ୟକୁ ଠେଲି ଦେବାକୁ ଅନ୍ୟତମ କାରଣ ହୋଇଥିଲା। ଭାଷା ମଧ୍ୟରେ ଜାତୀୟତା ବଞ୍ଚି ରହେ। ଓଡ଼ିଆ ଭାଷା ଯଦି ଲୁପ୍ତ ହୋଇଯାଇଥାନ୍ତା, ଓଡ଼ିଆ ଜାତି ମଧ୍ୟ ବିଶ୍ୱ ଇତିହାସରୁ ନିଶ୍ଚିହ୍ନ ହୋଇଯାଇଥାନ୍ତା। ସୌଭାଗ୍ୟର ବିଷୟ ଓଡ଼ିଆ ଭାଷାର ସୁରକ୍ଷା ପାଇଁ କେତେଜଣ ବରପୁତ୍ରଙ୍କ ଆବିର୍ଭାବ ଘଟିଲା। ସେମାନେ ହେଲେ ଫକୀରମୋହନ ସେନାପତି 1843 ମସିହାରୁ 1918 ମସିହା, ରାଧାନାଥ ରାୟ 1848 ମସିହାରୁ 1908 ମସିହା, ମଧୁସୂଦନ ରାଓ 1853 ମସିହାରୁ 1912 ମସିହା, ଗୌରୀଶଙ୍କର ରାୟ 1838ରୁ 1917 ମସିହା। ଯେତେବେଳେ ରାଜେନ୍ଦ୍ରଲାଲ ମିତ୍ର କହିଥିଲେ ଯେ ଓଡ଼ିଶାରେ ପାଠକ ସଂଖ୍ୟା ସ୍ୱଳ୍ପ ହୋଇଥିବାରୁ ଏଠାରେ କୌଣସି ଛାପା ଓଡ଼ିଆ ପୁସ୍ତକ ଚଳିପାରିବ ନାହିଁ, ସେତେବେଳେ ଗୌରୀଶଙ୍କର ଯୁକ୍ତି ଦର୍ଶାଇଥିଲେ ଗଞ୍ଜାମ, ଗଡ଼ଜାତ, ସମ୍ବଲପୁର, ମୋଗଲବନ୍ଦୀ ପ୍ରଭୃତି ସବୁ ଓଡ଼ିଆ ଭାଷୀ ଅଞ୍ଚଳଗୁଡ଼ିକ ଏକତ୍ରୀକରଣ ହେଲେ ସେମାନଙ୍କ ମଧ୍ୟରେ ଗୋଟିଏ ଆଧୁନିକ ଛାପ ସହିତ ସାହିତ୍ୟ ବଞ୍ଚାଇ ରଖିବା ଅସମ୍ଭବ ହେବ ନାହିଁ। ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଫକୀରମୋହନଙ୍କର ଦାନ ଅବିସ୍ମରଣୀୟ ଅଟେ। ତାଙ୍କର ସ୍କୁଲ ଶିକ୍ଷା ଥିଲା ମାତ୍ର 2-3 ବର୍ଷର। ମାତ୍ର ନିଜର ଅସାଧାରଣ ପ୍ରତିଭା ବଳରେ ସେ ସଂସ୍କୃତ ପ୍ରଭୃତି 5ଟି ଭାଷାର ବ୍ୟୁତ୍ପତ୍ତି କରିଥିଲେ। ତରୁଣ ଫକୀରମୋହନଙ୍କର ବାଲେଶ୍ୱରର ଗୋଟିଏ ପ୍ରାଇମେରୀ ସ୍କୁଲରେ ଶିକ୍ଷକତା କରୁଥିବା ସମୟରେ ନିଜର ଅସାମାନ୍ୟ ବୁଦ୍ଧିମତ୍ତା ଓ ପାଣ୍ଡିତ୍ୟ ଯୋଗୁଁ ତତ୍କାଳୀନ ଜିଲ୍ଲା ମାଜିଷ୍ଟ୍ରେଟ ଭାଷାତତ୍ତ୍ୱବିତ୍ ଜନ୍ ବିମ୍ସଙ୍କର ଶ୍ରଦ୍ଧାଭାଜନ ହୋଇପାରିଥିଲେ। ଫକୀରମୋହନଙ୍କଠାରୁ ବିମ୍ସ ସାହେବ ଓଡ଼ିଆ ଭାଷାର ପ୍ରାଚୀନତା ଓ ଓଡ଼ିଆ ସାହିତ୍ୟର ବିଶାଳତା ସମ୍ବନ୍ଧରେ ଅନେକ ତଥ୍ୟ ଜାଣିବାକୁ ପାଇଥିଲେ। ସେ ଓଡ଼ିଆ ଭାଷା ସପକ୍ଷରେ ବଳିଷ୍ଠ ଯୁକ୍ତି ଉପସ୍ଥାପନ କଲେ। ସେତେବେଳେ କମିଶନର ରେଭେନ୍ସା ସାହେବଙ୍କର ମଧ୍ୟ
ଓଡ଼ିଆ ଭାଷା ପ୍ରତି ଶୁଭ ଦୃଷ୍ଟି ଥିଲା। ତତ୍କାଳୀନ ଲେଫ୍ଟନାଣ୍ଟ ଗଭର୍ଣ୍ଣର କାମ୍ବେଲ ସାହେବ ମଧ୍ୟ ଓଡ଼ିଶାରେ ଓଡ଼ିଆ ଭାଷା ପ୍ରଚଳନକୁ ଦୃଢ଼ ସମର୍ଥ ଜଣାଇଲେ। ଫଳରେ ଓଡ଼ିଆ ଭାଷା ସେଦିନ ଜଘନ୍ୟ ରାଜନୈତିକ ହତ୍ୟା ଷଡ଼ଯନ୍ତ୍ରରୁ ବଞ୍ଚି ଯାଇଥିଲା। ଓଡ଼ିଆ ଭାଷା ବିଲୋପ ଚକ୍ରାନ୍ତ ଓଡ଼ିଆମାନଙ୍କ ପ୍ରେରଣା ଜାତୀୟତାର ସ୍ରୋତ ସଞ୍ଚାର କଲା। ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଏକତ୍ରୀକରଣ ପାଇଁ ଜାତୀୟ ଚେତନା ଜାଗ୍ରତ ହେଲା, ଯାହା ପରେ ଉତ୍କଳୀୟ ସମ୍ମିଳନୀ ଆନ୍ଦୋଳନ ରୂପାୟିତ ହୋଇଥିଲା। ଏତିକିବେଳେ ଜାତିର କର୍ଣ୍ଣଧାର ରୂପେ ଉଭା ହେଲେ ମଧୁସୂଦନ ଦାସ। 1848ରୁ 1934 ସେ ଜାତୀୟତା ଭାବଧାରାରେ ଉନ୍ମେଷ ନିମନ୍ତେ ଯେଉଁ ଅଳ୍ପ କେତୋଟି କବିତା ରଚନା କରିଥିଲେ, ସେଗୁଡ଼ିକ ଓଡ଼ିଆ ସାହିତ୍ୟର ଅମୂଲ୍ୟ ସମ୍ପଦ। ଏହି କବିତାଗୁଡ଼ିକୁ ଯେପରି ପ୍ରାଣସ୍ପର୍ଶୀ, ସେପରି ଆବେଗମୟ। ଉତ୍କଳ ସମ୍ମିଳନୀ ମଣ୍ଡପରେ ସେ ଏକଦା କହିଥିଲେ, ଏହି ସମ୍ମିଳନୀ ଜାତି ପ୍ରାଣବନ୍ଧୁ, କୋଟି ପ୍ରାଣବିନ୍ଦୁ ଧରେ, ତୋର ପ୍ରାଣବିନ୍ଦୁ ମିଶେଇ ଦେ ଭାଇ, ଡେଇଁ ପଡ଼ି ସିନ୍ଧୁ ନୀରେ। ବିଭିନ୍ନାଞ୍ଚଳ ଏକତ୍ରୀକରଣ ଆନ୍ଦୋଳନରେ ମଧୁବାବୁଙ୍କ ସହ ଅନ୍ୟ ଯେଉଁମାନେ ସାମିଲ ହୋଇଥିଲେ, ସେମାନେ ହେଲେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ, ଫକୀରମୋହନ ସେନାପତି, ଗୌରୀଶଙ୍କର ରାୟ, ପଣ୍ଡିତ ଗୋପବନ୍ଧୁ ଦାସ, ପାରଳାଖେମୁଣ୍ଡିର ମହାରାଜ ଗଜପତି କୃଷ୍ଣଚନ୍ଦ୍ର ଦେବ ପ୍ରଭୃତି। ସେମାନଙ୍କର ଅକ୍ଳାନ୍ତ ଉଦ୍ୟମର ଫଳସ୍ୱରୂପ 1936 ମସିହାରେ ଏପ୍ରିଲ 1 ଦିନ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶରେ ପରିଣତ ହେଲା। ଓଡ଼ିଆ ଜାତିର ବିଶ୍ୱ ଦରବାରରେ ମୁଣ୍ଡ ଟେକି ଠିଆ ହୋଇପାରିଲା। ଏଥିନିମନ୍ତେ ମଧୁସୂଦନ ଦାସଙ୍କର ଆବେଦନ ସର୍ବଶ୍ରେଷ୍ଠ ହୋଇଥିବାରୁ ତାଙ୍କୁ ଓଡ଼ିଆ ଜାତିର ପିତାମହ କୁହାଯାଏ। ପ୍ରାବନ୍ଧିକ ଚିନ୍ତାମଣି ଆଚାର୍ଯ୍ୟ ଯଥାର୍ଥରେ ମଧୁବାବୁଙ୍କର ଜୀବନ କାହାଣୀ ଉତ୍କଳର ଅର୍ଦ୍ଧଶତାବ୍ଦୀର ଇତିହାସ। ଓଡ଼ିଆ ସାହିତ୍ୟର ଆଧୁନିକ ଯୁଗ ଊନବିଂଶ ଶତାବ୍ଦୀର ମଧ୍ୟଭାଗଠାରୁ। ରାଧାନାଥ ରାୟ, ମଧୁସୂଦନ ରାୟ ଓ ଫକୀରମୋହନ ସେନାପତି ଏହି ତିନି ଜଣ ଥିଲେ ଗୋଟିଏ ବୀଣାର ତିନୋଟି ତାର ସ୍ୱରୂପ। ଉତ୍କଳ ଭାରତୀ ଯେତେବେଳେ ଏହି ବୀଣା ବାଦନ କଲେ, ସେତେବେଳେ ଯେଉଁ ମଧୁର ମୂର୍ଚ୍ଛନା ସୃଷ୍ଟି ହେଲା, ତଦ୍ଦ୍ୱାରା ଓଡ଼ିଆ ସାହିତ୍ୟର ଆଧୁନିକ ଯୁଗର ଶୁଭ ଉଦ୍ଘାଟନ ଘଟିଲା। ସେଥିପାଇଁ ଏହି ତିନି ଜଣଙ୍କୁ ନବଯୁଗର ତ୍ରୟୀ ବୋଲି କୁହାଯାଏ। ଏହି ତିନି ଜଣଯାକ ଅସାଧାରଣ ପ୍ରତିଭାସମ୍ପନ୍ନ, ଦିବ୍ୟ ଦୃଷ୍ଟିସମ୍ପନ୍ନ ଓ ସତ୍ୟଶିବ ସୁନ୍ଦରର ପୂଜାରୀ ଥିଲେ। ଆମେ ଫକୀରମୋହନଙ୍କର ରଚନାରେ ସୀତାର, ମଧୁସୂଦନଙ୍କର ରଚନାରେ ଶିବର, ରାଧାନାଥଙ୍କର ରଚନାରେ ସୁନ୍ଦରର ସନ୍ଧାନ ପାଉ। ଓଡ଼ିଆ ସାହିତ୍ୟକୁ ରାଧାନାଥଙ୍କର ଉପହାର ବୋଲି କେଦାରଗୌରୀ 1886, ଚନ୍ଦ୍ରଭାଗା 1886, ନନ୍ଦିକେଶ୍ୱର 1887, ପାର୍ବତୀ 1891, ଚିଲିକା 1892, ମହାଯାତ୍ରା 1893, ଯଯାତି କେଶରୀ 1895, ଉର୍ବଶୀ 1897 ଓ ଦରବାର 1897 ପ୍ରଭୃତି କାବ୍ୟ। ମେଘଦୂତ ତାଙ୍କର ଶ୍ରେଷ୍ଠ ଅନୁବାଦ କାବ୍ୟ। ସେ ହିନ୍ଦୀ ସାହିତ୍ୟରୁ ପୁସ୍ତକୀସ୍ତବ ଓ ସଂସ୍କୃତରୁ ହଂସଦୂତ ଓ ଓଡ଼ିଶାରେ ଆଂଶିକ ଭାବରେ ଅନୁବାଦ କରିଥିଲେ। ଏହାଛଡ଼ା ସେ ବାଣହରଣ, ଶ୍ମଶାନ ଦୃଶ୍ୟ ଓ ସାବିତ୍ରୀ ଚରିତ, ଦୁର୍ଯ୍ୟୋଧନର ରକ୍ତନଦୀ ସନ୍ତରଣ ପ୍ରଭୃତି ଅନେକ କ୍ଷୁଦ୍ର କବିତା ଲେଖିଥିଲେ। ତାଙ୍କର ଗଦ୍ୟ ରଚନା ମଧ୍ୟରେ ଇଟାଲୀୟ ଯୁବା, ବିବେକୀ ପ୍ରଭୃତି ପ୍ରଧାନ। ସଂସ୍କୃତରେ ତାଙ୍କର ଯଥେଷ୍ଟ ଦକ୍ଷତା ଥିଲା। ତାଙ୍କର ସର୍ବଂସା ନ ଜନନୀ ଭାରତ ଧରଣୀ କଳ୍ପକ ତେୟମ୍ କବିତାଟି ଆମର ଜାତୀୟ କବିତା ହେବା ପାଇଁ ଉପଯୁକ୍ତ। ତାଙ୍କର ଅସାଧାରଣ କବି ପ୍ରତିଭା ନିମନ୍ତେ ତାଙ୍କୁ କବିବର ଉପାଧିରେ ଭୂଷିତ କରାଯାଇଥିଲା। ମଧୁସୂଦନ ରାଓ ଥିଲେ ଏକାକାଳରେ ଜଣେ ଋଷି ତଥା କବି। ଏକ ବିଶ୍ୱର ଛତ୍ରେ ଛତ୍ରେ ସେ ଭଗବତ୍ ସତ୍ତାକୁ ଉପଲବ୍ଧ କରିଥିଲେ। ସେଥିପାଇଁ ତାଙ୍କୁ ଭକ୍ତ କବି ଉପାଧି ଦିଆଯାଇଅଛି। ଏହି ମରଣଶୀଳ ସଂସାରରେ ଅମୃତ ସାଧନ ପାଇଥିଲେ ସେ ଉଦାର କଣ୍ଠ ଗାଇଥିଲେ, ମଧୁମୟ ସୃଷ୍ଟି, ସୁଧାରମୟ ସୃଷ୍ଟି, ଏ ସୃଷ୍ଟି ଅମୃତମୟ ହେ। ଓଡ଼ିଆ ସାହିତ୍ୟରେ ପାଠ୍ୟପୁସ୍ତକର ଅଭାବ ପୂରଣ ପାଇଁ ବାଳବୋଧ, ଶିଶୁବୋଧ 1873, ବର୍ଣ୍ଣବୋଧ 1885, ସାହିତ୍ୟ ପ୍ରସଙ୍ଗ, ସାହିତ୍ୟ କୁସୁମ ପ୍ରଭୃତି ପୁସ୍ତକ ରଚନା କରିଥିଲେ। ତାଙ୍କର ଶିଶୁ ଉପଯୋଗୀ ରଚନାଗୁଡ଼ିକ ଯେପରି ସରଳ, ସେପରି ସରସ ତଥା ନୀତିପୂର୍ଣ୍ଣ। ତାଙ୍କର ଲେଖନୀ ମୁନରୁ ସୃଷ୍ଟି ହୋଇଥିଲା ଅନେକ କବିତା ତଥା ସଙ୍ଗୀତ। ତାଙ୍କର ଋଷି ପ୍ରାଣେ ଦେବାବତରଣ, ହିମାଳୟେ ଉଦର ଉତ୍ସବ ଓ ଜୀବନ ଚିନ୍ତା ପ୍ରଭୃତି କବିତାର ଭାବ ଅତି ଉଚ୍ଚକୋଟୀର। ଓଡ଼ିଆ ସାହିତ୍ୟର ଚତୁର୍ଦ୍ଦଶପଦୀ କବିତା ସନେଟ୍ର ସେ ପ୍ରଥମ ସ୍ରଷ୍ଟା। ତାଙ୍କ ପୁସ୍ତକଗୁଡ଼ିକ ମଧ୍ୟରେ କବିତାବଳୀ ପ୍ରଥମ ଭାଗ 1876, ପ୍ରବନ୍ଧମାଳା 1880, ଛନ୍ଦମାଳା ପ୍ରଥମ ଭାଗ 1884,
କବିତାବଳୀ ଦ୍ୱିତୀୟ ଭାଗ 1885, ସଙ୍ଗୀତମାଳା 1896, ଉତ୍କଳ ଗାଥା, ବସନ୍ତ ଗାଥା, ବାଳରାମାୟଣ 1901, କୁସୁମାଞ୍ଜଳି 1903, ଉତ୍ତମ ରଚିତ 1808 ମସିହା ପ୍ରଭୃତି ପ୍ରଧାନ। ମଧୁସୂଦନ ଦାସଙ୍କର ଗଦ୍ୟ ରଚନା ଦୀର୍ଘ ସମାସ ବହୁଳ ଓ କ୍ଳିଷ୍ଟ। ସ୍ଥୂଳତଃ ତାଙ୍କ ରଚନାଗୁଡ଼ିକ ସୁନ୍ନିତ ଉଚ୍ଚ ଆଦର୍ଶ ତଥା ଆଧ୍ୟାତ୍ମିକ ଚିନ୍ତାର ଅପୂର୍ବ ସମାବେଶ ଦେଖିବାକୁ ମିଳେ। ଯଦିବା ନବଯୁଗର ତ୍ରୟୀମାନଙ୍କ ମଧ୍ୟରେ ଫକୀରମୋହନଙ୍କର ବୟୋଜ୍ୟେଷ୍ଠ, ତଥାପି ସେ ଅନ୍ୟ ଦୁଇ ଜଣଙ୍କର ବିଳମ୍ବରେ କାବ୍ୟ ଜଗତରେ ପ୍ରବେଶ କରିଥିଲେ। ସେ ଓଡ଼ିଆ ଭାଷାକୁ ବଞ୍ଚାଇ ରଖିବାକୁ ପ୍ରଥମେ ପାଠ୍ୟପୁସ୍ତକ ରଚନାରେ ମନୋନିବେଶ କରିଥିଲେ। ତାଙ୍କର ରଚିତ ଭାରତବର୍ଷର ଇତିହାସ ପ୍ରଥମ ଭାଗ 1869 ଓ ଦ୍ୱିତୀୟ ଭାଗ 1870ରେ ପ୍ରକାଶିତ ହୋଇଥିଲା। ତାପରେ ସେ ରାମାୟଣ 1879ରୁ 1895, ମହାଭାରତ 1883ରୁ 1905 ଓ ଶ୍ରୀମଦ୍ ଭଗବତ୍ ଗୀତା 1885ର ଓଡ଼ିଆ ଅନୁବାଦ କରିଥିଲେ। ଫକୀରମୋହନଙ୍କର ମୌଳିକ ସୃଷ୍ଟି ଉତ୍କଳ ଭ୍ରମଣ 1892ରୁ ଆରମ୍ଭ ହୋଇଥିଲା। ଏହା ଥିଲା ପଦ୍ୟ ମଧ୍ୟରେ ରଚିତ ଅଭିନବ ଭ୍ରମଣ ବୃନ୍ତ। ଫକୀରମୋହନଙ୍କର ପ୍ରଥମ ଗଳ୍ପ ରେବତୀ 1898ରେ ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶ ହୋଇଥିଲା। ସେ ଥିଲେ ଓଡ଼ିଆ ସାହିତ୍ୟର ସର୍ବଶ୍ରେଷ୍ଠ ଗାଳ୍ପିକ ଓ ଔପନ୍ୟାସିକ। ତାଙ୍କର ଉପନ୍ୟାସ ଗୁଡ଼ିକ ହେଲା ଲଛମା, ଛମାଣ ଆଠଗୁଣ୍ଠ 1902 ମସିହାରେ, ମାମୁଁ 1913 ଓ ପ୍ରାୟଶ୍ଚିତ 1915 ମସିହାରେ। ଗଳ୍ପ ସ୍ୱଳ୍ପ ତାଙ୍କର ଏକମାତ୍ର ଗଳ୍ପ ପୁସ୍ତକ। ତାଙ୍କର ଛମାଣ ଆଠଗୁଣ୍ଠ ଉପନ୍ୟାସ ବିଶ୍ୱରେ ପ୍ରସିଦ୍ଧ ଉପନ୍ୟାସ ମଧ୍ୟରେ ସମକକ୍ଷ। ତାଙ୍କର ଆତ୍ମରଚିତ 1915-19ରୁ 1918 ଏକ ବିରଳ ସାହିତ୍ୟ କୃତି। ଏହା ତାଙ୍କ ସମୟରେ ଓଡ଼ିଶାର ଇତିହାସ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଫକୀରମୋହନଙ୍କର କବିତା ପୁସ୍ତକ ଗୁଡ଼ିକ ମଧ୍ୟରେ ପୁଷ୍ପମାଲ୍ୟ 1894, ଉପହାର 1895, ଅବସରବାସରେ 1808, ବୌଦ୍ଧାବତାର କାବ୍ୟ 1909, ପ୍ରାର୍ଥନା 1911, ପୂଜାଫୁଲ 1912, ଧୂଳି 1912 ପ୍ରଭୃତି ପ୍ରଧାନ। ଫକୀରମୋହନ ଥିଲେ ଜଣେ କବି, ବ୍ୟଙ୍ଗକାର ତଥା ହାସ୍ୟରସିକ। ମୁଁ ହାଟ ବାହୁଡ଼ା କବିତାରୁ ତାଙ୍କର ଶାଣିତ ବ୍ୟଙ୍ଗର ପରିଚୟ ମିଳେ। ପେଟେଣ୍ଟ ମେଡିସିନ ଗଳ୍ପ ଯେ କୌଣସି ପ୍ରକାର ପାଠକ ମନକୁ ହାସ୍ୟରସ ଓ ଉଦ୍ରେକ କରାଇବାକୁ ସମର୍ଥ, ତାଙ୍କର ଛନ୍ଦାଜ୍ଞ ଉପନିଷଦର ଅନୁବାଦରୁ ପ୍ରମାଣିତ ହୁଏ ଯେ ତାଙ୍କର ଦର୍ଶନ ଶାସ୍ତ୍ରରେ ଗଭୀର ପ୍ରବେଶ ଥିଲା। ଆମ୍ଭେମାନେ ରାଧାନାଥଙ୍କର ରଚନାରେ ପାଶ୍ଚାତ୍ୟ ସଂସ୍କୃତିର ଛାପ ଦେଖିବାକୁ ପାଉ। ମଧୁସୂଦନଙ୍କ କବିତା ଗୁଡ଼ିକ ହେଉଛି ଭକ୍ତିର ଅର୍ଘ୍ୟ, ମାତ୍ର ଫକୀରମୋହନଙ୍କର ରଚନା ଗୁଡ଼ିକ ତତ୍କାଳୀନ ସମାଜର ପ୍ରତିଛବି। ରାଧାନାଥ ଓ ମଧୁସୂଦନଙ୍କ ରଚନାରେ ସଂସ୍କୃତର ପ୍ରଭାବ ପ୍ରବଳ, କିନ୍ତୁ ଫକୀରମୋହନଙ୍କର ଶୈଳୀ ହେଉଛି ନିଛକ ଓଡ଼ିଆ। ଫକୀରମୋହନଙ୍କର ଦୃଷ୍ଟି, ଅନ୍ତର୍ଭେଦ ଓ ପ୍ରଜ୍ଞା ଅସାଧାରଣ। ସେଥିପାଇଁ ତାଙ୍କୁ ବ୍ୟାସକବି ଉପାଧି ଦିଆଯାଇଛି। ତାଙ୍କ ଯୁଗକୁ ରାଧାନାଥ ଯୁଗ କୁହାଗଲେ ମଧ୍ୟ ଫକୀରମୋହନ ହେଉଛନ୍ତି ପ୍ରକୃତରେ ଆଧୁନିକ ଯୁଗ ଓଡ଼ିଆ ସାହିତ୍ୟର ପ୍ରବର୍ତ୍ତକ। ପ୍ରସିଦ୍ଧ ତ୍ରୟୀ ସମୟରେ ଓଡ଼ିଆ ସାହିତ୍ୟ ଜଗତରେ କେତେଜଣ ବିଶିଷ୍ଟ ନାଟ୍ୟକାରଙ୍କର ଆବିର୍ଭାବ ହୋଇଥିଲା। ନାଟ୍ୟକାର ରାମଶଙ୍କର ରାୟ 1858 ମସିହାରୁ 1907ଙ୍କର ନାଟକମାନ ଅନ୍ୟ ନାଟ୍ୟ ସାହିତ୍ୟରେ ନୂତନ ଅଧ୍ୟାୟ ଆରମ୍ଭ କରିଥିଲା। ତାଙ୍କର ନାଟକ ଗୁଡ଼ିକ ମଧ୍ୟରେ କାଞ୍ଚା କାବେରୀ 1880, ବନମାଳା 1882, ରାମ ବନବାସ 1891, ବିଶକ ମଦକ 1900, ଯୁଗଧର୍ମୀ 1902, କାଞ୍ଚନମାଳୀ 1904, ଚୈତନ୍ୟ ଲୀଳା 1906, ଲୀଳାବ୍ରତୀ ପ୍ରଭୃତି ଉଲ୍ଲେଖଯୋଗ୍ୟ। ସେ ବଡ଼ଲୋକ ଓ ବିଶ୍ୱଯଜ୍ଞ ନାମରେ 2ଟି ଯାତ୍ରା ଏବଂ କଳିକାଳ ଓ ବୁଢ଼ାବର ନାମରେ 2ଟି ପ୍ରହସନ ରଚନା କରିଥିଲେ। ତାଙ୍କର ବିବାସିନୀ 1892 ଉପନ୍ୟାସ ମଧ୍ୟ ଏକ ଉଚ୍ଚକୋଟୀର ସାହିତ୍ୟିକ କୃତି। ତାଙ୍କର ନାଟକ ଗୁଡ଼ିକ ମଧ୍ୟରେ କାଞ୍ଚି କାବେରୀ ଶ୍ରେଷ୍ଠ। ଏହା ଏକ ଐତିହାସିକ ନାଟକ। ନାଟକୀୟ କଳା ଦୃଷ୍ଟିରୁ ଓଡ଼ିଆ ସାହିତ୍ୟରେ ପ୍ରଥମ ସମ୍ପୂର୍ଣ୍ଣ ନାଟକ ରୂପେ ଗୌରବାବହ ସ୍ଥାନ ଅଧିକାରୀ। ରାମଶଙ୍କରଙ୍କର ପୂର୍ବ ରଘୁନାଥ ପରିଚ୍ଛା 1868ରେ, ଗୋପୀନାଥ ବଲ୍ଲଭ ନାଟକ ଓ ଜଗନମୋହନ ଲାଲ ବାବାଜୀ ନାଟକ ରଚନା କରିଥିଲେ, କିନ୍ତୁ ନାଟ୍ୟ କଳା ଦୃଷ୍ଟିରୁ ଏଗୁଡ଼ିକ ସମ୍ପୂର୍ଣ୍ଣ ନୁହନ୍ତି। ତେଣୁ କାଞ୍ଚି କାବେରୀକୁ ପ୍ରଥମ ଓଡ଼ିଆ ନାଟକର ମର୍ଯ୍ୟାଦା ଦିଆଯାଏ। ଓଡ଼ିଆ ସାହିତ୍ୟର ପ୍ରଥମ ଉପନ୍ୟାସ ହେଉଛି ଉମେଶ ଚନ୍ଦ୍ର ସରକାରଙ୍କର ପଦ୍ମମାଳୀ 1888ରେ। ଏହି ପଦ୍ମମାଳୀ ଉପନ୍ୟାସରୁ ଆମ ସାହିତ୍ୟର ଉପନ୍ୟାସ ଯୁଗର ଆରମ୍ଭ ଘଟିଥିଲା। ଫକୀରମୋହନଙ୍କର ହାତରେ ତାହା
ପୂର୍ଣ୍ଣତା ପ୍ରାପ୍ତ ହୋଇଥିଲା। ଉପଯୁକ୍ତ ଆଲୋଚନାରୁ ଏହା ସ୍ପଷ୍ଟ ଯେ ବିଂଶ ଶତାବ୍ଦୀର ପ୍ରାରମ୍ଭ ବେଳକୁ ଓଡ଼ିଆ ସାହିତ୍ୟର ପ୍ରତ୍ୟେକ ବିଭାଗ ପୂର୍ଣ୍ଣତା ପ୍ରାପ୍ତ ହୋଇସାରିଥିଲା। ଉତ୍କଳ ଭାରତୀ ନାନାବିଧ ସଦୃଶ କାବ୍ୟାଳଙ୍କାର ସଜ୍ଜିତ ହୋଇ ଅତି ସୁନ୍ଦର ଦେଖାଗଲା। ତାପରେ ତାଙ୍କର ଚରଣରେ ସାରସ୍ୱତ ଅର୍ଘ୍ୟ ବାଢ଼ିବା ପାଇଁ ଆହୁରି ଅନେକ କବି ଲେଖକ ନାଟ୍ୟକାରଙ୍କର ଆବିର୍ଭାବ ଘଟିଲା। ସେମାନଙ୍କ ମଧ୍ୟରେ ଉଲ୍ଲେଖଯୋଗ୍ୟ ହେଲେ ନାଟ୍ୟକାର ଭିକାରୀ ଚରଣ ପଟ୍ଟନାୟକ, ଭାଷାକୋଷ ପ୍ରଣେତା ଗୋପାଳଚନ୍ଦ୍ର ପ୍ରହରାଜ 1872 1945 ମସିହା, ସ୍ୱଭାବ କବି ଗଙ୍ଗାଧର ମେହେର, ପଲ୍ଲୀ କବି ନନ୍ଦକିଶୋର ବଳ 1875 1928 ମସିହା, ଉତ୍କଳମଣି ଗୋପବନ୍ଧୁ ଦାସ 1877 1928, ଗଣକବି ବୈଷ୍ଣବ ପାଣି 1886 1956, ପଣ୍ଡିତ ନୀଳକଣ୍ଠ ଦାସ 1884 1976, ପଦ୍ମଚରଣ ପଟ୍ଟନାୟକ 1885 1956, ପଣ୍ଡିତ ଗଦାବରୀଶ ମିଶ୍ର 1886 1956, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର 1889 1953, ଗଦାବରୀଶ ମହାପାତ୍ର 1898 1965, ନାରୀ କବି କୁନ୍ତଳା କୁମାରୀ ସାବତ 1900 1938, କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ 1900 1978, କାଳୀଚରଣ ପାଣିଗ୍ରାହୀ 1901 1991, ବୈକୁଣ୍ଠନାଥ ପଟ୍ଟନାୟକ 1904 1979, ମାୟାଧର ମାନସିଂହ 1905 1973, ଅନନ୍ତ ପଟ୍ଟନାୟକ 1910 1987, ରାଧାମୋହନ ଗଡ଼ନାୟକ 1911 2000, ନାଟ୍ୟକାର ଗୋପାଳ ଛଟରାୟ 1916 2003, ବିନୋଦ ନାୟକ 1919 2003, ଭାନୁଜୀ ରାଓ 1926 2001, ସୁରେନ୍ଦ୍ର ମହାନ୍ତି 1922 1990, କାହ୍ନୁଚରଣ ମହାନ୍ତି 1906 1994, ଗୋପୀନାଥ ମହାନ୍ତି 1914 1991, ସଚ୍ଚିଦାନନ୍ଦ ରାଉତରାୟ 1915 2004, ବିଭୂତି ପଟ୍ଟନାୟକ, ପ୍ରତିଭା ରାୟ, ରବି ସିଂ, ରମାକାନ୍ତ ରଥ, ସୀତାକାନ୍ତ ମହାପାତ୍ର, ଶୈରେନ୍ଦ୍ର ବାରିକ ଓ ବଂଶୀଧର ଷଡ଼ଙ୍ଗୀ, ସୌଭାଗ୍ୟ କୁମାର ମିଶ୍ର ଓ ପ୍ରତିଭା ଶତପଥୀ ପ୍ରଭୃତି। ବର୍ତ୍ତମାନ ଓଡ଼ିଆ ଭାଷା ଓ ସାହିତ୍ୟ ଖୁବ୍ ସମୃଦ୍ଧ। ପୁସ୍ତକ ମେଳା ସହିତ ବିଭିନ୍ନ ପତ୍ରିକା ତଥା ସମ୍ବାଦପତ୍ର ପ୍ରକାଶ ପାଇବା ହେତୁ ଓଡ଼ିଆ ସାହିତ୍ୟର ପ୍ରସାର ପ୍ରସାର ଘଟିଅଛି। ତଥାପି ନେତୃବର୍ଗଙ୍କର ଦୂରଦୃଷ୍ଟିର ଅଭାବ ଯୋଗୁଁ ଏହା ଏକବିଂଶ ଶତାବ୍ଦୀର ପ୍ରାରମ୍ଭରୁ ଏହା ପ୍ରତି ଏକ ସଙ୍କଟ ଦେଖାଦେଇଛି। ଜନସାଧାରଣଙ୍କ ମନରେ ପୁନଶ୍ଚ ହୀନମାନ୍ୟତା ଦେଖାଦେଇଛି। ମୁଁ ଜଣେ ଓଡ଼ିଆ ବା ଉତ୍କଳୀୟ ଏପରି ଗର୍ବ ମନରେ ଉଦ୍ରେକ ହେଉନାହିଁ। ପରିଣାମରେ ଆମ ରାଜ୍ୟରେ ଛତୁ ଫୁଟିଲା ପରି ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡ଼ିକ ପ୍ରସାର ଘଟୁଛି। ଓଡ଼ିଆ ମାଧ୍ୟମରେ ବିଦ୍ୟାଳୟମାନଙ୍କରୁ ଛାତ୍ରଛାତ୍ରୀ ସଂଖ୍ୟା ବର୍ଷକୁ ବର୍ଷ ହ୍ରାସ ପାଇବାରେ ଲାଗିଛି। ଅନେକ ଲୋକ ଏପରି ଭାବୁଛନ୍ତି ଯେ ଓଡ଼ିଆ ପଢ଼ି କିଛି ଲାଭ ନାହିଁ, କେବଳ ଇଂରାଜୀ ପଢ଼ିଲେ ଲାଭ ଅଛି। ତେବେ ଆମେ କ'ଣ ଲାଭ ପାଇବା ପାଇଁ ପାଠ ପଢ଼ୁଛୁ? ପାଠର ମୂଳ ଲକ୍ଷ୍ୟ ବୋଧଶକ୍ତି ବଢ଼ାଇବା, ମଣିଷ ପଣିଆ ଜାଗ୍ରତ କରିବା। ଶୈଶବରୁ ମାତୃଭାଷା ବ୍ୟତୀତ ଅନ୍ୟ କାହିଁରେ ବୋଧଶକ୍ତି ବା ମଣିଷ ପଣିଆ ବିକଶିତ ହୁଏ ନାହିଁ। ଆମେ ଏହା ଜାଣି ସୁଦ୍ଧା ନ ଜାଣିଲା ପରି ରହୁଛୁ। ଆମେ ବିବାହ, ବ୍ରତଘର ପ୍ରଭୃତି ନିମନ୍ତ୍ରଣ ପତ୍ରକୁ ଇଂରାଜୀରେ ଛାପୁଛୁ। ତେବେ ଆମେ ପୁରୋହିତଙ୍କ ପରିବର୍ତ୍ତେ ପାଦ୍ରୀଙ୍କ ଦ୍ୱାରା ବାହାଘର ନ କରାଉଛୁ କାହିଁକି? ବର୍ତ୍ତମାନ ଆମ ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ଶୋଚନୀୟ ଅବସ୍ଥା, କିନ୍ତୁ ସରକାରଙ୍କ ସେ ଦିଗକୁ ନଜର ନାହିଁ। ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଖୋଲିବାରେ କୌଣସି ଅଙ୍କୁଶ ନାହିଁ। ଓଡ଼ିଶା ମାଧ୍ୟମ ବିଦ୍ୟାଳୟଗୁଡ଼ିକୁ ପ୍ରତିବର୍ଷ ଶିକ୍ଷକ ସଂଖ୍ୟା ହ୍ରାସ କରାଯାଉଛି। ସ୍ୱସ୍ଥଳ ପରିବାରମାନଙ୍କରେ ବାପା ମା ଡାକ ପରିବର୍ତ୍ତେ ଡାଡ଼ି ମମି ଡାକ ଶୁଣିବାକୁ ମିଳୁଛି। ଛୋଟ ପିଲାଙ୍କ ମୁହଁରେ ଟ୍ୱିଙ୍କଲ୍ ଟ୍ୱିଙ୍କଲ୍ ଲିଟିଲ୍ ଷ୍ଟାର୍ ଗୀତ ଶୁଣି ଗୁରୁଜନମାନେ ଆମୋଦିତ ହେଉଛନ୍ତି। ଆମ ଭାଷାର ଶିଶୁ ଗୀତ ବହୁ ବିସ୍ତୃତ ଅତଳ ଗର୍ଭରେ ଲୀନ ହେବାକୁ ବସିଲାଣି। ପୁନଶ୍ଚ ଓଡ଼ିଆ ପୁସ୍ତକ ବ୍ୟବସାୟରେ ଅଣ ଓଡ଼ିଆମାନଙ୍କ ଅନୁପ୍ରବେଶ ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି। ସେମାନଙ୍କର ପ୍ରଚାର ମଧ୍ୟରେ ନିମ୍ନମାନର ମାନେ ବହି ବିକ୍ରି କରି ଲାଭ ନେଇ ଚାଲିଯାଉଛନ୍ତି। ଓଡ଼ିଆ ସାହିତ୍ୟର ବିକାଶ ପାଇଁ ଗୋଟିଏ ଟଙ୍କା ମଧ୍ୟ ଖର୍ଚ୍ଚ କରୁନାହାନ୍ତି। ଏହି ପରିସ୍ଥିତିରେ ଉତ୍କୃଷ୍ଟମାନର ସାହିତ୍ୟ ପୁସ୍ତକ ସବୁ ଛାପିବ କିଏ? କୌଣସି ମତେ ଛପାଗଲେ ତାକୁ ପଢ଼ିବ କିଏ? ଆମ୍ଭମାନେ ପୁଣି ଥରେ ଭୁଲିଗଲେଣି ଯେ ଆମର ସଭ୍ୟତା, ସଂସ୍କୃତି ତଥା ସ୍ୱାଭିମାନର ପ୍ରତୀକ ହେଉଛି ଆମର ମାତୃଭାଷା। ଆମେ ପୂର୍ବରୁ କହିଛୁ ଯେ ମାତୃଭାଷା ଲୁପ୍ତ ହେଲେ ଆମ ଜାତି ମଧ୍ୟ ଲୁପ୍ତ ହୋଇଯିବ। ଆମେ ନିଜତ୍ୱ ହରାଇ ଅନ୍ୟ ଜାତିର ଦାସ ହୋଇଯିବୁ। ଆମେ ଦୂରଦୃଷ୍ଟିର ଅଭାବରୁ ସେହି ବିପର୍ଯ୍ୟୟକୁ ଦେଖି ପାରୁନାହୁଁ। ଅନ୍ଧ ଭାବରେ ଅନ୍ୟର ଅନୁକରଣ କରିବାରେ ଲାଗିଛୁ। ବର୍ତ୍ତମାନ ଆମର ଓଡ଼ିଆ ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ବିକାଶ ତଥା ଶିକ୍ଷାଦାନର ମନୋବୃତ୍ତି ନିତାନ୍ତ ପ୍ରୟୋଜନ। ଆଧ୍ୟାତ୍ମିକ ସ୍ତର ପର୍ଯ୍ୟନ୍ତ ସର୍ବତ୍ର ମାତୃଭାଷା ମାଧ୍ୟମରେ ଶିକ୍ଷା ଦେବା ବାଧ୍ୟତାମୂଳକ ହେବା ଉଚିତ। ସରକାରୀ କାର୍ଯ୍ୟ
ମାତୃଭାଷାରେ ହେବା ଉଚିତ। ରାଜ୍ୟ ବିଦ୍ୟାଳୟ କମିଶନ ଗଠିତ ହେବା ଉଚିତ। ତାଙ୍କର ବିନୋନ୍ମଦରେ କୌଣସି ବିଦ୍ୟାଳୟ ଖୋଲିବା ନିଷିଦ୍ଧ ହେବା ଉଚିତ। ଟ୍ରେନିଂ ପ୍ରାପ୍ତ ଶିକ୍ଷକ, ଉପଯୁକ୍ତ ପରିବେଶ, ଖେଳ ପଡ଼ିଆ, ଲାଇବ୍ରେରୀ, ମାତୃଭାଷା ଶିକ୍ଷାର ବ୍ୟବସ୍ଥା ପ୍ରଭୃତି ନଥିବା କୌଣସି ବିଦ୍ୟାଳୟକୁ ଚାଲିବା ପାଇଁ ଅନୁମତି ମିଳିବା ଅନୁଚିତ। ଏହିସବୁ ସହିତ ସାଧାରଣ ସ୍ତରରେ ମାତୃଭାଷା ପ୍ରତି ଆଦର୍ଶ ବୃଦ୍ଧି ଏକାନ୍ତ ପ୍ରୟୋଜନ। ଏହା ନହେଲେ ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ ଓଡ଼ିଆ ଭାଷା ଯେଉଁ ଦୟନୀୟ ଅବସ୍ଥା ଘଟିଥିଲା, ଏକବିଂଶ ଶତାବ୍ଦୀର ମଧ୍ୟଭାଗରେ ପୁନଶ୍ଚ ସେହି ଅବସ୍ଥା ଉପଜିବ। ଏହି ସମ୍ଭାବନାକୁ ଏଡ଼ାଇ ହେବ ନାହିଁ। ଇତିହାସର ପୁନରାବୃତ୍ତି ହୁଏ। ଯଦି ଏହା ଆମ ମାତୃଭାଷା କ୍ଷେତ୍ରରେ ପ୍ରତିପାଦିତ ହୁଏ, ତେବେ ତାହା ହେବ ଆମ ପାଇଁ ଘୋର ଲଜ୍ଜାର ବିଷୟ। କାରଣ ଆମେ ନିଜ ଆତ୍ମଘାତୀ ନୀତି ଅବଲମ୍ବନ କରିବା ଦ୍ୱାରା ଏହି ପରିସ୍ଥିତି ହେବ। ଏଥିପାଇଁ ଦାୟ ହେବୁ ଆମେ, ଅନ୍ୟ କେହି ନୁହେଁ। ଏହି ପରିପ୍ରେକ୍ଷୀରେ ଗଙ୍ଗାଧର ମେହେର ଉକ୍ତିଟିଏ ଅବଶ୍ୟ ପ୍ରଣିଧାନଯୋଗ୍ୟ କଥା। ମାତୃଭୂମି ମାତୃଭାଷାରେ ମମତା, ଯାହୃଦେ ଜନମି ନାହିଁ। ତାକୁ ଯଦି ଜ୍ଞାନୀ ପଣରେ ଗଣିବା, ଅଜ୍ଞାନ ରହିବେ କାହିଁ। ଘ. ଓଡ଼ିଆ ଲିପି। ପ୍ରାଚୀନ କାଳରେ ଭାରତବର୍ଷର ଦୁଇ ପ୍ରକାର ଲିପିର ପ୍ରଚଳନ ଥିଲା, ଯଥା ବ୍ରାହ୍ମୀ ଓ ଖରଷ୍ଠୀ। ସେତେବେଳେ ସମଗ୍ର ଉତ୍ତର ଭାରତୀୟ ବ୍ରାହ୍ମୀ ଲିପିର ପ୍ରଚଳନ ଥିଲା। ଅଖଣ୍ଡ ଭାରତ, ଉତ୍ତର ପଶ୍ଚିମାଞ୍ଚଳ ଓ ଆଫଗାନିସ୍ତାନ ପ୍ରାଚୀନ ନାମ ଗାନ୍ଧାରରେ ଖରିଷ୍ଟ ଲିପିର ପ୍ରଚଳନ ଥିଲା। ବ୍ରାହ୍ମୀ ଲିପି ଓ ଖରିଷ୍ଟ ଲିପି ମଧ୍ୟରେ ପ୍ରଧାନ ପାର୍ଥକ୍ୟ ହେଉଛି ବ୍ରାହ୍ମୀ ଲିପି ବାମରୁ ଡାହାଣକୁ ଲେଖାଯାଉଥିବା ସ୍ଥଳେ ଖରଷ୍ଠୀ ଲିପି ଡାହାଣରୁ ବାମକୁ ଲେଖାଯାଉଥିଲା। ବ୍ରାହ୍ମୀ ହେଉଛି ଭାରତର ପ୍ରାଚୀନତମ ଭାଷାଶାସ୍ତ୍ର ସମ୍ମତ ଲିପି। ଏହି କାଳକ୍ରମେ ପ୍ରାଚୀନ ଭାଷାରେ ଚିତ୍ରଲିପି ଉଦ୍ଭୂତ ହୋଇଥିଲା ବୋଲି ବିଶ୍ୱାସ କରାଯାଏ। ପ୍ରାଚୀନ ଭାରତର ସାକ୍ଷର ସମାଜ ବ୍ରହ୍ମଲିପିକୁ ଆଦରି ନେଇଥିଲେ। ଏହାର ବିଶେଷତ୍ୱ ହେଉଛି 1. ଏଥିରେ ସମସ୍ତ ବର୍ଣ୍ଣ ଯେମିତି ଉଚ୍ଚାରିତ ହୁଏ ସେମିତି ଲେଖାଯାଏ। 2. ପ୍ରତ୍ୟେକ ଉଚ୍ଚାରିତ ଧ୍ୱନି ପାଇଁ ଅଲଗା ଅଲଗା ଚିହ୍ନ ଥାଏ। 3. ସ୍ୱର ଓ ବ୍ୟଞ୍ଜନମାନଙ୍କର ସଂଖ୍ୟା ପର୍ଯ୍ୟାପ୍ତ। 4. ହର୍ଷ ସ୍ୱର ଓ ଦୀର୍ଘ ସ୍ୱର ପାଇଁ ଭିନ୍ନ ଭିନ୍ନ ଚିହ୍ନ ଥାଏ। 5. ଅନୁସ୍ୱର, ବିସର୍ଗ ଓ ଚନ୍ଦ୍ରବିନ୍ଦୁ ପାଇଁ ସ୍ୱତନ୍ତ୍ର ଚିହ୍ନ ଥାଏ। 6. ସ୍ୱର ଓ ବ୍ୟଞ୍ଜନମାନଙ୍କ ପାଇଁ ସଂଯୋଗ ମାତ୍ରାମାନଙ୍କର ସାଧିତ ହୋଇଥାଏ। 7. ବ୍ୟଞ୍ଜନ ବର୍ଣ୍ଣମାନଙ୍କର ସଂଯୋଗ ଯୁକ୍ତାକ୍ଷର ଗୁଡ଼ିକ ଦ୍ୱାରା ସାଧିତ ହୋଇଥାଏ। 8. ଧ୍ୱନିମାନଙ୍କର ଉଚ୍ଚାରଣ ସ୍ଥାନ ଅନୁଯାୟୀ ସେମାନଙ୍କର ବର୍ଗୀକରଣ କରାଯାଇଥାଏ। ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ କଳିଙ୍ଗ ବିଜେତା ମଗଧ ସମ୍ରାଟ ଅଶୋକ ଭୁବନେଶ୍ୱର ଧଉଳି ପାହାଡ଼ରେ ଯେଉଁ ଅନୁଶାସନ ଖୋଦିତ କରାଇଥିଲେ, ତାହା ବ୍ରାହ୍ମୀ ଲିପିରେ ଲିଖିତ। ତାହା ହେଉଛି ଆମ ଦେଶରେ ଆବିଷ୍କୃତ ହୋଇଥିବା ପ୍ରଥମ ଲିପି। ତାପରେ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରେ ଉଦୟଗିରି ସମ୍ରାଟ ଖାରବେଳ ଯେଉଁ ଲିପିରେ ପ୍ରଶସ୍ତି ଖୋଦିତ କରିଥିଲେ, ତାହା ମଧ୍ୟ ବ୍ରାହ୍ମୀ ଲିପି। ଏହି ଦୁଇ ଶିଳାଲିପି ମଧ୍ୟରେ କିଞ୍ଚିତ ପାର୍ଥକ୍ୟ ଦେଖାଯାଏ। ତାହାର କାରଣ ହେଉଛି କାଳର ଗତି ଅନୁସାରେ ଲିପିରେ ଘଟୁଥିବା କ୍ରମ ପରିବର୍ତ୍ତନ। ବ୍ରାହ୍ମୀ ଲିପି କାଳକ୍ରମେ ଦୁଇ ଭାଗରେ ବିଭକ୍ତ ହୋଇଥିଲା, ଯଥା ଉତ୍ତର ବ୍ରାହ୍ମୀ ଓ ଦକ୍ଷିଣ ବ୍ରାହ୍ମୀ। ଉତ୍ତର ବ୍ରାହ୍ମୀ ତିନି ପ୍ରକାର ଲିପିର ଉଦ୍ଭବ ଘଟିଥିଲା, ଯଥା ଗୁପ୍ତ ଲିପି, ନାଗରୀ ଲିପି, ଶାରଦା ଲିପି। କାଳକ୍ରମେ ନାଗରୀ ଲିପିରୁ ଦେବନାଗରୀ ଲିପିର ଉଦ୍ଭବ ଘଟିଥିଲା। ସପ୍ତମ ଶତାବ୍ଦୀରୁ ମହାରାଷ୍ଟ୍ର, ରାଜସ୍ଥାନ, ମଧ୍ୟପ୍ରଦେଶ ଦେବନାଗରୀ ଲିପିରେ ଲେଖାଲେଖି ଆରମ୍ଭ କରିସାରିଥିଲେ। ଭାରତର ଉତ୍ତର ପଶ୍ଚିମାଞ୍ଚଳରେ ଶାରଦା ଲିପି ପ୍ରଚଳିତ ହୋଇଥିଲା। କାଶ୍ମୀରୀ, ଗୁରୁମୁଖୀ, ଲଣ୍ଡା ପ୍ରଭୃତି ଲିପି ଶାରଦା ଲିପିରୁ ଆତ୍ମପ୍ରକାଶ କରିଥିଲେ। ଚତୁର୍ଥ ପଞ୍ଚମ ଶତାବ୍ଦୀରେ ଉତ୍ତର ଭାରତରେ ଗୁପ୍ତ ରାଜାମାନଙ୍କ ସମୟରେ ଯେଉଁ ଲିପି ବ୍ୟବହୃତ ହୋଇଥିଲା, ତାହାର ନାମ ଗୁପ୍ତ ଲିପି। ଗଞ୍ଜାମ ଜିଲ୍ଲାର ଜଉଗଡ଼ର ସୁମଙ୍ଗ ଗ୍ରାମରୁ ପ୍ରାପ୍ତ ଧର୍ମରାଜଙ୍କର ତାମ୍ରପତ୍ର, କଳାହାଣ୍ଡିର ପ୍ରାପ୍ତ ତୃଷ୍ଟିକରଙ୍କର ତାମ୍ରପତ୍ର ଓ ବାଲେଶ୍ୱର ଜିଲ୍ଲାର ସୋରଠାରୁ ପ୍ରାପ୍ତ ରାଜା ଶମ୍ଭୁପଣଙ୍କ ତାମ୍ରପତ୍ର ଓ ପୁରୀ ଜିଲ୍ଲାର କଣାସ ତାମ୍ରପତ୍ରରେ ଗୁପ୍ତ ଲିପିର ବ୍ୟବହାର ଦେଖାଯାଏ। କାଳକ୍ରମେ ଦକ୍ଷିଣ ବ୍ରାହ୍ମୀ ଦୁଇ ପ୍ରକାର ଲିପିର ଉଦ୍ଭବ ଘଟିଥିଲା, ଯଥା କଳିଙ୍ଗ ଲିପି ଓ ଦ୍ରାବିଡ଼ ଲିପି। ଦ୍ରାବିଡ଼ ଲିପି ଦାକ୍ଷିଣାତ୍ୟରେ ଆଧିପତ୍ୟ ବିସ୍ତାର କଲା ଏବଂ ସେଥିରୁ ଚାରି ପ୍ରକାର ଲିପିର ଉଦ୍ଭବ ଘଟିଥିଲା, ଯଥା ତେଲଙ୍ଗ, ତାମିଲ, ଗ୍ରନ୍ଥ ଓ କନ୍ନଡ଼। ସପ୍ତମରୁ ନବମ ପର୍ଯ୍ୟନ୍ତ ଆମ ରାଜ୍ୟରେ କଳିଙ୍ଗ ଲିପି ପ୍ରଚଳିତ ଥିଲା। ଗୁପ୍ତ ଲିପିରୁ କାଳକ୍ରମେ କୁଟିଳ ଲିପିର ବିକାଶ ଘଟିଥିଲା। ଏଥିରେ ବର୍ଣ୍ଣର ଆକୃତି କୁଟିଳ ବା ବଙ୍କା ଟଙ୍କା ହୋଇଥିବାରୁ ଏହାର ନାମ କୁଟିଳ ଲିପି। ଏହାର ଅନ୍ୟ ନାମ କେଶରୀ ଲିପି। ଏହା କେଶରୀ ଲିପିରୁ କାଳକ୍ରମେ ମୈଥିଳୀ, ଓଡ଼ିଆ, ବଙ୍ଗାଳୀ, ଆସାମୀୟ ପ୍ରଭୃତି ଲିପିର ବିକାଶ ଘଟିଥିଲା। କେତେକ ଅର୍ଦ୍ଧପଣ୍ଡିତ ମତ ଦେଇଛନ୍ତି ଯେ ପତ୍ନବଙ୍ଗୀୟ ଲିପିରୁ ଓଡ଼ିଆ ଲିପି ବାହାରିଥିଲା। ଏହା ସମ୍ପୂର୍ଣ୍ଣ ଭ୍ରାନ୍ତ ଧାରଣା ଉପରେ ପର୍ଯ୍ୟବେସିତ। ଓଡ଼ିଆ ଲିପିରୁ ସ୍ୱତନ୍ତ୍ର ଭାବରେ ପତ୍ନ ଉତ୍ତର ପୂର୍ବ ଭାରତୀୟ ଲିପିରୁ ପ୍ରଭୂତ ହୋଇଥିଲା, ଯାହାର ଅନ୍ୟ ନାମ କେଶରୀ ଲିପି। କେଶରୀ
लिपि उपर देवनागरी और कलिंग लिपिर प्रभाव पड़ता से कालक्रमे प्राचीन उत्कल लिपि आत्मप्रकाश करथिले। सेही प्राचीन उत्कल लिपिरु ही आधुनिक ओडिया लिपिर विकास घटिअछि। खारवेल शिलालिपिर परिवर्तन घटी जो लिपि आत्मप्रकाश कला ताहार अक्षरांश गुड़िक चारिकोणिया थिला। कालक्रमे ताहार विवर्तन घटी ताहा कौणिकार धारण करने लगिला। समवंशीय गंगवंश राजा मानक राजत्व काल रे आम राज्य जो रेखा कण विशिष्ट लिपि व्यवहृत होता ताहा हेउछि पत्न उत्कल लिपि। गंगवंशीय सम्राट नरसिंह देवंकर भुवनेश्वर शिलालेखरे जो सोनपुर प्राप्त भानुदेवंक शिलालेखरे एही लिपि व्यवहृत होइतिला। श्री मंदिर जय विजय तोरणर उभय पार्श्वर 12टी शिलालेख उत्कीर्ण होइअछि। सूर्यवंश सम्राट कपिलेन्द्र देव पुरुषोत्तम देव और प्रतापरुद्र देवंक राजत्व काल रे शिलालेख गुड़िक उत्कीर्ण होइतिला। एगुड़िक वर्तालुकार ओडिया लिपि रे लिखित। एगुड़िक मध्यरु सर्वप्रथम शिलालेख समय 1436 ख्रीष्टाब्द बोली स्थिरीकृत होइअछि। अतएव चतुर्दश शताब्दी बेलकु वर्तुलाकृति ओडिया लिपिर विकास घटी सारी थिला। ओडिया लिपि वर्तुलाकृति हेबार कारण हेउछि तालपत्र लिखनी साहाय्य पथी लेखिबार प्रयास केसरी लिपि उपरे कलिंग लिपिर प्रभाव। आधुनिक जुगरे कागज उपरे कलम डट पेन रे लेखिबा पई ओडिया लिपि ही सर्वाधिक उपयुक्त। कारण ही वर्तुल होइतिबारु यह द्वारा कम समय रे बहु विषय लेखा जाई पारे। यह छड़ा ओडिया लिपिर वर्ण संयोजना विज्ञान सम्मत होइतिबारु सर्वभारतीय स्तर रे यार प्रचलन हेबा विधेय। आम ओडिया लिपिर विकास को निम्न मते दर्शाइबा यथा भारतीय लिपि दुई प्रकार ब्राह्मी और खरष्टी। ब्राह्मी होछि ख्रीष्टपूर्व 5म शताब्दी, खरष्टी होछि ख्रीष्टपूर्व 4th रु 3य शताब्दी। ब्राह्मी होछि अशोकाक्ष ख्रीष्टपूर्व 3य शताब्दी। एथु जात होइछि एकाक्षर बा खारबेलाक्षर ख्रीष्टपूर्व 1म शताब्दी। यह विभाजित होइति दुईटी भागरे उत्तर ब्राह्मी और दक्षिण ब्राह्मी। उत्तर ब्राह्मी अंतर्गत गुप्त नागरी शारदा, दक्षिण ब्राह्मी अंतर्गत कलिंग लिपि और द्राविड़ लिपि। गुप्तगामी गुप्त 4th-5म शताब्दी, नागरी 7म शताब्दी, शारदा 10म शताब्दी, कलिंग लिपि 8म रु 11श शताब्दी, द्राविड़ लिपि 9म रु 12श शताब्दी। कुटिल लिपि 6th रु 9ମ शताब्दी। कुटिल लिपि जात होइछि केसरी लिपि। केसर लिपि विभक्त 4 भागरे असामिया, बंगाली, मैथिली। असामिया लिपि, बंगाली लिपि और मैथिली लिपि। कलिंग लिपि जात होइछि प्राचीन उत्कल लिपि 1100 रु 14श शताब्दी। एही प्राचीन उत्कल लिपि जात होइछि हमर ओडिया लिपि। तो द्राविड़ लिपि जात होइछि तामिल, तेलंग, ग्रंथ और कन्नड़। एठी किछि उदाहरण दिया जाइछि केमती ओडिया लिपि आमे पूर्वरु लेखा जाउथिला। अशोकंकर ब्राह्मी लिपि एही भली आकार लेखा जाउथिला। यह होछि अशोकंकर ब्राह्मी लिपि। ये होछि खारवेलंकर ब्राह्मी लिपि। खारवेलंक समय रे ओ आ हर्षई दीर्घ क ख ग घ एपरि भाबरे लेखा जाउथिला। तापरे आइला चतुश्रेणी सरभपुरीय लिपि। चतुश्रेणी सरभपुरीय लिपि रे क ख ग घ बहुत अलगा थिला पूर्व लिपि ठारू। तापरे आसिला समवंशीय लिपि। समवंशीय लिपि रे टिके हिंदी रो जेहेतु इन्फ्लुएंस थिला आम ओडिया परे, तेणु समवंशीय लिपि रे प्रायतः हिंदी रो बहुतटा अक्षर देखिबाकू मिले। तापरे आसिला गंगवंशीय लिपि। गंगवंशीय लिपि थिला एपरिकी प्रायतः हिंदी भाषा को सेमाने नहीं आसथिले, आउ किछि ओडिया भाषार अक्षर मध्य यूज करा जाइतिला। तापर शेषरे एबे आसिला हमर आधुनिक ओडिया वर्णमाला। स्वरवर्ण मध्य ओ आ हर्षई दीर्घ हर्ष दीर्घ रु ए ऐ ओ औ। व्यंजन वर्ण मध्य क ख ग घ ङ च छ ज झ ञ ट ठ ड ढ मूर्धन त थ द ध दन्तेन प फ ब भ म ज र य र ळ ल
ଓ ତାଲବ୍ୟସ୍ୟ ମୂର୍ଧନ୍ୟସ୍ୟ ଦନ୍ତେସ୍ୟ ହ ଅନୁସାରେ ବିସର୍ଗ ଚନ୍ଦ୍ରବିନ୍ଦୁ। ସମାପ୍ତମ୍।